Hi everyone. So hello dear brother and sister. Today we are going to start a new chapter of competitive syllabus that is number system. Number system. तो देखो फास्ट ରୁ କହି ଦଉଛି ଏ ଭିଡ଼ିଓଟି ରହିବ ହଉଛି ଯେତେ ସବୁ କମ୍ପିଟିଟିଭ ଏକ୍ଜାମ ପାଇଁ ପ୍ରିପେୟାର ହଉଛ ଭାଇ ଭଉଣୀ ମାନେ ସେଇମାନଙ୍କ ପାଇଁ ଭିଡ଼ିଓଟି ଆଉ ହଉଛି ସେଇମାନଙ୍କ ପାଇଁ କିନ୍ତୁ ହଉଛି ସେମାନଙ୍କ ଭିତରେ ବି ଯୋଉମାନଙ୍କର ବେସିକଟା ଷ୍ଟ୍ରଙ୍ଗ ନାହିଁ ସେଇମାନେ ହିଁ ଭିଡ଼ିଓଟିକୁ ଦେଖ ଆଉ ବାକିମାନେ ସ୍କିପ୍ କରିପାର କି ପାଇଁ ନା ମୁଁ ଆଡଭାନ୍ସ ଟିଚର ନୁହଁ ତ ଯୋଉମାନଙ୍କର ବେସିକ କ୍ଲିୟର ନୁହଁ ସେଇମାନେ ହିଁ ଦେଖ ଭିଡ଼ିଓ ତ ଚାଲ ଲେଟ୍ ନ କରି ଷ୍ଟାର୍ଟ କରିବା ନମ୍ବର ସିଷ୍ଟମ ତ ତୁମେ ଯଦି ପାରବ ଲେଖିଦେବ ଖାତାରେ ନମ୍ବର ସିଷ୍ଟମର ଥିଓରି ପାର୍ଟ ପଢ଼ବା ତାପରେ ହଉଛି କିଛି ପ୍ରୋବ୍ଲେମ ବି କରବା ଏଇ ବୁକରୁ କରବା ଏଇ ବୁକର ସବୁ ପ୍ରୋବ୍ଲେମ ଆମେ କରବା ଏଇ ବୁକରୁ ସବୁ ପ୍ରୋବ୍ଲେମ ଆମେ କରବା ଗୋଟେ ଗୋଟେ ତ ଚାଲ ଲେଟ୍ ନ କରି ଷ୍ଟାର୍ଟ କରିବା ତ ତୁମେ କେବେ ଶୁଣିଛ ଗ୍ରେଟ୍ ଡିଜିଟ୍ କଥା ଶୁଣିଛ ଡିଜିଟ୍ ଗଣିତରେ ଶୁଣିଥିବ ଡିଜିଟ୍ ଶୁଣିଛ ନା ନାହିଁ ଡିଜିଟ୍ କେତିକି ଏତିକି ଡିଜିଟ୍ ନମ୍ବର ଡିଜିଟ୍ ମାନେ ହଉଛି ଅଙ୍କ ଡିଜିଟ୍ ମାନେ କିସ ଅଙ୍କ ଅଙ୍କ କଷା ଛୋଟବେଳେ ହଉଛି ଗଣିତ ଅଙ୍କ କଷା ହୁଏ ସେଇ ଅଙ୍କ ହେଲା ଅଙ୍କ ମାନେ କିସ ଅଙ୍କ ମାନେ ହଉଛି 0 1 2 3 4 5 6 7 8 9 ଆମର ମ୍ୟାଥରେ ଦେୟାର ଆର୍ 9 digit in math କେତେ ଅଙ୍କ ଅଛି ଗଣିତର ଆମର ଅଛି 10ଟି ଅଙ୍କ ବୁଝିହେଲା ଲାଷ୍ଟରେ ନ ଦେଖିକି କହିଦବନି ଯେ ଆମର 9ଟି ଅଙ୍କ ଅଛି ଲାଷ୍ଟରେ ନ ଦେଖିକି ଦେୟାର ଆର୍ 9 10 digits in math ବୁଝିପାରିଲ ତ ସବୁଠୁ ଛୋଟ ଅଙ୍କ କିଏ ସବୁଠୁ ଛୋଟ ଅଙ୍କ ହଉଛି 0 ଆଉ ସବୁଠୁ ବଡ଼ ଅଙ୍କ ହଉଛି 9 ତ ଏଇମାନଙ୍କୁ ନେଇକି ଏଇ ଡିଜିଟ ମାନଙ୍କୁ ନେଇକି ତୁମେ ଯେତେ ବଡ଼ ଚାହିଁବ ସେତେ ବଡ଼ ସଂଖ୍ୟା ତିଆରି କରିପାରିବ ସେତେ ବଡ଼ ନମ୍ବର ତିଆରି କରିପାରିବ ଧରାଯାଉ ମୁଁ ଗୋଟେ କହୁଛି ଏକ୍ଜାମ୍ପଲ 3946 89 312 এটা ଗୋଟେ କେତେ ଡିଜିଟ୍ ନମ୍ବର ଏଇଟା ଗୋଟେ ହଉଛି 1 2 3 4 5 6 7 8 9 ଏଇଟା ଗୋଟେ 9 ଡିଜିଟ୍ ନମ୍ବର ଇଏ ହଉଛି କି ଏଇ ଡିଜିଟ୍ ମାନଙ୍କୁ ନେଇକି ତିଆରି ହେଇଛି ଏଇ 10ଟା ଡିଜିଟ୍ ମାନଙ୍କୁ ନେଇକି ହିଁ ତିଆରି ହେଇଛି ନା ଅଲଗା କିଛି ଆସିଛି କି ଏଇ ଭିତରେ ନା ଏଇ 10ଟା ଡିଜିଟ୍ ମାନଙ୍କୁ ହିଁ ନେଇକି ତିଆରି ହେଇଛି ତ ଦେଖିଲ ଡିଜିଟ୍ ହଉଛି କେତେଟା ଅଛି ମନେ ରହିବ ଡିଜିଟ୍ ଅଛି there are 9 digits in sorry there are 10 digits in math ଆଉ ଅଛି ସେ ଡିଜିଟ୍ ମାନଙ୍କୁ ନେଇକି କିସ ବଡ଼ ବଡ଼ ନମ୍ବର ତିଆରି ହୁଏ ତାପରେ ହଉଛି ନମ୍ବର ଦେଖିବା କେତେ ପ୍ରକାର ନମ୍ବର ଅଛି ତ ଫାର୍ଷ୍ଟ ଶୁଣିଛ ନ୍ୟାଚୁରାଲ ନମ୍ବର ନ୍ୟାଚୁରାଲ ନମ୍ବର ନ୍ୟାଚୁରାଲ ନମ୍ବର ମାନେ କିସ ଗଣନ ସଂଖ୍ୟା ଗଣନ ସଂଖ୍ୟା ଯାହାକୁ ଡିନୋଟ କରାଯାଏ ଏନ୍ ରେ ହେଲା ଇଂଲିଶ ଲେଟର କ୍ୟାପିଟାଲ ଏନ୍ ରେ ଆମର ନ୍ୟାଚୁରାଲ ନମ୍ବରକୁ ଡିନୋଟ କରାଯାଏ ମାନେ କ୍ୟାପିଟାଲ ଏନ୍ ଯୋଉଠି ଥିବ ସେଠି ଭାବି ନେବ ଯେ ଗଣନ ସଂଖ୍ୟା ଅଛି ତ ଗଣନ ସଂଖ୍ୟା କୋଉଗୁଡ଼ା ଗଣନ ସଂଖ୍ୟା ହଉଛି 1 2 3 4 5 ସେମିତି ଇନଫିନିଟି ଯାଏ ମାନେ ଅସଂଖ୍ୟ ଯାଏ ବୁଝିହେଲା ଛୋଟବେଳେ ତୁମକୁ ଯେତେବେଳେ କୁହାଯାଏ ବାବୁରେ ଗଣିଲୁ ଆମର କେତେ ଯାଏଁ ଶିଖିଛୁ ତୁମେ ଗଣ 1 2 3 4 5 6 ଗଣ ନା 0 ରୁ ମାନେ 1 ରୁ ଗଣ ତ ସେଇଟାକୁ କୁହାଯାଉଛି ଗଣନ ସଂଖ୍ୟା ହେଲା 0 ରୁ ଗଣିଦେବନି 0 ରୁ ଗଣିଦେଲେ ଭୁଲ ହେଇଯିବ ହେଲା ଗଣନ ସଂଖ୍ୟା କେତେ ଅଛି ଅସଂଖ୍ୟ ଅଛି କେତେରୁ ଆରମ୍ଭ 1 ରୁ ଆରମ୍ଭ ଅସଂଖ୍ୟ ଯାଏଁ ତ ଗଣନ ସଂଖ୍ୟାର ସବୁଠୁ ଆମର ସ୍ମଲେଷ୍ଟ କିଏ ସାନ କିଏ ସ୍ମଲେଷ୍ଟ ହଉଛି 1 ଆଉ ହଉଛି ଲାର୍ଜେଷ୍ଟ ହଉଛି ଇନଫିନିଟି ବା ନାହିଁ ବୁଝିପାରିଲ କିସ କହିଲି ଡିଜିଟ୍ କେତେଟା ଅଛି ଗଣିତରେ ଗଣିତରେ 10ଟି ଡିଜିଟ୍ ଅଛି ଆଉ ହଉଛି ଡିଜିଟ୍ ମାନଙ୍କୁ ନେଇକି ନମ୍ବର ତିଆରି ହୁଏ ହେଲା ତ କିସ କିସ ନମ୍ବର ଦେଖିବା ଆମେ ପଢବା ଫାର୍ଷ୍ଟ ପଢବା ହଉଛି ନ୍ୟାଚୁରାଲ ନମ୍ବର ପଢି ଚାଲିଲେ ହଉଛି କେତେ 1 2 3 4 ଏଗୁଡାକୁ ନ୍ୟାଚୁରାଲ ନମ୍ବର କୁହାଯାଏ ହେଲା ଆଉ ଇନଫିନିଟି ଯାଏଁ ସ୍ମଲେଷ୍ଟ ନ୍ୟାଚୁରାଲ ନମ୍ବର ହଉଛି 1 ଆଉ ଲାର୍ଜେଷ୍ଟ ନ୍ୟାଚୁରାଲ ନମ୍ବର ହଉଛି କିଏ ଇନଫିନିଟି ବା କହିହବନି ତାପରେ ନେକ୍ସଟ ପେଜ ଚାଲ ତାପରେ ହଉଛି ହୋଲ ନମ୍ବର ହୋଲ ନମ୍ବର ମାନେ ହଉଛି ଓଡିଆରେ ସାମଗ୍ରିକ ସଂଖ୍ୟା ବା ହଉଛି ଇଂଲିଶରେ ତାକୁ ଡିନୋଟ କରାଯାଏ ଡବ୍ଲୁ ରେ ବା ଏନ୍ ଷ୍ଟାର ରେ ବି ଡିନୋଟ କରାଯାଏ
হোল নম্বরକୁ କିସ ଇଂଲିଶରେ n ଷ୍ଟାର ବା w ରେ ଡିନୋଟ କରାଯାଏ। ତ ଏଇ ହୋଲ ନମ୍ବର କୋଉଟା କହନା ନ୍ୟାଚୁରାଲ ନମ୍ବର ଆଉ ହୋଲ ନମ୍ବର ଭିତରେ ଖାଲି ଜଷ୍ଟ 19-20 ର ଡିଫରେନ୍ସ ଅଛି। ନ୍ୟାଚୁରାଲ ନମ୍ବର ହଉଛି 1 ରୁ ଷ୍ଟାର୍ଟ, ହୋଲ ନମ୍ବର ହଉଛି 0 ରୁ ଷ୍ଟାର୍ଟ 0 1 2 3 4 ସେମିତି ଆମର କେତେ ଯାଏ ଇନଫିନିଟି ଯାଏ। ବୁଝିପାରିଲ? ତ ଏଇଠି ଯଦି କ୍ୱେଶ୍ଚନ ଆସିଲା ସ୍ମଲେଷ୍ଟ ହୋଲ ନମ୍ବର ହଉଛି 0, ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। ସ୍ମଲେଷ୍ଟ ହୋଲ ନମ୍ବର ହଉଛି କିଏ 0। ଆଉ ହଉଛି ଲାର୍ଜେଷ୍ଟ ହୋଲ ନମ୍ବର କିଏ ଲାର୍ଜେଷ୍ଟ ହୋଲ ନମ୍ବର ହଉଛି ଇନଫିନିଟି ବା ନାହିଁ ହେଲା। ତ ଏଇଟା ଜାଣିଲ ହୋଲ ନମ୍ବର। ତାପରେ ହୋଲ ନମ୍ବର ପରେ ପଢବା ହଉଛି ଇଣ୍ଟିଜର। ଇଣ୍ଟିଜର ଶୁଣିଛ ନା ନାଇଁ? ଇଣ୍ଟିଜର କୁ ଓଡ଼ିଆରେ କୁହାଯାଏ ପୂର୍ଣ୍ଣ ସଂଖ୍ୟା ବା ହଉଛି ତାକୁ ଡିନୋଟ କରାଯାଏ ଆମର ଜେଡ ରେ। ବୁଝିଲା? ଇଣ୍ଟିଜର ହଉଛି କିସ ପୂର୍ଣ୍ଣ ସଂଖ୍ୟା। ପୂର୍ଣ୍ଣ ସଂଖ୍ୟା ଶୁଣିଛ ନା ନାଇଁ? ଧନାତ୍ମକ ପୂର୍ଣ୍ଣ ସଂଖ୍ୟା, ଋଣାତ୍ମକ ପୂର୍ଣ୍ଣ ସଂଖ୍ୟା। ଇଣ୍ଟିଜର ହଉଛି ମଝିରେ 0 ଥାଏ, ଏପଟେ +1 +2 +3 ହେଲା। ଆଉ ଏପଟେ ହଉଛି -1 -2 -3 ଏପଟେ ବି ଅସଂଖ୍ୟ ଯାଏ। ତ ଏମାନଙ୍କୁ କୁହାଯାଏ ହଉଛି ଇଣ୍ଟିଜର। ତ ଏଇ ଇଣ୍ଟିଜର ପୁଣି ଟୁ ଟାଇପ ର ବୁଝିଲା, ମାନେ ଡିଭାଇଡ ହେଇଛି ଟୁ ଟାଇପ। ଇଏ ହଉଛି +1 ରୁ ଏପଟେ ୟାକୁ କୁହାଯାଏ ହଉଛି ପଜିଟିଭ ଇଣ୍ଟିଜର। ଆଉ ହଉଛି -1 ରୁ ହଉଛି ପଛକୁ ତାକୁ କୁହାଯାଏ ହଉଛି ନେଗେଟିଭ ଇଣ୍ଟିଜର। ବୁଝିଲା? ତ ଏଇଠି କ୍ୱେଶ୍ଚନ ପଢବା ପରେ ଜିନିଷ ହଉଛି 0 ହଉଛି ଗୋଟେ ନନ୍ ପଜିଟିଭ ଗୋଟେ ନନ୍ ନେଗେଟିଭ। ବୁଝିଲା? 0 ପଜିଟିଭ ନୁହଁ କି ନେଗେଟିଭ ନୁହଁ ହେଲା। ନନ୍ ପଜିଟିଭ ନନ୍ ନେଗେଟିଭ ଇଣ୍ଟିଜର। ନନ୍ ପଜିଟିଭ ନନ୍ ନେଗେଟିଭ ପରୀକ୍ଷାରେ ପଡେ। 0 is a positive integer or a negative integer। ତାପରେ ହଉଛି ଏମିତି ପଡିଥିବ 0 is a non positive non negative। ତ କୋଉଟା ମାରବ? ମାରବ ନନ୍ ପଜିଟିଭ ନନ୍ ନେଗେଟିଭ। 0 ଗୋଟେ ଇଣ୍ଟିଜର କିନ୍ତୁ ହଉଛି ପଜିଟିଭ ନୁହଁ କି ନେଗେଟିଭ ନୁହଁ। ବୁଝିଲା? ତ ଏଇଠି ଗୋଟେ କ୍ୱେଶ୍ଚନ ଆସେ ଆହୁରି ଗୋଟେ, ଆମର ପଜିଟିଭ ଇଣ୍ଟିଜର ହଉଛି ସବୁଠୁ ବଡ କିଏ ବା ଲାର୍ଜେଷ୍ଟ କିଏ? ବଡ ହଉଛି ନାହିଁ। ଆଉ ହଉଛି ସାନ କିଏ? ସାନ ହଉଛି +1। ଇଏ ହଉଛି ସାନ। ଆମର ପଜିଟିଭ ଇଣ୍ଟିଜର କୋଉଠୁ ଷ୍ଟାର୍ଟ ହେଇଛି +1 ରୁ ହେଲା। ତ ସବୁଠୁ ସାନ କିଏ? +1। ସେଇଟା କିନ୍ତୁ ଉଲ୍ଟି ଯିବ ନେଗେଟିଭ ସ୍ତରରେ ହେଲା। ନେଗେଟିଭ ଇଣ୍ଟିଜର ଭିତରୁ ଆମର ବଡ କିଏ? ଏଇଠୁ ବଡ ବା ଲାର୍ଜେଷ୍ଟ ହଉଛି -1। ଆଉ ହଉଛି ସାନ ହଉଛି ନାହିଁ। ମନେ ରହିବ? ଏଇଟା ହଉଛି କିସ ଆମର ହଉଛି ନେଗେଟିଭ ଇଣ୍ଟିଜର। ତ ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। 0 ଗୋଟେ ନନ୍ ପଜିଟିଭ ନନ୍ ନେଗେଟିଭ, ଆଉ ଗୋଟେ ହଉଛି -1 ହଉଛି ସବୁଠୁ ନେଗେଟିଭ ଇଣ୍ଟିଜର ର ବଡ ହେଲା। ତାପରେ ଦେଖ ନେକ୍ସଟ ପେଜ, ଇଣ୍ଟିଜର ସରିଲା। ତାପରେ ହଉଛି ଇଣ୍ଟିଜର ପରେ ହଉଛି ଆଉ କି ଶୁଣିଛ? ଇଭେନ ନମ୍ବର ଶୁଣିଛ? ଇଭେନ ନମ୍ବର। ଇଭେନ ମାନେ ହଉଛି ଯୁଗ୍ମ। ଯୁଗ୍ମ ବା ଯାହାକୁ ତୁମେ ଯୋଡା କୁହ, ଯୋଡା ହେଲା। ତ ଇଭେନ ନମ୍ବର ବୋଲି ଜାଣିବୁ କେମିତି? ଯଦି ଗୋଟେ ନମ୍ବର ଲାଷ୍ଟ ଡିଜିଟ ଯଦି ହଉଛି କେତେ 0 2 4 6 8 ଥିବ। ବୁଝିଲା? ଲାଷ୍ଟ ଡିଜିଟ ଯଦି ଏଗୁଡା ଥିବ ସେଇଟା ହଉଛି ଇଭେନ ନମ୍ବର। ତ କୁହନା ଏଇଟା ଗୋଟେ ଏକ୍ସାମ୍ପଲ ଦଉଛି, ଏଇଟା ଗୋଟେ ଇଭେନ ହବ ନା ଅଡ ହବ? 7 8 5 3 7 8 5 6 3 4 8 9। ଇଏ ଗୋଟେ 2। ଇଏ ଗୋଟେ ଇଭେନ ହବ ନା ଅଡ ହବ? ଇଏ ଗୋଟେ ଇଭେନ ହବ। କଣ ପାଇଁ? ବିକଜ ୟାର ଲାଷ୍ଟ ଡିଜିଟ ହଉଛି କିସ 2 ଅଛି। ଲାଷ୍ଟ ଡିଜିଟ ଯଦି 2 0 4 8 6 ଥିବ ତେବେ ସେଟା ଇଭେନ ନମ୍ବର। ଜାଣିପାରିଲ ଇଭେନ ନମ୍ବର ହେଲା। ତାପରେ ପଢବା ହଉଛି ଅଡ ନମ୍ବର। ଅଡ ନମ୍ବର ହଉଛି ଅଯୁଗ୍ମ। ଅଡ ର ଓଡିଆ କିସ ଅଯୁଗ୍ମ। ତେବେ ଅଡ ନମ୍ବର ଡେଫିନେସନ ହଉଛି ଲାଷ୍ଟ ଡିଜିଟ କେତେ ଥିବ? ଲାଷ୍ଟ ଡିଜିଟ 1 3 4 5 7 9 ଏଇଗୁଡା ଯଦି ଥିଲେ ହଉଛି ସେଇଟା ଅଡ ନମ୍ବର। ବୁଝିଲା? ତେବେ ଏକ୍ସାମ୍ପଲ ଗୋଟେ ଦଉଛି, ଏଇଟା ଇଭେନ ନା ଅଡ କହିବ ହେଲା। 7 8 4 6 9 2 1 3 1 2 ଏଟା ଗୋଟେ ଇଭେନ ନା ଅଡ ହବ? ତ ଏଠି ବହୁତ ଛୁଆ ଭୁଲ କରିଦେବେ ହେଲା। ଅଡ ଜାଗାରେ ଏକ୍ସାମ୍ପଲ ଲେଖିଛି ମାନେ ସେମାନେ ଆଖି ବନ୍ଦ କରି ଅଡ କହିଦେବେ। ତୁମେ ସେମିତି କହିବନି। ଏକ୍ସାମ୍ପଲ ଲାଷ୍ଟ ଟା ଦେଖିବ। ଲାଷ୍ଟରେ କେତେ ଅଛି? 2 ଅଛି। ଲାଷ୍ଟରେ 2 ଅଛି ମାନେ କିସ ଏଇଟା? ଏଇଟା ହଉଛି ଆମର ଇଭେନ। ବୁଝିହେଲା? ଏଇଟା ହଉଛି ଇଭେନ ଟା ହେଲା। ତ ଜାଣିଲ ଇଭେନ ଅଡ ଜାଣିଲ। ଯୁଗ୍ମ ଯୁଗ୍ମ ଛୋଟ ବେଳୁ ଶିଖି ସାରିଛ, ଏଗୁଡା ହଉଛି ନୂଆ କଥା ନାହିଁ ହେଲା। ତାପରେ ପଢବା ହଉଛି ଆମର ପ୍ରାଇମ ନମ୍ବର। ପ୍ରାଇମ ନମ୍ବର ଏଇଟା ବି ଛୋଟ ବେଳର ପାଠ ଥିଲା, କିନ୍ତୁ ବହୁତ ଛୁଆ ଛୋଟବେଳେ ଶିଖିନ। ବହୁତ ବ୍ରଦର ସିଷ୍ଟର ମାନେ ଆମର ଏଇ ପ୍ରାଇମ ନମ୍ବର ବିଷୟରେ ଛୋଟବେଳେ ଭଲସେ ଜାଣିଛ, ତାଙ୍କର ବେଶୀ କ୍ଲିୟର ନୁହଁ ହେଲା। ତ ଦେଖ ପ୍ରାଇମ ନମ୍ବର କିସ? ପ୍ରାଇମ ନମ୍ବର ଡେଫିନେସନ ଯଦି ମୁଁ କହିବି, ଯୋଉ ନମ୍ବରଟା ହଉଛି କୌଣସି ପଣିକାରେ ନଥାଏ,
କୌଣସି ପଣିକିଆରେ ନଥାଏ ମାନେ ଏକ ପଣିକିଆରେ ଥିବ ଆଉ ହଉଛି କିସ ନିଜର ପଣିକିଆରେ ଥିବ ସେଇଟାକୁ କୁହାଯାଏ ପ୍ରାଇମ୍ ନମ୍ବର ହେଲା। ଦି ନମ୍ବର ଦି ନମ୍ବର which is only divisible by the number which is only divisible by one and itself is called prime number। ବୁଝିଲା is called prime number। ତ ମନେ ରଖ ଡେଫିନେସନ କେବେ ପରୀକ୍ଷାରେ ପଡେନି ହେଲା। ଡେଫିନେସନ କେବେ ପରୀକ୍ଷାରେ ପଡେନି ସେ କହିଥିବ ପ୍ରାଇମ ନମ୍ବର ଏକ୍ସାମ୍ପଲ ଦିଅ। ଏଇ ନମ୍ବରଟା ଗୋଟେ ପ୍ରାଇମ ନା ହଉଛି ଆମର କମ୍ପାଉଣ୍ଡ ହେଲା ଏମିତି ପଡିଥିବ। ତ ପ୍ରାଇମ ନମ୍ବର ଗୁଡାକ ଲେଖବା ଛୋଟରୁ ବଡ ହେଲା। ତ ପ୍ରାଇମ ନମ୍ବର ସବୁଠୁ ସ୍ମଲେଷ୍ଟ ମନେ ରଖ ଏକ ଗୋଟେ ପ୍ରାଇମ ନୁହେଁ କି କମ୍ପାଉଣ୍ଡ ନୁହେଁ କମ୍ପୋଜିଟ ନୁହଁ ହେଲା କମ୍ପାଉଣ୍ଡ କହୁଛି ପ୍ରାଇମ କି କମ୍ପୋଜିଟ ନୁହଁ ବୁଝିଲା। ତ ଚାଲ ଫାର୍ଷ୍ଟ ସ୍ମଲେଷ୍ଟ ପ୍ରାଇମ ନମ୍ବର ହଉଛି 2 3 ଆମର 5 7। ତ ଏଇଠି ପିଲାମାନେ ଅଧିକାଂଶ ସମୟରେ ଭୁଲ କରିଦିଅନ୍ତି 9 କୁ ବି ପ୍ରାଇମ କହିଦିଅନ୍ତି କି ପାଇଁ 9 ପ୍ରାଇମ ନୁହଁ ହେଲା। କି ପାଇଁ ନା ହଉଛି 9 ହଉଛି କେତେକ ପଣିକିଆରେ ଅଛି ଏକ ପଣିକିଆରେ ବି ଅଛି 1 9 9 ତାପରେ ହଉଛି 3 3 9 ଦେଖ ତିନିଟା ପଣିକିଆରେ ହେଇଗଲା ବୁଝିଲା। ମୁଁ କହିଥିଲି ନା ଯିଏ ହଉଛି ନିଜର ପଣିକିଆରେ ଆଉ ହଉଛି ଏକ ପଣିକିଆରେ ଥିବ ତାକୁ ପ୍ରାଇମ ନମ୍ବର କହିବେ। ଯେମିତି 2 2 କେତେକ କେତେକ ପଣିକିଆରେ ଅଛି ଏକ ପଣିକିଆରେ 1 2 2 ଆଉ 2 1 2। 3 ବି ସେମିତି 1 3 3 3 1 3। 5 ବି ସେମିତି 5 1 5 1 5 5। 7 ବି ସେମିତି 1 7 7 7 1 7 ହେଲା କିନ୍ତୁ 9 ହବନି ମନେ ରଖିବ। ତାପରେ ହଉଛି 11 13 ତାପରେ ହଉଛି 15 ହବନି 17 19 ସେମିତି ଡଟ୍ 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 ହେଲା ବହୁତ ଗୁଡା ପ୍ରାଇମ ନମ୍ବର ହବ ବୁଝିହେଲା। ତ ପ୍ରାଇମ ନମ୍ବର ଆମର ମନେ ରଖିବ ଏଇଠୁ ସର୍ଟ କ୍ୱେଶ୍ଚନ ପଡେ 1 ରୁ 100 ଭିତରେ ପ୍ରାଇମ ନମ୍ବର କେତେଟା ଅଛି କୁହନା। 1 ରୁ 100 ଭିତରେ ପ୍ରାଇମ ନମ୍ବର ଅଛି 25 ଟା। 25 prime number present in between 1 to 100। 25 prime number present in between 1 to 100। तो very very important question ନବୋଦୟ ପିଲାଙ୍କ ପାଇଁ ମଧ୍ୟ ହେଲା ଆଉ ଏକଲବ୍ୟ ଏଣ୍ଟ୍ରାନ୍ସ ପିଲାମାନଙ୍କ ପାଇଁ ମଧ୍ୟ ଆଉ ଯେତେ ସବୁ ବେସିକ ଲେଭେଲର ଏକ୍ଜାମ ପାଇଁ ପ୍ରିପେୟାର ହଉଛ ସେମାନଙ୍କ ପାଇଁ ମଧ୍ୟ 25 ପ୍ରାଇମ ନମ୍ବର ପ୍ରେଜେଣ୍ଟ ଇନ୍ ବିଟୱିନ୍ 1 to 100। ତ 1 to 100 ଭିତରେ ଯଦି 25 ହେଲା ତେବେ 1 ରୁ 50 ଭିତରେ କେତେ ହବ 1 ରୁ 50 ଭିତରେ ଆସିଯାଏ ହଉଛି 15 ଟା ଆଉ ହଉଛି 50 ରୁ ହଉଛି 100 ଭିତରେ ଆସିଯାଏ ହଉଛି କେତେଟା ଆମର ହଉଛି 10 ଟା ବୁଝିହେଲା। ମନେ ରଖିବ ହେଲା 15 ରୁ 100 ଭିତରେ ଆସିଯାଏ 10ଟା 1 ରୁ 50 ଭିତରେ ଆସିଯାଏ ହଉଛି କେତେଟା 15 ଟା। ତ ପ୍ରାଇମ ନମ୍ବର ଜାଣିଲ ପ୍ରାଇମ ନମ୍ବର ମାନେ ହଉଛି ଏମିତି ଗୋଟେ ସଂଖ୍ୟା ଯେ କୌଣସି ବି ପଣିକାରେ ନଥାଏ ବୁଝିହେଲା। ଯେମିତି 2 କୌଣସି ପଣିକାରେ ଅଛି କି ନାହିଁ ସେ ଖାଲି ନିଜର ପଣିକାରେ ଅଛି 2 1 2 ଆଉ ହଉଛି 1 2 2 ହେଲା। ତ କୁହ ନା ଏଇଠି କ୍ୱେଶ୍ଚନ ଆସେ ହାଉ ଟୁ ଚେକ୍ ପ୍ରାଇମ ନମ୍ବର ବୁଝିହେଲା। ଏମିତି କହିଦବ ଇଜ ଦିସ୍ ନମ୍ବର ଏ ପ୍ରାଇମ ନମ୍ବର ହେଲା ଇଜ ଦିସ୍ ଏ ପ୍ରାଇମ ନମ୍ବର ଏମିତି କହିଦବ କ୍ୱେଶ୍ଚନ ବୁଝିହେଲା। ଏମିତି ପ୍ରାଇମ ନମ୍ବର ଏମିତି କହିଥିବ ହେଲା ଏମାନଙ୍କର ଭିତରୁ କିଏ ପ୍ରାଇମ ନମ୍ବର କିଏ ପ୍ରାଇମ ନମ୍ବର ନୁହଁ ଚେକ୍ କରିକି ଦେଖାଅ ଏମିତି କ୍ୱେଶ୍ଚନ ଆସେ। ତ ଗୋଟେ ଏକ୍ସାମ୍ପଲ କରିବା ଚାଲ ଭେରି ଭେରି ଇମ୍ପୋର୍ଟାଣ୍ଟ ଏକ୍ସାମ୍ପଲ। ତ ଗୋଟେ ନମ୍ବର ଦେଇଛି 213 ଇଏ ଗୋଟେ ପ୍ରାଇମ ନମ୍ବର ନା ନାହିଁ ହେଲା। ଚେକ୍ ଇଟ୍ ଇଜ ପ୍ରାଇମ ଅର ନଟ୍ check it is check it is prime or not। କେମିତି ଜାଣିବ ଯେ 213 ଗୋଟେ ପ୍ରାଇମ ନା ନୁହଁ ହେଲା। ତ ଦେଖ ପ୍ରୋସେସ ହଉଛି ବହୁତ ଲଙ୍ଗ ହବ କିନ୍ତୁ ହଉଛି ତୁମକୁ ଏମିତି ପ୍ରାକ୍ଟିସ କରତେ ହବ ଯେମିତି ହଉଛି ସେଟାକୁ 2 ସେକେଣ୍ଡରେ ବାହାରିଯିବ ବୁଝିହେଲା 2 ସେକେଣ୍ଡରେ ବାହାରିଯିବ ହେଲା। କିନ୍ତୁ ହଉଛି ପ୍ରୋସେସ ଲଙ୍ଗ ହିଁ ହବ ହେଲା ମାନେ ଲଙ୍ଗ ପ୍ରୋସେସ ହିଁ କରବା ପୁରା ଡିଟେଲ୍ସ ଟିକେ ଟିକେ ଗୋଟେ ଗୋଟେ ଷ୍ଟେପ କରବା ହେଲା। ତ ତୁମର ଏମିତି ପ୍ରାକ୍ଟିସ କରବ ଯେମିତି ହଉଛି ତୁମେ ଶୁଣିଛ ପ୍ରାକ୍ଟିସ ମେଡ୍ ଏ ମ୍ୟାନ ପରଫେକ୍ଟ ମାନେ ହଉଛି ତୁମେ ଯଦି ପ୍ରାକ୍ଟିସ କରବ ହେଲା 5 ମିନିଟର ଗଣିତକୁ ବି ହଉଛି 10 ସେକେଣ୍ଡରେ ସାରିଦବ ବୁଝିହେଲା। ତ ପ୍ରାକ୍ଟିସ କରବ ଏଇଟା ଶିଖେଇ ଦେଲା ପରେ ହେଲା। ତ ଏତେ ସ୍ପିଡ ପ୍ରାକ୍ଟିସ କରବ ଯେମିତି ହଉଛି କ୍ୱେଶ୍ଚନ ଦେଖିକି ହିଁ ଆନ୍ସର ବାହାରିଯିବ ହେଲା। ତ ଦେଖ 213 ଚେକ୍ କର ପ୍ରାଇମ ନମ୍ବର ନା ନାହିଁ ହେଲା। ତ ଦେଖିବ ତୁମେ 213 ପାଖାପାଖି ମାନେ 213 ଠୁ ଜାଷ୍ଟ ଟିକେ ବଡ କିଏ ହଉଛି ପରଫେକ୍ଟ ସ୍କୋୟାର ଅଛି। ପରଫେକ୍ଟ ସ୍କୋୟାର ମାନେ ଦେଖ ତୁମେ ଜାଣିଛ 1 ର ସ୍କୋୟାର କେତେ 1 2 ର ସ୍କୋୟାର କେତେ 4 3 ର ସ୍କୋୟାର କେତେ 9 ସେମିତି ହଉଛି 11 ର ସ୍କୋୟାର କେତେ 121 14 ର ସ୍କୋୟାର ହଉଛି 196 ଆଉ ହଉଛି 15 ର ସ୍କୋୟାର କେତେ 225 ବୁଝିହେଲା। ତ 213 ପାଖାପାଖି ପରଫେକ୍ଟ ସ୍କୋୟାର କିଏ 196 ଆଉ ଗୋଟେ 225 ହେଲା। ଏଗୁଡା ହଉଛି ପରଫେକ୍ଟ ସ୍କୋୟାର 15 ଗୋଟେ 15 ଆଉ ହଉଛି 14 ଭିତରେ ରହୁଛି କିସ 15ର ବର୍ଗ ଆଉ 14ର ବର୍ଗ ଭିତରେ ରହୁଛି 213। ତେବେ ତୁମେ ହଉଛି କିସ ହବ ନା 15 ତଳକୁ ହେଲା ମାନେ 225 କୁ ଦେଖିବ ୟାଠୁ ଉପରେ କିଏ ଅଛି
225 বা 15 15 ତଳକୁ ଯେତିକି ସବୁ ପ୍ରାଇମ୍ ନମ୍ବର ଅଛନ୍ ସେଇ ପ୍ରାଇମ୍ ନମ୍ବର ଦ୍ୱାରା ଏଇ 213 କୁ ଡିଭାଇଡ କରି ଦେଖିବ। ଯଦି ଡିଭାଇଡ ହେଲା ତ ସିଏ ହଉଛି ପ୍ରାଇମ୍ ନମ୍ବର ନୁହଁ, ଆଉ ଯଦି ଡିଭାଇଡ ହେଲାନି ସେ ଗୋଟେ ପ୍ରାଇମ୍ ନମ୍ବର। ଦେଖ 15 ତଳକୁ କିଏ କିଏ ଅଛନ୍ତି? 11 11 ଦ୍ୱାରା ଡିଭାଇଡ କରି ଦେଖିବା। 13 ବି ଅଛି, 13 ଦ୍ୱାରା ଫାଷ୍ଟ ଡିଭାଇଡ କରି ଦେଖିବା। 213 13 ଦ୍ୱାରା ଡିଭାଇଡ କଲେ 13 1 13, ତେବେ କେତେ ହବ? 7 8 ହବନି, 13 ଦ୍ୱାରା ହବନି। ତାପରେ 11 ଦ୍ୱାରା, 11 ଦ୍ୱାରା ହଉଛି କେତେ? 213 11 11 1 11, 11 ଦ୍ୱାରା ବି ହବନି। ତ 11 ଦ୍ୱାରା ନହେଲେ ସିଧା ଚେକିଂ କରିବ କେଠୁ? 9 ଦ୍ୱାରା। 9 ଦ୍ୱାରା ଚେକିଂ କରିବା ପାଇଁ ହରଣ କରତେ ପଡବନି, କିସ କରବ? ଏଡ୍ କରବ ସବୁକୁ। 3 1 4 5 ମାନେ 6 ହଉଛି ମାନେ 9 9 ଦ୍ୱାରା ଡିଭାଇଡ ହବନି, ବୁଝିଲେ? ତାପରେ ହଉଛି 7 ଦ୍ୱାରା। 7 ଦ୍ୱାରା ହଉଛି କେମିତି ଚେକିଂ କରବ? 7 ଦ୍ୱାରା ହଉଛି 213 କିସ କରବ? 3 ଟାକୁ 2 ଗୁଣ କରିଦବ, 3 ଦୁଣେ 6, ଆଉ ହଉଛି 21 ମାଇନସ 6 କରିଦବ। 21 ରୁ 6 ଗଲେ କେତେ ହବ? ଆମର 21 ରୁ 6 ଗଲେ ହଉଛି 15, ବୁଝିହେଲା? ତ 15 ଟା ହଉଛି ଆମର ନାହିଁ 7 କଣିକାରେ, ହେଲା? ତେବେ ହଉଛି 7 ଦ୍ୱାରା ବି ଡିଭିଜିବୁଲ ନୁହଁ। କିନ୍ତୁ ହଉଛି ଦେଖିକି ଜଣା ପଡୁଛି ଇଏ ହଉଛି 3 ଦ୍ୱାରା ଡିଭିଜିବୁଲ। କି ପାଇଁ ନା ହଉଛି 3 1 4 5 6 3 ଦ୍ୱାରା ଡିଭିଜିବୁଲ, ବୁଝିହେଲା? ତ ଇଏ ଗୋଟେ ପ୍ରାଇମ୍ ନମ୍ବର ନୁହଁ। ବୁଝିପାରିଲ? ବୁଝିପାରିଲନି? ଆଉ ଗୋଟେ ଏକ୍ସାମ୍ପଲ ଦବା। ଆଉ ଗୋଟେ ଏକ୍ସାମ୍ପଲ ଦବା। ଆଉ ଗୋଟେ ଏକ୍ସାମ୍ପଲ ହଉଛି check 193 is prime or not, prime or not, ବୁଝିହେଲା? ତ 193 ଗୋଟେ ପ୍ରାଇମ୍ ନମ୍ବର ନା ନାଇଁ, ହେଲା? ଚେକ୍ କରିବା, ବୁଝିହେଲା? ଦେଖ 193 ପାଖାପାଖି ପରଫେକ୍ଟ ସ୍କୋୟାର କେତେ? 196। ତ କହିବ ହଉଛି ସାର୍ ଆପଣଙ୍କର ହଉଛି ଏଇଟା କେମିତି ଜାଣି ପାରୁଛନ୍ତି ଯେ 193 ପାଖାପାଖି ପରଫେକ୍ଟ ସ୍କୋୟାର କିଏ? ତ ଏଇଟା ହଉଛି ପ୍ରାକ୍ଟିସ, ବୁଝିହେଲା? ପ୍ରାକ୍ଟିସ ପ୍ରାକ୍ଟିସ ମେଡ୍ ଏ ମ୍ୟାନ ପରଫେକ୍ଟ। ତୁମେ ଜାଣିଛ ନା ନାଇଁ? 1 ର ବର୍ଗ କେତେ? 1। ଏଇଟା ପୁରା 25 ଯାଏଁ ନିହାତି ମନେ ରଖ, ବୁଝିହେଲା? 25 ଯାଏଁ ଯେମିତି ତଣ୍ଟିରେ ରହିବା ଦରକାର, ହେଲା? 1 ର ବର୍ଗ 1, 2 ର ବର୍ଗ ହଉଛି କେତେ? 4। ସେମିତି ହଉଛି କେତେ? ଆମର ହଉଛି 13 ର ବର୍ଗ ହଉଛି 169, ଆଉ ହଉଛି ଆମର କିସ 14 ର ବର୍ଗ ହଉଛି 196, ହେଲା? ଏଗୁଡା ହଉଛି 25 ଯାଏଁ ମନେ ରଖ, ହେଲା? ଆଗରୁ 25 ରୁ ବେଶୀ ମନେ ରଖିପାରିଲେ ବି ହବ, କିନ୍ତୁ ହଉଛି 25 ଯାଏଁ ହଉଛି ନିହାତି ମନେ ରଖିବା ଦରକାର, ବୁଝିପାରିଲ? ତ ହଉଛି 193 ଗୋଟେ ପ୍ରାଇମ୍ ନା ନାଇଁ ଚେକ୍ କରିବା, ହେଲା? ତ ତୁମେ ଦେଖ ଏଗୁଡା ଖାଲିରେ ଲେଖବନି, ବୁଝିହେଲା? ତୁମେ ଏଇଗୁଡା ସ୍କିପ୍ କରିବ। ତ ଦେଖିଲ 193 ହଉଛି କିସ ଆମର 14 ଠୁ ହଉଛି ସାନ, ହେଲା? ମାନେ 14 ର ବର୍ଗଠୁ ସାନ। ତେବେ ହଉଛି 14 ତଳକୁ ଯେତେ ସବୁ ପ୍ରାଇମ୍ ନମ୍ବର ଅଛି ସେଗୁଡା ଦ୍ୱାରା ଡିଭାଇଡ କରିବା। 2 ଦ୍ୱାରା ତ ହବନି, 3 ଦ୍ୱାରା ଦେଖବା। 3 1 4 9 4 ହଉଛି 13, 3 ଦ୍ୱାରା ବି ହବନି, 5 ଦ୍ୱାରା ବି ହବନି, 6 7 ଦ୍ୱାରା ବି ହବନି। 7 ଦ୍ୱାରା କେମିତି? 7 ଦ୍ୱାରା ହଉଛି ଡିଭିଜିବୁଲ ଫର୍ମୁଲା। 3 କୁ 2 ଗୁଣ କରିଦେଇଥାନ୍ତେ, 3 ଦୁଣେ 6, ତାପରେ ହଉଛି 19 ବିୟୋଗ 6 ମାନେ ହଉଛି କେତେ? 19 ରୁ 6 ଗଲେ ହଉଛି 13, ମାନେ ହଉଛି 7 ଦ୍ୱାରା ହବନି, ହେଲା? ତାପରେ 9 ତ ନାଇଁ, 11 ଦ୍ୱାରା ଦେଖବା। 193, ତାପରେ 11। 11 ଦ୍ୱାରା କେମିତି କରିବା? 3 1 4, 4 ମାଇନସ 9 ମାନେ 11 ଦ୍ୱାରା ବି ହବନି। ତାପରେ ହଉଛି 13 ଦ୍ୱାରା। 13 ଦ୍ୱାରା ଦେଖବା। 13 ଦ୍ୱାରା 13 ହରଣ 193। 13 ହରଣ 193 କଲେ କେତେ ହବ? 13 1 13, 3 ରୁ 9 ରୁ 3 ଗଲେ 3, 3 କୁ 3 ମାନେ 13 ଦ୍ୱାରା ବି ହବନି। ତେବେ ଇଏ ଗୋଟେ ହଉଛି କି ପ୍ରାଇମ୍ ନମ୍ବର, ବୁଝିପାରିଲ? ବୁଝିପାରିଲନି? ଆଉ ଗୋଟେ ଏକ୍ସାମ୍ପଲ କରି ଦେଖବା, ହେଲା? ଆଉ ଗୋଟେ ଏକ୍ସାମ୍ପଲ କରି ଦେଖବା। ଚେକ୍ ଗୋଟେ ବଡ ସଂଖ୍ୟା କହୁଛି, ହେଲା? ବଡ ନାହିଁ, ଛୋଟ ଗୁଡା ପ୍ରାକ୍ଟିସ କର, ହେଲା? ଧୀରେ ଧୀରେ ବଡ ଯିବ। ଚେକ୍ 2 5 1 is prime or not, prime or not, ବୁଝିହେଲା? ଆମର 251 କୁ ଚେକ୍ କରିବା, ଇଏ ଗୋଟେ ପ୍ରାଇମ୍ ନମ୍ବର ନା ପ୍ରାଇମ୍ ନମ୍ବର ନୁହଁ, ବୁଝିହେଲା? ତ ୟାର ପାଖାପାଖି ପରଫେକ୍ଟ ସ୍କୋୟାର କେତେ? ୟାର ପାଖାପାଖି ପରଫେକ୍ଟ ସ୍କୋୟାର ହଉଛି ଆମର 16। 16 ର ସ୍କୋୟାର ହଉଛି 256, ବୁଝିହେଲା? 16 ଠୁ ହଉଛି ଇଏ ସାନ, ହେଲା? 251 ଟା। ତେବେ 16 ତଳକୁ କୋଉ କୋଉ ସଂଖ୍ୟା ଦ୍ୱାରା କୋଉ କୋଉ ପ୍ରାଇମ୍ ନମ୍ବର ଦ୍ୱାରା ଦେଖିବା ବିଭାଜିତ ହଉଛି ନା ନାଇଁ, ହେଲା? ଡିଭିଜିବୁଲ ହଉଛି ନା ନାଇଁ। 16 ତଳକୁ ମାନେ ତୁମେ 13 ଦ୍ୱାରା ଡିଭାଇଡ କରି ଦେଖ। କି ପାଇଁ 13? 14 କଣ ପାଇଁ ନାହିଁ? 14 ଦେଖ, ଇଏ 14 ଦ୍ୱାରା ଡିଭିଜିବୁଲ ହବ ପରି ଲାଗୁଛି କି? ନାଇଁ, ହେଲା? ସିଧା 13 ଦ୍ୱାରା ଡିଭିଜିବୁଲ କରି ଦେଖ। ତ 13 ଦ୍ୱାରା କରିବ କେତେ? 13 1 13, 5 ରୁ 3 ଗଲେ 2, 2 ରୁ 1 ଗଲେ 1 1, ହେଲା? ତାପରେ ହଉଛି କେତେ? 13 ଦ୍ୱାରା ବି ଡିଭିଜିବୁଲ ହବନି, ବୁଝିହେଲା? 13 ଦ୍ୱାରା ବି ଡିଭିଜିବୁଲ ହବନି। ତାପରେ ହଉଛି ଦେଖବା ହଉଛି ଆମର 11 ଦ୍ୱାରା। 11 ଦ୍ୱାରା ହଉଛି ଡିଭିଜିବୁଲ ହବା ପାଇଁ କିସ ଦରକାର? 2 1 4, 2 1 3, 3 ରୁ 5 ଗଲେ ହଉଛି 2 ମାନେ 11 ଦ୍ୱାରା ବି ଡିଭିଜିବୁଲ ନୁହଁ। ତାପରେ 5 1 6 7 ମାନେ 9 ଦ୍ୱାରା ବି ଡିଭିଜିବୁଲ ନୁହଁ। ତାପରେ ହଉଛି 7 ଦ୍ୱାରା ଦେଖବା।
1 କୁ 2 ଗୁଣ କଲେ 2, 25 ରୁ 2 ଗଲେ କେତେ? 23। କେତେବେଳେ 7 ଦ୍ୱାରା ବି ନୁହଁ। 2 5 କେ 6 7 8 ଆମର 6 ଦ୍ୱାରା ବି ନୁହଁ ହେଲା। ତାପରେ ହଉଛି 3 ଦ୍ୱାରା ବି ନୁହଁ ହେଲା। ତ ଆଉ ଡିଭିଜିବୁଲ ନୁହଁ ବୁଝିହେଲା କାହା ଦ୍ୱାରା? ତେବେ ହଉଛି ଇଏ ହଉଛି ଗୋଟେ ପ୍ରାଇମ୍ ନମ୍ବର ବୁଝିପାରିଲ? ଇଏ ହଉଛି ଗୋଟେ ପ୍ରାଇମ୍ ନମ୍ବର। ତ ଜାଣିଲ କେମିତି ପ୍ରାଇମ୍ ନମ୍ବର ଚେକ୍ କରାଯାଏ ହେଲା। ତ ଚାଲ ହେଡିଙ୍ଗ ଦିଅ ଏଇନା କମ୍ପୋଜିଟ୍ ନମ୍ବର। କମ୍ପୋଜିଟ୍ ନମ୍ବର ପ୍ରାଇମ୍ ନମ୍ବର ମାନେ ହଉଛି ମୌଳିକ ସଂଖ୍ୟା ବୁଝିହେଲା ମୌଳିକ ସଂଖ୍ୟା। କମ୍ପୋଜିଟ୍ ନମ୍ବର କିସ କହିଲି ପ୍ରାଇମ୍ ନମ୍ବର ମାନେ ହଉଛି ମୌଳିକ ସଂଖ୍ୟା ପରୀକ୍ଷାରେ ପଡବ ହେଲା। ପ୍ରାଇମ୍ ନମ୍ବର ମାନେ ମୌଳିକ ସଂଖ୍ୟା। ତ ଯେତିକି ପଢଉଛି ସେଇଠୁ ହଉଛି କ୍ୱେଶ୍ଚନ ପାଇଯିବ ଅଧିକାଂଶ କ୍ୱେଶ୍ଚନ ଆମର କମ୍ପିଟିଟିଭ ଏକ୍ସାମ ଗଭର୍ଣ୍ଣମେଣ୍ଟର ଯେତେ ସବୁ ମାନେ ଓଡିଶା ଗଭର୍ଣ୍ଣମେଣ୍ଟର ଯେତେ ସବୁ ଏକ୍ସାମରେ ସବୁ ଏଇ ମେଥଡ ଗୁଡା ହିଁ ପାଇବ ହେଲା। ଖାଲି ଯାହା ତୁମର ହଉଛି ଟାଇମ ପଳେଇବନି କି ପାଇଁ ନା ତୁମର ପ୍ରାକ୍ଟିସ ନାହିଁ ବୁଝିହେଲା। ତ ଏବେଠୁ ପ୍ରାକ୍ଟିସ କର ହେଲା। ନିହାତି ଦିନେ ଗ୍ୟାରେଣ୍ଟି ହଉଛି ସକ୍ସେସ ପାଇବ ହେଲା। ସକ୍ସେସ ପାଇବ ମାନେ ଭଲ ମାର୍କ କରିବ ବୁଝିହେଲା। ସକ୍ସେସ ମାନେ ନୁହେଁ କି ଗୋଟେ ଚାକିରି କରିଦେଲ ସେଇଟା ମାନେ ସକ୍ସେସ ନୁହଁ ବୁଝିହେଲା। ସକ୍ସେସ ମାନେ ସେଇଟା ନୁହଁ ଯେ ଚାକିରି କଲ ମାସକୁ ଲକ୍ଷ ଲକ୍ଷ କମେଇଲ ସେଇଟା ସକ୍ସେସ ନୁହଁ ବୁଝିହେଲା। ଦେୟାର ଇଜ ନୋ ଏଣ୍ଡ ଅଫ ସକ୍ସେସ ହେଲା। ମାନେ ତୁମେ ଯେତେ ସବୁ କାମ କରୁଛ ସକ୍ସେସ ର ଗୋଟେ ସୀମା ନାହିଁ ହେଲା। ସକ୍ସେସ୍ ଗୋଟେ ଜର୍ଣ୍ଣି ସକ୍ସେସ୍ ହଉଛି କିସ ମାନେ ନାଇଁ କି ହଉଛି ସକ୍ସେସ୍ ହଉଛି ଗୋଟେ ଜାଗାରେ ପହଞ୍ଚିକି ରହିଯିବ। ସକ୍ସେସ୍ ଗୋଟେ ଜର୍ଣ୍ଣି ବୁଝିପାରିଲ? ତ ଜାଣିଲ କେମିତି ଆମର ପ୍ରାଇମ୍ ନମ୍ବର ଚେକ୍ କରାଯାଏ। ପ୍ରାଇମ୍ ନମ୍ବରକୁ ଓଡ଼ିଆରେ କୁହାଯାଏ ମୌଳିକ ସଂଖ୍ୟା ମଧ୍ୟ। ତାପରେ ପଢବା ହଉଛି କମ୍ପୋଜିଟ୍ ନମ୍ବର ଯାହାକୁ କୁହାଯାଏ ଯୌଗିକ ସଂଖ୍ୟା। ଯୌଗିକ ସଂଖ୍ୟା କମ୍ପୋଜିଟ୍ ନମ୍ବରକୁ କିସ ଯୌଗିକ ସଂଖ୍ୟା ମଧ୍ୟ କୁହାଯାଏ ବୁଝିପାରିଲ। ତ କମ୍ପୋଜିଟ୍ ନମ୍ବର ହଉଛି ଯୌଗିକ ସଂଖ୍ୟା ହେଲା। ତ କମ୍ପୋଜିଟ୍ ନମ୍ବର କୋଉଗୁଡା? ଆମର ହଉଛି 4 ରୁ ଷ୍ଟାର୍ଟ 4 ତାପରେ ହଉଛି 6 9 ତାପରେ ହଉଛି 8 ମଝିରେ ଗୋଟେ ଥିଲା ଛାଡିଦେଲି। ତାପରେ ହଉଛି 12 ହେଲା 14 ଏମିତି କମ୍ପୋଜିଟ୍ ନମ୍ବର ମାନେ ହଉଛି ଦି ନମ୍ବର which is divisible more than 2 number is called କିସ କୁହାଯାଏ କମ୍ପୋଜିଟ୍ ନମ୍ବର ବୁଝିଲ। ନହେଲେ ୟା ଡେଫିନେସନ ଏମିତି ବି ହବ ଦି ନମ୍ବର which have only more than 2 factor ଦି ନମ୍ବର which have more than 2 factor is called କିସ composite number। ତ ଏଇଗୁଡା ହେଲା। ତ ଏଇଠି ଗୋଟେ କ୍ୱେଶ୍ଚନ ପଡେ ସ୍ମଲେଷ୍ଟ କମ୍ପୋଜିଟ୍ ନମ୍ବର। ସ୍ମଲେଷ୍ଟ କମ୍ପୋଜିଟ୍ ନମ୍ବର କିଏ 4। ସେମିତି ଏଇ ପ୍ରାଇମ୍ ନମ୍ବରରେ ଗୋଟେ କ୍ୱେଶ୍ଚନ ପଡୁଥାଏ ହେଲା। ଆମର ସ୍ମଲେଷ୍ଟ ଇଭେନ ପ୍ରାଇମ୍ ନମ୍ବର ହେଲା। ଇଭେନ ପ୍ରାଇମ୍ ନମ୍ବର କିଏ? ଦୁଇ ଗୋଟେ ଏମିତି ମାତ୍ର ହଉଛି ଇଭେନ ପ୍ରାଇମ୍ ନମ୍ବର ମାନେ ହଉଛି ସେ ଯୁଗ୍ମ ବି ହେଲା ଇଭେନ ବି ଆଉ ଗୋଟେ ହଉଛି ପ୍ରାଇମ୍ ନମ୍ବର ବି ବୁଝିହେଲା। ଦୁଇ ଅନଲି ଗୋଟେ ପ୍ରାଇମ୍ ନମ୍ବର ଯିଏକି ହଉଛି ଇଭେନ ବୁଝିପାରିଲ। ତ ସ୍ମଲେଷ୍ଟ ପ୍ରାଇମ୍ ନମ୍ବର ହଉଛି କିଏ 2 ଆଉ ସ୍ମଲେଷ୍ଟ ଇଭେନ ପ୍ରାଇମ୍ ନମ୍ବର ବି କିଏ 2 ଆଉ ସ୍ମଲେଷ୍ଟ ହଉଛି ଅଡ୍ ପ୍ରାଇମ୍ ନମ୍ବର କିଏ 3 ବୁଝିହେଲା। ସ୍ମଲେଷ୍ଟ ଅଡ୍ ପ୍ରାଇମ୍ ନମ୍ବର ହଉଛି 3 ଆଉ ସେମିତି ହଉଛି ସ୍ମଲେଷ୍ଟ କମ୍ପୋଜିଟ୍ ନମ୍ବର କିଏ 4 ହେଲା ମନେ ରହିବ। ତ ଏଇଟା ହଉଛି କମ୍ପୋଜିଟ୍ ନମ୍ବର। ତ ତୁମେ ଚିହ୍ନେଇ ପାରିବ ନା ନାଇଁ କମ୍ପୋଜିଟ୍ ନମ୍ବର କେଉଁଟା? ତୁମେ ଫାଷ୍ଟ ଚେକ୍ କରିଦବ ଏଇଟା ହଉଛି ଆମର ପ୍ରାଇମ୍ ନା ନୁହଁ ହେଲା। ପ୍ରାଇମ୍ ତ ଶିଖିଛ ପ୍ରାଇମ୍ କେମିତି ଚେକ୍ କରାଯାଏ। ଯଦି ନମ୍ବରଟି ପ୍ରାଇମ୍ ନ ହେଲା ତେବେ ହଉଛି ସେଇଟା ଅଟୋମେଟିକ କମ୍ପୋଜିଟ୍ ନମ୍ବର ହେଇଯିବ ବୁଝିପାରିଲ। ତାପରେ ହଉଛି ନେକ୍ସଟ ଦେଖା ହଉଛି ଇଭେନ ନମ୍ବର ପଢିଲେ ପ୍ରାଇମ୍ ନମ୍ବର ପଢିଲେ ହଉଛି କମ୍ପୋଜିଟ୍ ପଢିଲେ ଆଉ ଏଇନା ପଢବା ହଉଛି ଟୁଇନ୍ ପ୍ରାଇମ୍। ଟୁଇନ୍ ପ୍ରାଇମ୍ ହେଲା। ଟୁଇନ୍ ପ୍ରାଇମ୍ ଓଡିଆରେ ହଉଛି ଯମଜ ମୌଳିକ ହେଲା। ନବୋଦୟ ପରୀକ୍ଷାରେ ବହୁତ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ପଡେ ଯମଜ ମୌଳିକ ହେଲା। ତ କୋଉ ସଂଖ୍ୟାକୁ ଯମଜ ମୌଳିକ ବା ଟୁଇନ୍ ପ୍ରାଇମ୍ କୁହାଯାଏ କହନା? ଟୁଇନ୍ ଟୁଇନ୍ ମାନେ ହଉଛି ଯାଆଁଳା ବୁଝିହେଲା। ଟୁଇନ୍ ମାନେ ହଉଛି ଯାଆଁଳା ହେଲା। ଯାଆଁଳା ମାନେ କହିବ କି ତିନିଟା ଜାଆଁଳା ମାନେ କେବେ ବି କହିବନି ଯେ 3 ବୋଲି ହେଲା। ଏଟାକୁ ଏମିତି ମନେ ରଖ ଜାଆଁଳା ମାନେ କେତେଟାରେ ଜାଆଁଳା ମାନେ ଦୁଇଟା ବୁଝିହେଲା। ଜାଆଁଳା ଛୁଆ ମାନେ ଦୁଇଟା ଛୁଆ ହେଇଛି ବୁଝିହେଲା। ତେବେ ହଉଛି ଟୁଇନ୍ ପ୍ରାଇମ୍ ମାନେ ହଉଛି କିସ କହନା ଯୋଉ ଦୁଇଟା ପ୍ରାଇମ୍ ନମ୍ବରର ଡିଫରେନ୍ସ କଲେ 2 ଆସୁଥିବ ହେଲା ସେମାନଙ୍କୁ କୁହାଯାଏ ଟୁଇନ୍ ପ୍ରାଇମ୍ ହେଲା। ଦି ଟୁ ପ୍ରାଇମ୍ ନମ୍ବର which difference are 2 which difference are 2 is called twin prime is called twin prime ହେଲା ଜାଣିଲ। ତ କିସ କହିଲି ଦି ଟୁ ପ୍ରାଇମ୍ ନମ୍ବର which difference are 2 sorry the two prime number which difference is ହେଲା 2 is called twin prime number ହେଲା। ଏମାନଙ୍କୁ କୁହାଯାଏ twin prime number। ତ twin prime number ହଉଛି example ଦେଇଦବା। example ହଉଛି ଯେମିତି 2 5 ଏମାନେ twin prime ହେବେ ନା ନାଇଁ? ଏମାନଙ୍କୁ ଏମାନେ ହେବେନି କି ପାଇଁ ନା ଏମାନଙ୍କର difference ହଉଛି 2 ହଉଛି କି ନାଇଁ। 3 4 ହେବେ 3 4 twin prime ହେବେ 3 4 ନାଇଁ 3 5 twin prime ହେବେ କି ପାଇଁ ନା ଏମାନଙ୍କର difference ଟା କେତେ
ଆମର 2 ହଉଛି 5 ରୁ 3 ଗଲେ 2 ହେଲା, ଏମାନଙ୍କୁ କୁହାଯାଏ ଟୁଇନ୍ ପ୍ରାଇମ୍ ବା ଯମ ଯମୁଳି। ସେମିତି ହଉଛି 11 ଆଉ 13 ହେବେ ଟୁଇନ୍ ପ୍ରାଇମ୍ ହେବେ ନା ନାଇଁ? ଏମାନଙ୍କର ଡିଫରେନ୍ସ ବି 2, ଏମାନେ ବି ଟୁଇନ୍ ପ୍ରାଇମ୍ ହେବେ। କିନ୍ତୁ ଏଠି 7 ଆଉ 11 ମାନେ ଟୁଇନ୍ ପ୍ରାଇମ୍ ହେବେ କି? ନୁହଁ। ବୁଝିହେଲା, ଏମାନେ ଟୁଇନ୍ ପ୍ରାଇମ୍ ହେବେନି। କି ପାଇଁ ନା ଏମାନଙ୍କର ଡିଫରେନ୍ସ 2 ହଉନି। ବୁଝିପାରିଲ? ହେଲା, ଟୁଇନ୍ ପ୍ରାଇମ୍। ତ 4ଟା ଅପସନ୍ ଦିଆହେଇଥିବ, ହୁଇଚ୍ ଆର୍ ଟୁଇନ୍ ପ୍ରାଇମ୍ ନମ୍ବର। ବୁଝିହେଲା? ତ ଦେଖିବ ଯୋଉମାନଙ୍କର ବିୟୋଗଫଳଟା 2 ହଉଛି ସେମାନଙ୍କୁ କହିବ ହଉଛି ଟୁଇନ୍ ପ୍ରାଇମ୍ ନମ୍ବର। ହେଲା। ତାପରେ ଦେଖିବା ଟୁଇନ୍ ପ୍ରାଇମ୍ ନମ୍ବର ପରେ ହଉଛି କୋ-ପ୍ରାଇମ୍ ନମ୍ବର। କୋ-ପ୍ରାଇମ୍ ହେଲା। तो को-प्राइम होची कि सब ना ଦି ନମ୍ବର which HCF is ହେଲା HCF କେତେ ହଉଥିବା ତ ଦୁଇଟି ନମ୍ବର ଯଦି HCF 1 ହଉଛି ତେବେ ସେମାନଙ୍କୁ କୁହାଯାଏ କୋ-ପ୍ରାଇମ୍ ନମ୍ବର। ଡେଫିନେସନ ମନେ ରଖନି, ବୁଝିଲା? ଦି ଟୁ ନମ୍ବର which HCF is 1 is called co-prime number ହେଲା। ଡେଫିନେସନ ଇମ୍ପୋର୍ଟାଣ୍ଟ ନୁହଁ, ତୁମର ଇମ୍ପୋର୍ଟାଣ୍ଟ ହଉଛି କି ଆନ୍ସର ଆଉ ହଉଛି ତୁମର ପ୍ରୋସେସ ହେଲା, କି ପ୍ରୋସେସ କରୁଛ ମାନେ କୋଉ କେତେ ସର୍ଟକଟ କରିପାରିଲ ହେଲା। ତୁମେ ଆମର କମ୍ପିଟିଟିଭ ଏକ୍ସାମ ରେ ଗୋଟେ ଗଣିତକୁ ଗୋଟେ ମ୍ୟାଥ କୁ ଯେତେ ସର୍ଟକଟ କରିପାରିଲ ସେତେ ଭଲ ତୁମର ପାଇଁ, ବୁଝିହେଲା? ସେତେ ଟାଇମ ବଞ୍ଚିବ ହେଲା। ତ ସବୁଠୁ କୋ-ପ୍ରାଇମ୍ ନମ୍ବର କାହାକୁ କୁହାଯାଏ? କୋ-ପ୍ରାଇମ୍ ନମ୍ବର ହଉଛି ଯୋଉ ନମ୍ବରର HCF ଟା 1। HCF ମାନେ କିସ? ମୁଣ୍ଡ ଘୁରେଇଗଲା। HCF ମାନେ ହଉଛି ଲସାଗୁ ନୁହଁ ଗସାଗୁ, ବୁଝିହେଲା? HCF ମାନେ କିସ? ଗସାଗୁ, ହାଇଏଷ୍ଟ କମନ ଫ୍ୟାକ୍ଟର ହେଲା। ମାନେ ଗସାଗୁ, ଗସାଗୁ 1 ହଉଥିବ ଯଦି ଦୁଇଟା ସଂଖ୍ୟାରୁ ସେମାନଙ୍କୁ କୁହାଯିବ କିସ? ଆମର କୋ-ପ୍ରାଇମ୍ ନମ୍ବର ହେଲା। ଯେମିତି ଏକ୍ସାମ୍ପଲ 5 ଆଉ 7 ର ଗସାଗୁ କେତେରେ? 5 ଆଉ 7 ର ଆମର 5 ଆଉ 7 ର ଗସାଗୁ ହଉଛି 1, ଗସାଗୁ 1 ହେଲା। ତ ଏମାନଙ୍କୁ କୁହାଯିବ ହଉଛି କି କୋ-ପ୍ରାଇମ୍ ନମ୍ବର। ବୁଝିପାରିଲ? ଏମାନଙ୍କୁ କୁହାଯିବ ହଉଛି କୋ-ପ୍ରାଇମ୍ ନମ୍ବର ହେଲା। ସେମିତି 15 ଆଉ 16 ର 15 ଆଉ 16 ର ଗସାଗୁ କେତେ? 1 ହେଲା। ତେବେ ହଉଛି 1 15 15 1 16 16। ତେବେ 15 ଆଉ 16 କୁ ବି କୁହାଯିବ କି କୋ-ପ୍ରାଇମ୍ ନମ୍ବର ହେଲା। କୋ-ପ୍ରାଇମ୍ ନମ୍ବର ଜାଣିଲ? କୋ-ପ୍ରାଇମ୍ ନମ୍ବର ହଉଛି ଦି ଟୁ ନମ୍ବର which HCF is 1 is called co-prime number। HCF ମାନେ ହେଉଛି ହାଇଏଷ୍ଟ କମନ ଫ୍ୟାକ୍ଟର ହେଲା। ଆଉ LCM HCF ଜାଣିଛ? LCM ଶୁଣିଛ ନା ନାଇଁ? LCM ମାନେ ହଉଛି ଲସାଗୁ, ଲିଷ୍ଟ କମନ ମଲ୍ଟିପୁଲ, ବୁଝିହେଲା? ଲସାଗୁ ଗସାଗୁ ଯଦି ବାହାର କଥା ଶିଖିନ ନେକ୍ସଟ କ୍ଲାସ ରେ ଶିଖିବା। ତାପରେ ହଉଛି କୋ-ପ୍ରାଇମ୍ ଜାଣିଲ ହେଲା। କୋ-ପ୍ରାଇମ୍ ପଢି ସାରିଲେ ଏଇନା ପଢବା ହଉଛି ରେସନାଲ ନମ୍ବର। ରେସନାଲ ନମ୍ବର ହେଲା। ରେସନାଲ ନମ୍ବର ପଢବା ପୂର୍ବରୁ ଆଉ ଗୋଟେ ପଢିଦବା ଡେସିମାଲ ନମ୍ବର। ଡେସିମାଲ ମାନେ ହଉଛି ଦଶମିକ ସଂଖ୍ୟା। ଡେସିମାଲ, ଡେସିମାଲ ନମ୍ବର। ଡେସିମାଲ ଶୁଣିଛ ନା ନାଇଁ? ଏଥର ଯେ ଗୋଟେ ବିଷୟ ଆସିଛି ନୂଆ ବହିରେ ହେଲା, ସଂଖ୍ୟା ମଝିରେ ବିନ୍ଦୁର କମାଲ ହେଲା। ସେଟାକୁ ସିଧା ବି ଲେଖି ପାରିଥାନ୍ତା ହଉଛି କି ସବୁ ନା ଦଶମିକ ସଂଖ୍ୟା। ସେଇଟା ଲେଖିନି ବହିରେ, ସେ ଲେଖିଦେଇଛି ସଂଖ୍ୟା ମଝିରେ ବିନ୍ଦୁର କମାଲ, ସଂଖ୍ୟାର ଖେଳ, ଏମିତି ବହୁତ କିଛି ଉଲ୍ଟା ପାଲ୍ଟା ଲେଖିଦେଇଛି, ବୁଝିପାରିଲ? ଯାହା ଦ୍ଵାରା ହଉଛି ସଂଖ୍ୟା ମଝିରେ ବିନ୍ଦୁର କମାଲ ହଉଛି ଫାଷ୍ଟ ଜଣେ ଖୋଜୁଥିବ ଗୋଟେ ବହିରେ ଦଶମିକ ହେଲା, ସେ ଖୋଜି ଖୋଜି ପାଉନଥିବ ଯେ ଦଶମିକ ଚାପ୍ଟର କୋଉଠି ହେଲା। ତ ଦେଖିଲା ବେଳକୁ ସଂଖ୍ୟା ମଝିରେ ବିନ୍ଦୁର କମାଲ ହିଁ ସେଇ ଦଶମିକ ଚାପ୍ଟର ବା ଡେସିମାଲ ଚାପ୍ଟର ହେଲା। ତ ଦେଖ ଡେସିମାଲ ନମ୍ବର ବିଷୟରେ ପଢବା। ତ ଡେସିମାଲ ନମ୍ବର କୋଉଗୁଡା? ଡେସିମାଲ ହଉଛି ଓଡିଆରେ ହଉଛି ଦଶମିକ ସଂଖ୍ୟା। ଡେସିମାଲ ନମ୍ବର ପାଇଁ ହଉଛି ଗୋଟେ ବିନ୍ଦୁ ଚିହ୍ନ ଦିଆହେଇଥାଏ। ଦଶମିକ ସଂଖ୍ୟା। ତ ଦେଖ ଗୋଟେ ଡେସିମାଲ ନମ୍ବର ଏକ୍ସାମ୍ପଲ ଦଉଛି 3.41 ହେଲା। ତ ତୁମେ କହିଦବନି 3.41 ପଢି ନବନି, ଭୁଲ ହେଇଯିବ। 3.41 ହେଲା। ଏଇ ଡେସିମାଲ ର ମାନେ ଦଶମିକ ଚିହ୍ନର ଆମର ଲେଫ୍ଟ ସାଇଡ ରେ ଯେତେ ଗୁଡା ରହେ ସେଗୁଡାକୁ ମାନେ ଏଚ୍ ପଢାଯାଏ, ମାନେ ଯେମିତି ନମ୍ବର ହେଲା ସେମିତି ପଢାଯାଏ। ଆଉ ହଉଛି ରାଇଟ ସାଇଡ ରେ ଗୋଟେ ଗୋଟେ ଡିଜିଟ ପଢାଯାଏ, ଯେମିତି ହଉଛି 3.41, ସେମିତି ହଉଛି 42.36 ହେଲା। ଏଗୁଡାକୁ କୁହାଯାଉଛି ଡେସିମାଲ ନମ୍ବର, ବୁଝିହେଲା? ତ ଡେସିମାଲ ନମ୍ବର ବି ଟୁ ଟାଇପ୍ସ ର ହେଲା। ଡେସିମାଲ ନମ୍ବର ବି କେତେ? ଟୁ ଟାଇପ୍ସ ର। ଗୋଟେ ହଉଛି ଟର୍ମିନେଟିଂ, ଟର୍ମିନେଟିଂ, ଆଉ ଗୋଟେ ହଉଛି କିସ ନନ୍ ଟର୍ମିନେଟିଂ, ନନ୍ ଟର୍ମିନେଟିଂ। ତା ମାନେ କିସ? ଟର୍ମିନେଟିଂ ମାନେ ହଉଛି ଏମିତି ଗୋଟେ ଡେସିମାଲ ମାନେ ହଉଛି ସରନ୍ତି ଦଶମିକ ହେଲା। ଟର୍ମିନେଟିଂ ମାନେ ହଉଛି ସରନ୍ତି ଦଶମିକ। ଆଉ ନନ୍ ଟର୍ମିନେଟିଂ ମାନେ ଅସରନ୍ତି ଦଶମିକ। ତୁମେ ଦେଖିଛ ନା ନାଇଁ ଗୋଟେ ଗୋଟେ ଦଶମିକରେ ଏମିତି ଥିବ 3.1 ହେଲା। ଆଉ ଗୋଟେ ଗୋଟେରେ ଥିବ 3.11 through 3 4 5 ସେମିତି ବଢି ବଢି ଯାଇଥିବ ହେଲା। ତ ଯୋଉଟା ହଉଛି ଆମର ସରିଥିବ ସେଇଟାକୁ କୁହାଯିବ ଟର୍ମିନେଟିଂ, ଆଉ ଯୋଉଟା ସରି ନଥିବ ସେଇଟାକୁ କୁହାଯିବ ନନ୍ ଟର୍ମିନେଟିଂ। ତ ନନ୍ ଟର୍ମିନେଟିଂ ବି ଦୁଇ ପ୍ରକାର, ଗୋଟେ ବୁଝିହେଲା? ଗୋଟେ ହଉଛି ରିପିଟିଂ ଆଉ ଗୋଟେ ହଉଛି ନନ୍ ରିପିଟିଂ। REPEAT ରିପିଟିଂ ହେଲା, ଆଉ ଗୋଟେ ହଉଛି ନନ୍ ରିପିଟିଂ। ଆଉ ରିପିଟିଂ କୁ କୁହାଯାଏ ରିକରିଂ, ଆଉ ଗୋଟେ ହଉଛି ନନ୍ ରିକରିଂ ବି କୁହାଯାଏ, ନନ୍ ରିପିଟିଂ ହେଲା।
ତ ନନ୍ ରିପିଟିଂ। ତେବେ ରିପିଟିଂ ହଉଛି କୋଉଟା, ଯୋଉଗୁଡା ହଉଛି 3.1414 3.141111 ଏଇଟା ହଉଛି କିସ ରିପିଟିଂ। ସେମିତି ନନ୍ ରିପିଟିଂ ମାନେ ହଉଛି 3.1234 6 1 3 4 5 ସେମିତି ହେଲା, ମାନେ ନନ୍ ରିପିଟିଂ ବୁଝିହେଲା, ମାନେ ହଉଛି ତାର ବଢି ବଢି ଚାଲିଥିବ ହେଲା, ସେଗୁଡା କୁହାଯାଉଛି ନନ୍ ରିପିଟିଂ ହେଲା ବା ନନ୍ ରିକ୍ୱାରିଂ। ଜାଣିଲ ଡେସିମାଲ ନମ୍ବର କାହାକୁ କୁହାଯାଏ? ଡେସିମାଲ ନମ୍ବର ହଉଛି ଯୋଉ ନମ୍ବର ଗୁଡା ହଉଛି କିସ ଆମର ମଝିରେ ହଉଛି ପଏଣ୍ଟ ଚିହ୍ନ ଥାଏ ହେଲା, ପଏଣ୍ଟ ଚିହ୍ନ ବେଳେ ବେଳେ କନଫ୍ୟୁଜ ହେଇଯାନ୍ତି। ଇଣ୍ଟୁ ଚିହ୍ନକୁ ବି ଦଶମିକ ଚିହ୍ନ କରି ଦିଆଯାଏ। ବେଳେ ବେଳେ ଏଇଟାକୁ 3 into 1 ଦିଆଯାଇଛି ହେଲା, ମାନେ 3.1 ଭାବୁଛୁ, ୟା ମାନେ ହଉଛି 3 into 1 ହେଇଯିବ ବୁଝିଲା। ବେଳେ ବେଳେ ଏମିତି ବି ଲେଖା ହେଇଥାଏ ଇଣ୍ଟୁ କୁ ହେଲା, ଇଣ୍ଟୁ କୁ ଏମିତି ବି ଲେଖା ହୁଏ, ଏମିତି ବି ଲେଖା ହୁଏ, ବନ୍ଦ ବ୍ରାକେଟ ରେ ବି ଲେଖା ହୁଏ। ଜାଣିଲ ଡେସିମାଲ ନମ୍ବର ଜାଣିଲ। ତାପରେ ପଢବା ହଉଛି ଡେସିମାଲ ନମ୍ବର ପରେ ହଉଛି ଆମେ ରେସନାଲ ନମ୍ବର। ରେସନାଲ ନମ୍ବର, ରେସନାଲ ନମ୍ବର କୁ ଆର୍ ଭାବରେ ଡିନୋଟ କରାଯାଏ, ଆର୍ ରେ ଡିନୋଟ କରାଯାଏ। ରେସନାଲ ନମ୍ବର କୁ ଡିନୋଟ କରାଯାଏ କିସରେ? ଆର୍ ରେ। ତ ରେସନାଲ ନମ୍ବର କୋଉଗୁଡା କହନା, ଦି ନମ୍ବର which can be converted into p by q form is called rational number ହେଲା। ଦି ନମ୍ବର which can be converted into, which can be written ହେଲା, which can be written in p by q format is called is a rational number। ଯୋଉ ନମ୍ବର ଗୁଡାକୁ p by q ଫର୍ମାଟ ରେ ଲେଖିବେ ସେମାନଙ୍କୁ କୁହାଯାଏ ରେସନାଲ ନମ୍ବର। ଯେମିତି ହଉଛି 2/3, ଏ ଗୋଟେ ରେସନାଲ ହବ ନା ନାଇଁ? ହବ ହେଲା। ତାପରେ ହଉଛି 3/4, ଇଏ ଗୋଟେ ରେସନାଲ ହବ ନା ନାଇଁ? ହବ ହେଲା। ଯୋଉମାନଙ୍କୁ 3 ବାଇ ମାନେ p by q ଫର୍ମାଟ ରେ ଲେଖି ହବନି ସେମାନଙ୍କୁ କୁହାଯିବ ହଉଛି ଇରେସନାଲ ନମ୍ବର। ବୁଝିପାରିଲ? ତ ଯେତେ ସବୁ ହେଲା ମନେ ରଖିବ, ରେସନାଲ ନମ୍ବର ତଳେ କେବେ ଜିରୋ ହୁଏନି ବୁଝିଲା। ଇଏ ଗୋଟେ ରେସନାଲ ନମ୍ବର ହବନି, 3/0 ଗୋଟେ ରେସନାଲ ନମ୍ବର ହବନି ବୁଝିପାରିଲ। 3/0 ଗୋଟେ ରେସନାଲ ନମ୍ବର ହବନି ହେଲା। ତଳେ ଯେମିତି ଜିରୋ ନ ରହେ, q ଡାଜ ନଟ୍ ଇକ୍ୱାଲ ଟୁ ଜିରୋ ବୁଝିଲା, ଇଏ ଗୋଟେ ରେସନାଲ ନମ୍ବର ହବନି ହେଲା। ଜାଣିଲ ଆମର କିସ ରେସନାଲ ନମ୍ବର ହଉଛି ଯୋଉ ନମ୍ବର କୁ p by q ଫର୍ମାଟ ରେ ଲେଖି ହବ ସେମାନଙ୍କୁ କୁହାଯାଉଛି ରେସନାଲ ନମ୍ବର। କିନ୍ତୁ ଏଠି ତଳେ ଯଦି ଜିରୋ ହେଇଗଲା ସେ ଗୋଟେ ରେସନାଲ ନମ୍ବର ନୁହଁ ହେଲା। ତ ଡେଫିନେସନ ଜାଣିଲ। ତ ଯେତେ ସବୁ ଦେଖୁଛ ଆମର ଇଣ୍ଟିଜର କି ହଉଛି ଆମର କିସ ନ୍ୟାଚୁରାଲ ନମ୍ବର, ହୋଲ ନମ୍ବର, ଡେସିମାଲ ନମ୍ବର ହେଲା, ଏଗୁଡା ଇଭେନ ନମ୍ବର, ଅଡ ନମ୍ବର, ପ୍ରାଇମ ନମ୍ବର, କମ୍ପୋଜିଟ ନମ୍ବର, ଏଗୁଡା ସବୁ ଗୋଟେ ଗୋଟେ ରେସନାଲ ନମ୍ବର ବୁଝିପାରିଲ। କିନ୍ତୁ ଇରେସନାଲ ନମ୍ବର କୋଉଗୁଡା କହନା, ଇରେସନାଲ ନମ୍ବର ହଉଛି ନେକ୍ସଟ ପେଜ ଚାଲ। ଇରେସନାଲ ନମ୍ବର, ଇରେସନାଲ ନମ୍ବର ହଉଛି ଯୋଉ ନମ୍ବର which cannot be written in p by q format ହେଲା, cannot written, cannot written in p by q format is called irrational number ବୁଝିପାରିଲ। ଯେମିତି ଗୋଟେ ଦଶମିକ ସଂଖ୍ୟା କହୁଛି 3.141362 ଡଟ 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 ଏମିତି ବଢି ବଢି ଚାଲିଛି ହେଲା, ମାନେ ସିରିଆଲି ବଢି ପାରୁନି। ତେବେ ୟାକୁ ହଉଛି ତୁମେ ଦଶମିକରେ ଲେଖିପାରିବ କି? ମାନେ ଦଶମିକ ହଉଛି ପି ବାଇ କ୍ୟୁ ଫର୍ମାଟରେ ଲେଖିପାରିବ କି? ୟାକୁ ଭଗ୍ନାଂଶରେ ପ୍ରକାଶ କରିପାରିବ କି? ନାଇଁ। ତେଣୁ ଇଏ ଗୋଟେ ଇରେସନାଲ ନମ୍ବର ବୁଝିହେଲା। ତେବେ ହଉଛି ୟାକୁ ଦେଖବା, ଇଏ ଗୋଟେ ରେସନାଲ ନା ଇରେସନାଲ ହେଲା। 3.14 ଇଏ ଗୋଟେ ରେସନାଲ ନା ଇରେସନାଲ? ୟାକୁ ହଉଛି ତୁମେ କନଭର୍ଟ କରତେ ଚାହିଁବ ପି ବାଇ କ୍ୟୁ ଫର୍ମାଟରେ ବା ଫ୍ରାକ୍ସନ ଫର୍ମାଟରେ କନଭର୍ଟ କରତେ ଚାହିଁବ, ତ ହଉଛି ନା ନାଇଁ ଦେଖିବ। ୟାକୁ କନଭର୍ଟ କଲେ କେମିତି ହବ? 314 ଲେଖିଦେଲ, 314 ହେଲା, ବିଭକ୍ତ କେତେ ଦଶମିକ ପରେ ଦୁଇଟା ସଂଖ୍ୟା ମାନେ ଏକ ପରେ ଦୁଇଟା ଶୂନ ବୁଝିହେଲା। ତ ଇଏ ହଉଛି କି ସବୁ, ଇଏ ହଉଛି ଆମର ଦଶମିକ ରୁ ଭଗ୍ନାଂଶରେ କନଭର୍ଟ ହେଇପାରୁଛି, ଇଏ ହଉଛି ରେସନାଲ ନମ୍ବର। ସେମିତି ହଉଛି 7.314 ହେଲା, 314 ୟାକୁ ବି କନଭର୍ଟ କରିହବ ନା ନାଇଁ? ୟାକୁ ବି କନଭର୍ଟ କରିହବ ମନେ ରଖିବ। ଏଇ ଆମର ଡେସିମାଲ କୁ ବି ହେଲା, ଏଇ ଦଶମିକ ଏଇଟା ହଉଛି ରିପିଟିଂ ଡେସିମାଲ ବୁଝିହେଲା। ୟାକୁ ବି ହଉଛି କି ପି ବାଇ କ୍ୟୁ ଫର୍ମାଟ ରେ ଲେଖି ହବ। ତେଣୁ ଇଏ ହଉଛି କି ରେସନାଲ ନମ୍ବର ହେଲା, ଇଏ ହଉଛି ରେସନାଲ ନମ୍ବର ବୁଝିପାରିଲ। କିନ୍ତୁ ଯାହାକୁ ହଉଛି ଆମର କିସ ପି ବାଇ କ୍ୟୁ ଫର୍ମାଟ ରେ ଲେଖି ହବନି ସେ ହଉଛି ଇରେସନାଲ ନମ୍ବର। ତ ଇରେସନାଲ ନମ୍ବର ଏକ୍ସାମ୍ପଲ ଭେରି ଭେରି ଇମ୍ପୋର୍ଟାଣ୍ଟ, ପାଇ ଗୋଟେ ଇରେସନାଲ ନମ୍ବର। ଆଉ ହଉଛି କିସ ପାଇ ଆକ୍ଚୁଆଲି ରେସନାଲ ବି ହେଇପାରିବ କି? ପାଇର ଭ୍ୟାଲୁ ଗୋଟେ 22/7, ଆଉ ଗୋଟେ ହଉଛି କେତେ 3.141 ହେଲା। ଯଦି ଏଇ ଭ୍ୟାଲୁଟା ନେବା ସେ ହଉଛି କିସ ହେଇଯିବ ରେସନାଲ, ଆଉ ଯଦି ଏଇ ଭ୍ୟାଲୁଟା ନେବା ହଉଛି ସିଏ ହେଇଯିବ ଇରେସନାଲ ହେଇଯିବ ବୁଝିହେଲା। ଆଉ ହଉଛି ଇ ବି ଗୋଟେ ହଉଛି କିସ ଆମର ଇରେସନାଲ ନମ୍ବର ବୁଝିହେଲା। ପାଇ ଗୋଟେ ଇରେସନାଲ ନମ୍ବର, ଇ ଗୋଟେ ଇରେସନାଲ ନମ୍ବର। ତ ପଡେ ପରୀକ୍ଷାରେ ପାଇ ଗୋଟେ ଇରେସନାଲ ନା ରେସନାଲ? ପାଇ ଗୋଟେ ଇରେସନାଲ ଲେଖିବ ବୁଝିହେଲା। ତ ରେସନାଲ ସରିଲା, ଇରେସନାଲ ସରିଲା।
ତାପରେ ହଉଛି ପରଫେକ୍ଟ ନମ୍ବର ବିଷୟରେ ଟିକେ ପଢିଦବା। ପରଫେକ୍ଟ ନମ୍ବର, ପରଫେକ୍ଟ ନମ୍ବର, ପରଫେକ୍ଟ ନମ୍ବର ହଉଛି କିଛି ହବ ନା ଏମିତି ଗୋଟେ ନମ୍ବର ହେଲା। ପରଫେକ୍ଟ ନମ୍ବର ମାନେ ହଉଛି ଏମିତି ଗୋଟେ ନମ୍ବର ଯେମିତି ତାର ମାନେ ଫ୍ୟାକ୍ଟରର ସମ୍ ଟା ହଉଛି ସେ ନିଜେ ହଉଥିବ, ବୁଝିହେଲା। ଯେମିତି ଗୋଟେ ଏକ୍ସାମ୍ପଲ ଦଉଛି ହେଲା, ସିକ୍ସ, ସିକ୍ସ ର ଆମର ଇଏ ଗୁଡା କିସ ଫ୍ୟାକ୍ଟର ଗୁଡା, ସିକ୍ସ ର ଫ୍ୟାକ୍ଟର ହଉଛି ଟୁ, ତାପରେ ହଉଛି ଥ୍ରୀ, ଆଉ ହଉଛି ଟୁ ଥ୍ରୀ ହେଲା। ସିକ୍ସ ର ଫ୍ୟାକ୍ଟର ବା ହଉଛି ସିକ୍ସ ର ଆମର ଇଏ ଗୁଡା କିସ ଗୁଣନୀୟକ କିଏ କିଏ, ଟୁ ଥ୍ରୀ, ଆଉ ଗୋଟେ ହଉଛି ୱାନ୍, ୱାନ୍ ବି ହବ ହେଲା। ତ ଏମାନଙ୍କୁ ଏଡ୍ କରି ଦେଖ ସିକ୍ସ ହଉଛି ନା ନାଇଁ, ଆଉ ସିକ୍ସ ଗୋଟେ ନିଜେ ହେଲା। ତ ସିକ୍ସ କୁ ଛାଡିକି ଯେତେ ସବୁ ହଉଛି ତାର ଆମର ଗୁଣନୀୟକ ହେଲା, ସେମାନଙ୍କୁ ଏଡ୍ କରି ଦେଖ ସେଇ ସିକ୍ସ ହିଁ ହଉଛି, ସେମାନଙ୍କୁ କୁହାଯାଉଛି ପରଫେକ୍ଟ ନମ୍ବର, ବୁଝିପାରିଲ। ହେଲା, ପରଫେକ୍ଟ ନମ୍ବର କାହାକୁ କୁହାଯାଏ? ପରଫେକ୍ଟ ନମ୍ବର ହଉଛି ଗୋଟେ ସଂଖ୍ୟା, ତାର ହଉଛି ଯେତେ ସବୁ ଫ୍ୟାକ୍ଟର ରହିଛନ୍ ସେଇ ଫ୍ୟାକ୍ଟର ମାନଙ୍କୁ ଏଡ୍ କଲେ ଯେମିତି ସେଇ ସଂଖ୍ୟା ଟା ଯଦି ବାହାରିଲା ତାକୁ କୁହାଯାଏ ପରଫେକ୍ଟ ନମ୍ବର। ଏକ୍ସାମ୍ପଲ ଗୋଟେ ଦେବା, ସାତ ଗୋଟେ ପରଫେକ୍ଟ ନା ନାଇଁ ହେଲା ଚେକ୍ କରବା। ସାତ ର ହଉଛି ଆମର କିସ ଇଆ ଗୁଡା ଆମର ଫ୍ୟାକ୍ଟର ଗୁଡା ୱାନ୍ ଗୋଟେ ଆଉ ଗୋଟେ ସେଭେନ ଗୋଟେ, ଏମାନଙ୍କୁ ଏଡ୍ କଲେ ସେଭେନ ବାହାରୁଛି କି ନାଇଁ, ତେବେ ଇଏ ହଉଛି ପରଫେକ୍ଟ ନମ୍ବର ନୁହଁ ହେଲା। ଆଉ ହଉଛି ନାଇନ, ନାଇନ ର ଫ୍ୟାକ୍ଟର କିଏ କିଏ, ୱାନ୍, ଥ୍ରୀ, ଆଉ ଗୋଟେ ହଉଛି ନାଇନ, ୱାନ୍ ଥ୍ରୀ, ଏଗୁলোକୁ ଏଡ୍ କଲେ ନାଇନ ବାହାରୁଛି କି ନାଇଁ, ଇଏ ଗୋଟେ ପରଫେକ୍ଟ ନମ୍ବର ନୁହଁ, ବୁଝିପାରିଲ। ପରଫେକ୍ଟ ପରଫେକ୍ଟ ନମ୍ବର ହେଲା। ତ ପରୀକ୍ଷାରେ ଏତେ ଇମ୍ପୋର୍ଟାଣ୍ଟ ନୁହଁ ପରଫେକ୍ଟ ନମ୍ବରଟା ହେଲା। ଯଦି ପଳେଇଲା ଲେଖବ ବୁଝିହେଲା। ସେ କହିଥିବ ହୁଇଚ୍ ନମ୍ବର ଇଜ ପରଫେକ୍ଟ, ତ ଦେଖିବ ତାର ଆମର କି ତାର ଗୁଣ ଧରା ଯୋଉ ଲେଖା ପଡିଛି which number is perfect ହେଲା। ତ ପଡିଛି କ୍ୱେଶ୍ଚନ which number is perfect, ୱାନ୍ ଦେଇଛି ହଉଛି ସିକ୍ସ, ତାପରେ ହଉଛି କେତେ ଟୁଏଲ୍ଭ, ତାପରେ ହଉଛି 14, ଆଉ ଗୋଟେ ହଉଛି 16। ତେବେ ଦେଖିବ ସିକ୍ସ ର କିଏ କିଏ, ୱାନ୍, ଟୁ, ଥ୍ରୀ, ସିକ୍ସ କୁ ଛାଡିଦବ ହେଲା। ତ ଏମାନଙ୍କୁ ଯୋଗ କରି ଦେଖିଲେ ସିକ୍ସ ହଉଛି, ତେବେ ଇଏ ତ ପରଫେକ୍ଟ ହବ। ବାରର ଦେଖିବା, ବାରର କେତେ କେତେ, ୱାନ୍, ଟୁ, ଥ୍ରୀ, ଫୋର, ସିକ୍ସ, ଏମାନଙ୍କୁ ଯୋଗ କରି ଦେଖବା ଛଅ ଚାରି ଦଶ ହେଲା, ପାର ହେଇଯାଉଛି, ଇଏ ପରଫେକ୍ଟ ନୁହଁ। ତାପରେ 14 ର କେତେ କେତେ, ୱାନ୍, ତାପରେ ହଉଛି ଟୁ, ତାପରେ ହଉଛି ସାତ, ଆଉ କିଏ ସିଧା 14, ତେବେ ଇଏ ପରଫେକ୍ଟ ହଉଛି କି, ଏକ ଦୁଇ ତିନ ସାତ ତିନ 10, ଇଏ ପରଫେକ୍ଟ ହଉନି। 16 ର କେତେ, ୱାନ୍, ଟୁ, ତାପରେ ହଉଛି ଫୋର, ତାପରେ ଏଇଟ ହେଲା, ଏଗୁଡା ତେବେ ଦେଖିବା 8 4 10, 10 11 12 13, ଇଏ ବି ପରଫେକ୍ଟ ହଉନି ହେଲା, ଇଏ ବି ପରଫେକ୍ଟ ନୁହଁ। ଜାଣିପାରିଲ, ପରଫେକ୍ଟ ନମ୍ବର ହଉଛି ତାର ଗୁଣନୀୟକର ହେଲା ଏଡ୍ ସାମ୍ ଗୁଡା ହଉଛି କି ଆମର ହଉଛି ସେଇ ନମ୍ବରଟା ଯଦି ବାହାରିଲା ତେବେ ସେଟାକୁ କୁହାଯାଏ ହଉଛି ପରଫେକ୍ଟ ନମ୍ବର। ପରଫେକ୍ଟ ନମ୍ବର ପଢି ସାରିଲେ ତାପରେ ଯିବା ଚାଲ ନେକ୍ସଟ ଡିଭିଜିବଲ ଅପରେସନ ପଢବା ହେଲା। ଅପରେସନ, ଅପରେସନ ଅନ ନମ୍ବର, OPERATION, ଅପରେସନ ଅନ୍ ନମ୍ବର ହେଲା। ଅପରେସନ ଅନ୍ ନମ୍ବର, ଅପରେସନ ଅନ୍ ନମ୍ବର ମାନେ ହଉଛି ତୁମେ ଯୋଗ ବିয়োଗ ଜାଣିଛ, ଏଡିସନ ସବଟ୍ରାକସନ ମଲ୍ଟିପ୍ଲିକେସନ ଡିଭିଜନ ଜାଣିଥିବ ହେଲା। କିନ୍ତୁ ଏଇନା ଏମିତି ଏଡିସନ ଗୁଡା କହିବି ଯୋଉଟା ହଉଛି ତୁମର ମାଇଣ୍ଡ ଘୁରିଯିବ ହେଲା। ମାଇଣ୍ଡ ଘୁରିଯିବ ମାନେ ହଉଛି ଯୋଉଗୁଡା ବେସିକ ପିଲା ହେଲା, ବେସିକ ମାନେ ଷ୍ଟ୍ରଙ୍ଗ ନୁହଁ ସେମାନଙ୍କର ମାଇଣ୍ଡ ଘୁରିଯିବ, ବୁଝିହେଲା। ଏଡିସନ, ଏଡିସନ ହେଲା, ଏଡିସନ ଏମିତି ଗୁଡା ଏଡିସନ କହିବି ଆମର ଦଶମିକ ର ଏଡିସନ କି ଆମର ଭଗ୍ନାଂଶର ଏଡିସନ ସେଗୁଡା ଜାଣିଥିବା ଦରକାର ହେଲା। ନର୍ମାଲ 2 ଯୁକ୍ତ 3 ତ ଜାଣିଛ, 2 ଯୁକ୍ତ 3 ଟା କେତେ ହୁଏ, 5 ହୁଏ, ଏଇଟା ତୁମେ ଜାଣିଛ, ବୁଝିହେଲା। କିନ୍ତୁ ତୁମେ ଜାଣିଛ କି -2 + 3 ହେଲା, -2 + 3 କେତେ ହବ, -6 - 2 କେତେ ହବ, ତାପରେ ହଉଛି 3 - 11 କେତେ ହବ, 7 - 2 କେତେ ହବ, ଜାଣିଛୁ କି ଏଗୁଡା, ଜାଣିନ ହେଲା। ତ ଦେଖ ଏଗୁଡା କେମିତି ହବ, ଦେଖ ଏଡିସନ ଆଉ ସବଟ୍ରାକସନ ଏଠି ମିଶିକି ପଳଉଛି, ବୁଝିଲ। ତେବେ କିସ ହବ ନା ତୁମେ ଦେଖିବ ଏଇ ଯୋଗଟା ଦିଶୁଛି ତୁମକୁ ହେଲା, -2 + 3 ଦିଶୁଛି, ଦେଖିବ ହଉଛି ଏଠି କେତେଟା ମାଇନସ ଚିହ୍ନ ଅଛି, କେତେଟା ମାଇନସ ଚିହ୍ନ ଅଛି, ଗୋଟେ ମାଇନସ ଚିହ୍ନ ଅଛି ହେଲା। ଯଦି ଗୋଟେ ପିଲେ ମାଇନସ ଚିହ୍ନ ଥାଏ ତେବେ ତୁମେ ସେଟାକୁ ବିয়োଗ କରବ, ବୁଝିହେଲା। ବିয়োଗ କରବ, କେବେ ବି ଯୋଗ କରବନି, ମଝିରେ ଯାହା ଚିହ୍ନ ଥାଉ ସେଟା ଫରକ ପଡେନି। ଯଦି ଗୋଟେ ମାଇନସ ଚିହ୍ନ ଅଛି ସେଟାକୁ କିସ କରବ, ବିয়োଗ କରବ। ତ କୋଉଠୁ କୋଉଟା ବିয়োଗ କରବ, 3 ରୁ 2 ବିয়োଗ କରବ, 3 ରୁ 2 ବିয়োଗ କଲେ କେତେ ହବ, 1। ଆଉ ହଉଛି ବଡ ସଂଖ୍ୟାରେ ଯୋଉ ଚିହ୍ନ ଥିବ ସେଇଟାକୁ ବସେଇ ଦବ। ବଡ ସଂଖ୍ୟାରେ କି ଚିହ୍ନ ଅଛି, ପ୍ଲସ ଚିହ୍ନ ଅଛି, ଏଠି ବି ପ୍ଲସ ଚିହ୍ନ ବସେଇଦେଲ, ବୁଝିହେଲା। କିସ କହିଲି, ଯଦି ହଉଛି ବିয়োଗ ଚିହ୍ନ ଥାଏ ଗୋଟେ, ଗୋଟେ ଯଦି ବିয়োଗ ଚିହ୍ନ ଥାଏ, ଦୁଇଟା ଥିଲେ ହବନି ହେଲା। ଗୋଟେ ଯଦି ବିয়োଗ ଚିହ୍ନ ଥାଏ ସେଟାକୁ କିସ କରବ, ସେଇଟାକୁ ହଉଛି ବିয়োଗ ହିଁ କରବ। ତ କୋଉଠୁ ବିয়োଗ କରବ, ବଡରୁ ସାନ ସବୁବେଳେ ବିয়োଗ କରବ। 3 ରୁ 2 ଗଲେ 1, ଆଉ ହଉଛି ବଡ ସଂଖ୍ୟାରେ ଯୋଉ ଚିହ୍ନ ଥିବ ସେଇ ଚିହ୍ନଟାକୁ ବସେଇ ଦବ।
ତାପରେ ହଉଛି ଆମର ଯଦି ଦୁଇଟା ମାଇନସ୍ ଚିହ୍ନ ଥାଏ, ଯଦି ଗୋଟେ ଇଆରେ ଅପରେସନରେ ଦୁଇଟା ମାଇନସ୍ ଚିହ୍ନ ଥାଏ, ତେବେ ସେଇଟାକୁ ବିୟୋଗ କରିଦବନି। ବୁଝିପାରିଲ? ସେଇଟା ହଉଛି ଉଲ୍ଟା ହବ, ଯୋଗ ହବ। ଯଦି ଦୁଇଟା ମାଇନସ୍ ଚିହ୍ନ ଅଛି, ସେଇଟାକୁ ଯୋଗ କରିଦବ ହେଲା। ଦୁଇଟା ମାଇନସ୍ ଚିହ୍ନ ଅଛି 1, 2 ହେଲା। ତେବେ କିସ କରିବ? 6 ରେ 2 ମିଶିଲା 8। ତ ଚିହ୍ନଟା କିନ୍ତୁ ମାଇନସ୍ ରଖିବ ରେ ପିଲେ ହେଲା। ଚିହ୍ନଟା କିସ ମାଇନସ୍ ରହିବ। ଦୁଇଟା ମାଇନସ୍ ଚିହ୍ନ ଥିଲେ ଚିହ୍ନଟା ମାଇନସ୍ ରହେ। ତାପରେ ସେମିତି ଏଇଠି ଦେଖବା 3 ମାଇନସ୍ 11। ତ ଏଇଠି କରବା ହେଲା। ତ ଦେଖିବ କେତେଟା ବିୟୋଗ ଚିହ୍ନ ଅଛି, ଦେଖିକି ଜଣା ପଡୁଛି, ସାଫ ସାଫ ଦେଖିକି ଜଣା ପଡୁଛି କେତେଟା? ଗୋଟେ ବିୟୋଗ ଚିହ୍ନ ଅଛି। ତେବେ ବିୟୋଗ କରିବ। ବଡ ସଂଖ୍ୟାରୁ ସାନ 11 ରୁ 3 ଗଲେ କେତେ? 11 ରୁ 3 ଗଲେ ହଉଛି ଆମର 8। ତେବେ ଏଇଠି ଦେଖିବ ବଡ ସଂଖ୍ୟାରେ କୋଉ ଚିହ୍ନ ଅଛି? ବଡ ସଂଖ୍ୟା 11। 11 ପାଖରେ କୋଉ ଚିହ୍ନ ଅଛି? ମାଇନସ୍, ମାନେ ଏଠି ମାଇନସ୍ ଏଇଠି ହବ। ତାପରେ ହଉଛି 7 ମାଇନସ୍ 2। ଏଠି ହଉଛି କିସ କରିବ? ବିୟୋଗ କରିବ ହେଲା। କି ପାଇଁ ନା ଗୋଟେ ବିୟୋଗ ଚିହ୍ନ ଅଛି। ଏଟା ତ ନର୍ମାଲ ବିୟୋଗ ଜାଣିଛ। 7 ରୁ 2 ଗଲେ କେତେ? 5। ବଡ ସଂଖ୍ୟାରେ ପ୍ଲସ୍ ଚିହ୍ନ ଅଛି ମାନେ ପ୍ଲସ୍ 5 ହେଲା। ବୁଝିହେଲା? ଏଡିସନ ଜାଣିଲ ତାହେଲେ ହେଲା। ଇଣ୍ଟିଜର ଏଡିସନ ଜାଣିଲ। ଆଉ ଦଶମିକର ଏଡିସନ ହଉଛି 2.5 ହେଲା ପ୍ଲସ୍ 3.6। ୟାର ଏଡିସନ ସିମ୍ପଲ ହବ। ବୁଝିହେଲା? ୟାକୁ ଯଦି ତୁମେ ସିଧା ସିଧା କରିପାରିବନି, ଛୋଟ ଛୁଆ କରିପାରିବେ 2.5 ପ୍ଲସ୍ 3.6 ହେଲା। ଯଦି ହଉଛି ଏପଟେ 0, 3 ଏମିତି ଥାନ୍ତା, ତେବେ ଲେଖିଥାନ୍ତୁ 0, 3 ହେଲା। ଦଶମିକ ଦଶମିକ ମାନେ ତଳେ ତଳେ ରହିବା ଦରକାର। ତାପରେ ହଉଛି ଏପଟେ ସଂଖ୍ୟା ଗୁଡା ଯେମିତି ଅଛି ସେମିତି ରହିବ। ବୁଝିହେଲା? ତ ହଉଛି 3 କୁ 3, 0 କୁ 0, 5, 6, 11, 1 ହାତ ହେଲା 3 ଏକେ 4, 5 ହେଲା। ଏତିକି ହେଲା ଯୋଗ କଲେ। ବୁଝିହେଲା? ଦଶମିକର ଯୋଗ ବିୟୋଗ ଜାଣିଛ ହେଲା ନର୍ମାଲ। ତାପରେ ହଉଛି ଆମର କିସ ମଲ୍ଟିପ୍ଲିକେସନ। ମଲ୍ଟିପ୍ଲିକେସନ ମଲ୍ଟିପ୍ଲିକେସନ ମାନେ ହଉଛି, ଦେଖ ମଲ୍ଟିପ୍ଲିକେସନ ମାନେ ହଉଛି ତୁମେ ଏମିତି ନର୍ମାଲ ମଲ୍ଟିପ୍ଲିକେସନ ତ ଜାଣିଛ, କିନ୍ତୁ ହଉଛି ନେଗେଟିଭ ପଜିଟିଭ ର ଜାଣିନ। -3 ଇଣ୍ଟୁ -6 ଏଇଟା କେତେ ହବ କହନା? ତୁମେ ନର୍ମାଲ ଗୁଣ 6 କେତେ ହବ? 18। ତ ମନେ ରଖିବ ମାଇନସ୍ ମାଇନସ୍ କିସ ହୁଏ? ମାଇନସ୍ ଇଣ୍ଟୁ -1 ପ୍ଲସ୍, ମାଇନସ୍ ଇଣ୍ଟୁ ପ୍ଲସ୍ 1 କେତେ ହୁଏ? ମାଇନସ୍, ପ୍ଲସ୍ ଇଣ୍ଟୁ -1 କେତେ ହୁଏ? ମାଇନସ୍, ମାଇନସ୍ ଇଣ୍ଟୁ ପ୍ଲସ୍ ଇଣ୍ଟୁ ପ୍ଲସ୍ 1 କେତେ ହୁଏ? ପ୍ଲସ୍ ହେଲା। ଏଇଟାକୁ ମନେ ରଖ ହେଲା। ତ ସେଇଟା କେତେ ହବ? 6 3 18 ମାଇନସ୍ ମାଇନସ୍ ପ୍ଲସ୍ 18। ପ୍ଲସ୍ ଟାକୁ ଦେବା ଯାହା ନ ଦେବା ତାହା। ସେମିତି -3 ଇଣ୍ଟୁ 2 କେତେ ହବ? 3 ଦୁଣେ 6। ତେବେ ଚିହ୍ନ କୋଉଟା ରହିବ? ମାଇନସ୍ ଅଛି, ଏଠି ପ୍ଲସ୍ ଅଛି। କିଛି ନାହିଁ ମାନେ ପ୍ଲସ୍ ଅଛି ହେଲା। ତାହେଲେ କିସ ହବ? ମାଇନସ୍ ଇଣ୍ଟୁ ପ୍ଲସ୍ ହବ ମାଇନସ୍, -6 ବାହାରିବ ଆନ୍ସର। ବୁଝିପାରିଲ? ମଲ୍ଟିପ୍ଲିକେସନ ଜାଣିପାରିଲ ହେଲା। ଡିଭିଜନ ବି ପୁରା ଡିଟୋ। ଡିଭିଜନ ବି ପୁରା ସେମ୍ ହେଲା। ଡିଭିଜନ ବି ପୁରା ସେମ୍। ମାଇନସ୍ ହରଣ ମାଇନସ୍ ସମାନ ପ୍ଲସ୍, ମାଇନସ୍ ହରଣ ପ୍ଲସ୍ ସମାନ ମାଇନସ୍, ମାଇନସ୍ ହରଣ ନା ପ୍ଲସ୍ ହରଣ ମାଇନସ୍ ସମାନ କିସ? ସେଇ ମାଇନସ୍। ପ୍ଲସ୍ ହରଣ ପ୍ଲସ୍ ସମାନ ପ୍ଲସ୍। ବୁଝିପାରିଲ? ଡିଭିଜନ ବି ଜାଣିପାରିଲ ହେଲା। ତ ଜାଣିଲ ଅପରେସନ କିସ କିସ ଥିଲା ହେଲା। ତ ଆମର ପରିମେୟ ସଂଖ୍ୟାର ଯୋଗ ଜାଣିଛ ନା ନାଇଁ? ପରିମେୟ ସଂଖ୍ୟାର ଯୋଗ। ପରିମେୟ ସଂଖ୍ୟାର ଯୋଗଟା ନେକ୍ସଟ କ୍ଲାସରେ ପଢବା। ଲସାଗୁ ଗସାଗୁ ଯେତେବେଳେ HCF LCM ପଢବା, ସେତେବେଳେ ହଉଛି ଆମର କିସ ପରିମେୟ ବା ଫ୍ରାକ୍ସନ ର ହଉଛି ଏଡିସନ, ସବଟ୍ରାକସନ, ମଲ୍ଟିପ୍ଲିକେସନ ପଢବା ହେଲା। ତ ଏଇନାରୁ ପଢିଦେଲେ ତୁମେ ପୁଣି HCF LCM ଜାଣିପାରିବନି ହେଲା। ତ ଜାଣିଲ ଅପରେସନ। ତାପରେ ପଢବା ହଉଛି ଡିଭିଜିବିଲିଟି ରୁଲ। ଡିଭିଜିବିଲିଟି ରୁଲ। ଡିଭିଜିବିଲିଟି ରୁଲ ମାନେ ହଉଛି ବିଭାଜିତ ନିୟମ। ଗୋଟେ ସଂଖ୍ୟା କେମିତି ଏଇଟା 2 ଦ୍ଵାରା ବିଭାଜିତ ନା ନାହିଁ, 3 ଦ୍ଵାରା ବିଭାଜିତ ନା ନାହିଁ, କେମିତି ଜାଣବା ଦେଖ ହେଲା। ଫାଷ୍ଟ ହଉଛି 2 ଦ୍ଵାରା ବିଭାଜିତ ନିୟମ। 2 ଦ୍ଵାରା ଜାଣିବା ପାଇଁ ସିମ୍ପଲ। ଲାଷ୍ଟ ଡିଜିଟ କେତେ ଥିବ? ଲାଷ୍ଟ ଡିଜିଟ ଯଦି 0, 2, 4, 6, 8 ଥିବ, ତେବେ ହଉଛି ସେ ହଉଛି 2 ଦ୍ଵାରା ବିଭାଜ୍ୟ। ଏକ୍ସାମ୍ପଲ, ଇଏ 2 ଦ୍ଵାରା ଡିଭିଜିବୁଲ ନା ନାହିଁ? 2, 3, 4, 6 ଇଏ ହଉଛି 2 ଦ୍ଵାରା ଡିଭିଜିବୁଲ। କି ପାଇଁ? ଲାଷ୍ଟ ଡିଜିଟ କୁ ଦେଖିବ କେତେ ବଡ ସଂଖ୍ୟା ସେଇଟା ଦେଖିକି ଡରିଯିବନି। ଲାଷ୍ଟ ଡିଜିଟ ଯଦି 6 ଅଛି, 0, 2, 4, 6, 8 ଭିତରୁ କିଛି ବି ଅଛି, ତେବେ ସିଏ 2 ଦ୍ଵାରା ଡିଭିଜିବୁଲ ହେଇଯିବ। ବୁଝିହେଲା? ତାପରେ ହଉଛି 3 ଦ୍ଵାରା ଡିଭିଜିବୁଲ ହେଲା। 3 ଦ୍ଵାରା କେମିତି ଚେକ୍ କରିବା ଡିଭିଜିବୁଲ ନା ନାହିଁ ହେଲା। ଦେଖ ମନେ ରଖ, ବାର ବାର ଦେଖ ହେଲା। 3 ଦ୍ଵାରା ଡିଭିଜିବୁଲ ମାନେ ଗୋଟେ ଧରାଯାଉ ସଂଖ୍ୟା ଦେଇଛି 3, 2, 1, 4, 5 ହେଲା। ତୁମେ କିସ କରିବ କହନା? ଏଇ ନମ୍ବର ର ଡିଜିଟ ହେଲା ମାନଙ୍କୁ ଏଡ୍ କରିଦବ। କେତେ? 3, 4, 5 1 6, 6 4 10, 5 15 କେତେ ବାହାରୁଛି? ଏମାନଙ୍କୁ ଏଡ୍ କଲେ 15 ବାହାରୁଛି। ତେବେ ଏଇ 15ଟା 3 ଦ୍ଵାରା ଡିଭିଜିବୁଲ ନା ନାହିଁ? 3 କ ପଣିକାରେ ଅଛି ନା ନାହିଁ? ଅଛି। ତେବେ ହଉଛି ଏଇ ସଂଖ୍ୟା ବି 3 ଦ୍ଵାରା ଡିଭିଜିବୁଲ। ବୁଝିପାରିଲ? ଏଇ ସଂଖ୍ୟା ବି କିସ 3 ଦ୍ଵାରା ଡିଭିଜିବୁଲ। ଆଉ ଗୋଟେ ଏକ୍ସାମ୍ପଲ ଦବା 7 3 8 1। ଦେଖ ଇଏ 3 ଦ୍ଵାରା ଡିଭିଜିବୁଲ ନା ନାହିଁ? ଯୋଗ କରିଦବ ହେଲା। ତୁମେ ହରଣ କରି ଦେଖବାନି। ଛୋଟବେଳେ ହରଣ କରୁଥିଲ ନା ବୋକା ଛୁଆ ପରି ହେଲା। କିନ୍ତୁ ଏଇନା ହରଣ କରବନି ହେଲା। କିସ କରବ? ଏଇନା ହଉଛି 3 ଦ୍ଵାରା ଡିଭିଜିବୁଲ ନା ନାହିଁ କେମିତି ଚେକ୍ କରବ? ଯୋଗ କରି ଦେଖବ। 7 3 10, 10 ରେ 8 ମିଶିଲେ 18, 18 ରେ 1 ମିଶିଲେ 19। ତେବେ ହଉଛି 19 ହେଲା। ତେବେ ହଉଛି ଇଏ ହଉଛି କିସ 3 ଦ୍ଵାରା ଡିଭିଜିବୁଲ ନୁହଁ। କି ପାଇଁ ନା 19 3 କ ପଣିକାରେ ନାହିଁ। ଜାଣିପାରିଲ? 3 ଦ୍ଵାରା ଡିଭିଜିବୁଲ ଫର୍ମୁଲା ହେଲା।
ତ ପ୍ରାକ୍ଟିସ୍ କର ଯାହା ଦ୍ୱାରା ହଉଛି ଦେଖିକି ହିଁ ତୁମେ କାଲକୁଲେସନଟା କରିପାରିବ ହେଲା। ତାପରେ ହଉଛି 4 ଦ୍ୱାରା ଡିଭିଜିବୁଲ। 4 ଦ୍ୱାରା ଡିଭିଜିବୁଲ ହଉଛି ଲାଷ୍ଟ 2 ଡିଜିଟ୍ ଯଦି ଲାଷ୍ଟ 2 ଡିଜିଟ୍ ନମ୍ବର ଯଦି ଲାଷ୍ଟ 2 ଡିଜିଟ୍ ଦ୍ୱାରା ତିଆରି ନମ୍ବର ଯଦି ଆମର ଚାର୍କ ପଣିକାରେ ଥାଏ ହେଲା 4 ଦ୍ୱାରା ଡିଭିଜିବୁଲ ହୁଏ, ତେବେ ହଉଛି ପୁରା ନମ୍ବରଟା 4 ଦ୍ୱାରା ଡିଭିଜିବୁଲ ହବ। ବୁଝିଲା? ତ ଦେଖ ଏକ୍ଜାମ୍ପଲ ଗୋଟେ କରିବା 4 5 6 8 9 2 0 କୁହାହେଇଛି ଇଏ ହଉଛି 4 ଦ୍ୱାରା ଡିଭିଜିବୁଲ ନା ନାହିଁ ହେଲା। ତ ତୁମେ ଛୋଟ ଛୁଆ ପରି ହରଣ କରତେ ଲାଗିଯିବନି ହେଲା। ଦେଖବ ଲାଷ୍ଟ 2 ଡିଜିଟ୍ କିଏ କିଏ 2 ଆଉ 0 ଏଇମାନଙ୍କୁ ନେଇକି କିସ ତିଆରି ହେଇଛି 20 ତିଆରି ହେଇଛି ହେଲା। 20 ନମ୍ବର ତିଆରି ହେଇଛି। ତେବେ ଏଇ 20ଟା ଚାର୍କ ପଣିକାରେ ଅଛି ନା ନାହିଁ 4 ଦ୍ୱାରା ଡିଭିଜିବୁଲ ନା ନାହିଁ 4 ଦ୍ୱାରା ଡିଭିଜିବୁଲ ହବ। ତେବେ ପୁରା ନମ୍ବରଟା 4 ଦ୍ୱାରା ଡିଭିଜିବୁଲ ହେଇଯିବ। ବୁଝିହେଲା? ତ ପରୀକ୍ଷାରେ ପଡେ 4ଟା ନମ୍ବର ଦେଇଥିବ କହିଥିବ 4 ଦ୍ୱାରା କୋଉମାନେ ଡିଭିଜିବୁଲ ହେଲା। 4ଟା ନମ୍ବର ଦେଇଥିବ 4 ଦ୍ୱାରା କୋଉମାନେ ଡିଭିଜିବୁଲ। ବୁଝିହେଲା? ମାନେ କିଏ ଡିଭିଜିବୁଲ ନୁହଁ। ଏକ୍ଜାମ୍ପଲ ଗୋଟେ କରିବା ଦିଅ 4 5 6 3 2 8 2 4 ଆଉ ଗୋଟେ ହଉଛି 3 2 4 0 0 1 3 6 9 2 8 ସେ କହିଛି ଏଇ ଭିତରୁ 4 ଦ୍ୱାରା କୋଉମାନେ ଡିଭିଜିବୁଲ ନା କୋଉମାନେ ଡିଭିଜିବୁଲ ନୁହଁ। ବୁଝିହେଲା? ଫାର୍ଷ୍ଟଟାକୁ ଚେକ୍ କରବ ଇଏ 4 ଦ୍ୱାରା ଡିଭିଜିବୁଲ ନା ନାହିଁ ହେଲା। ତେବେ ଲାଷ୍ଟରେ କେତେ ଅଛି ଲାଷ୍ଟରେ ପୁରାଟାକୁ ହରଣ କରତେ ଲାଗିଯିବନି। ଲାଷ୍ଟରେ କେତେ ଅଛି 56 56 ମାନେ 4 ଦ୍ୱାରା ଡିଭିଜିବୁଲ 14 56 ହେଲା। ତେବେ ପୁରାଟା ହଉଛି 4 ଦ୍ୱାରା ଡିଭିଜିବୁଲ ହବ। ତାପରେ 3 2 8 2 4 ଇଏ ଦେଖବ ଲାଷ୍ଟରେ କେତେ ଅଛି 24 ଇଏ 4 ଦ୍ୱାରା ଡିଭିଜିବୁଲ ନା ନାହିଁ ଇଏ 4 ଦ୍ୱାରା ଡିଭିଜିବୁଲ 20 ପୁରାଟାକୁ ଚେକ୍ କରବନି ହରଣ କରି ହେଲା। ଲାଷ୍ଟରେ ଦେଖବ କେତେ ଅଛି ଲାଷ୍ଟରେ 24 ଅଛି। ଲାଷ୍ଟର 24 4 ଦ୍ୱାରା ଡିଭିଜିବୁଲ ମାନେ ପୁରା ନମ୍ବରଟା ହିଁ 4 ଦ୍ୱାରା ଡିଭିଜିବୁଲ। ତାପରେ ହଉଛି 3 2 4 0 0 ହେଲା। ଲାଷ୍ଟରେ କେତେ ଅଛି 0 0 0 0 ମାନେ ହଉଛି 4 ଦ୍ୱାରା ଡିଭିଜିବୁଲ ହେଲା। ତେବେ ପୁରା ନମ୍ବରଟା ହଉଛି 4 ଦ୍ୱାରା ଡିଭିଜିବୁଲ। ଲାଷ୍ଟରେ ଅଛି 28 28 ମାନେ 4 ଶତାଂଶ 28 ଇଏ ବି 4 ଦ୍ୱାରା ଡିଭିଜିବୁଲ ମାନେ ପୁରା ନମ୍ବରଟା ହିଁ 4 ଦ୍ୱାରା ଡିଭିଜିବୁଲ। ଜାଣିପାରିଲ 4 ଦ୍ୱାରା ଡିଭିଜିବୁଲ ହେଲା। ତାପରେ ହଉଛି 5 ଦ୍ୱାରା ଡିଭିଜିବୁଲ ଫର୍ମୁଲା ପଢବା। 5 ଦ୍ୱାରା ଡିଭିଜିବୁଲ ଫର୍ମୁଲା ଗୋଟେ ଛୋଟ ଛୁଆକୁ ପଚାରିଲେ ବି କହିଦବ ହେଲା। ଯଦି ହଉଛି ଲାଷ୍ଟରେ 0 5 ଥିବ ସେଇଟା ହଉଛି କିସ 5 ଦ୍ୱାରା ଡିଭିଜିବୁଲ। ଲାଷ୍ଟରେ ହଉଛି ଲାଷ୍ଟ ଡିଜିଟ୍ ଯଦି if a digit of a number is if the last digit of a number is 0 or 5 then it is divisible by 5 ତୁମେ ଜାଣିଛ ଛୋଟ ବେଳୁ ହେଲା। 5 ଦ୍ୱାରା 10 ଦ୍ୱାରା ଏଗୁଡ଼ା ଡିଭିଜିବୁଲ ଫର୍ମୁଲା ହଉଛି ବହୁତ ସିମ୍ପଲ। ତ କୁହ ନା ଇଏ ଗୋଟେ 5 ଦ୍ୱାରା ଡିଭିଜିବୁଲ ହବ ନା ନାହିଁ 5 3 4 6 8 ଇଏ 5 ଦ୍ୱାରା ଡିଭିଜିବୁଲ ନାହିଁ ଭେରି ଗୁଡ ହବନି ହେଲା। 5 3 4 3 9 0 ଇଏ 5 ଦ୍ୱାରା ଡିଭିଜିବୁଲ ନା ନାହିଁ ଇଏ 5 ଦ୍ୱାରା ଡିଭିଜିବୁଲ କି ପାଇଁ ନା ଲାଷ୍ଟ ଡିଜିଟ୍ ହଉଛି କେତେ ଅଛି 0 ଅଛି। ତାପରେ ପଢବା 6 ଦ୍ୱାରା 6 ଦ୍ୱାରା ଡିଭିଜିବୁଲ ବୋଲି ଜାଣବା କେମିତି 6 ଦ୍ୱାରା ଡିଭିଜିବୁଲ ହଉଛି 6 ଆଉ ହଉଛି 6 ଦ୍ୱାରା ଡିଭିଜିବୁଲ ଜାଣବା ହଉଛି ଯଦି ଗୋଟେ ନମ୍ବର ଉଭୟ ବୋଥ 3 ଆଉ 2 ଦ୍ୱାରା ଡିଭାଇଡେଡ ହେଇପାରୁଥିବ ହେଲା ତେବେ ସେଇଟା ହଉଛି 6 ଦ୍ୱାରା ଡିଭିଜିବୁଲ ହେଲା। if a number is divisible by 2 and 3 if a number is divisible by both 2 and 3 then it is called ମାନେ it is divisible by 6 ବୁଝିଲ। ଯଦି ଗୋଟେ ନମ୍ବର 2 ଆଉ 3 ଉଭୟ ଦ୍ୱାରା ଡିଭିଜିବୁଲ ହଉଥିବ ତେବେ ପୁରା ନମ୍ବରଟି କାହାର ଦ୍ୱାରା ଡିଭିଜିବୁଲ ହବ 6 ଦ୍ୱାରା ହେଲା। ଏକ୍ଜାମ୍ପଲ ଦେଖବା ଗୋଟେ 3 6 ହେଲା। ଦେଖ ଇଏ 6 ଦ୍ୱାରା ଏ ତ ଜାଣିଛ 6 ଦ୍ୱାରା ଡିଭିଜିବୁଲ ହବ ବୁଝିପାରିଲ। ତେବେ ୟାକୁ ଛୋଟ ଏକ୍ଜାମ୍ପଲ ଯିବା ମାନେ 6 ଦ୍ୱାରା ଡିଭିଜିବୁଲ ନା ନାହିଁ ହେଲା। ଧରାଯାଉ ତୁମେ ଜାଣିନ 2 ଦ୍ୱାରା ଜାଣିଛ 3 ଦ୍ୱାରା ଡିଭିଜିବୁଲ ଫର୍ମୁଲା ଜାଣିଛ ହେଲା ବା ସୂତ୍ର ଜାଣିଛ। ତେବେ ହଉଛି ଆମର 2 ଦ୍ୱାରା ଡିଭିଜିବୁଲ ନା ନାହିଁ 2 ଦ୍ୱାରା ଡିଭିଜିବୁଲ ଲାଷ୍ଟରେ 6 ଅଛି ହେଲା। 2 ଦ୍ୱାରା ବିଭାଜିତ ଆଉ ହଉଛି 3 ଦ୍ୱାରା ବିଭାଜିତ ନା ନାହିଁ 3 ଦ୍ୱାରା ବିଭାଜିତ କି ପାଇଁ ନା 6 3 9 ମାନେ 9ଟା ହଉଛି 3 କଣିକାର ଅଛି 3 ଦ୍ୱାରା ଡିଭିଜିବୁଲ ହେଲା। ତେବେ ଇଏ ହଉଛି 2 ଆଉ 3 ଉଭୟ ଦ୍ୱାରା ଡିଭିଜିବୁଲ ମାନେ 6 ଦ୍ୱାରା ବି ଡିଭିଜିବୁଲ ବୁଝିଲା। ଏକ୍ଜାମ୍ପଲ ଆଉ ଗୋଟେ ଦଉଛି 3 5 6 8 2 ଇଏ ହଉଛି ଆମର 6 ଦ୍ୱାରା ଡିଭିଜିବୁଲ ନା ନାହିଁ ହେଲା। ଦେଖବା ତେବେ ଫାର୍ଷ୍ଟ ହଉଛି ଦେଖବା କିସ 2 ଦ୍ୱାରା ଡିଭିଜିବୁଲ ନା ନାହିଁ 2 ଦ୍ୱାରା ଡିଭିଜିବୁଲ ବୁଝିହେଲା। ତାପରେ ହଉଛି 3 ଦ୍ୱାରା ଡିଭିଜିବୁଲ ନା ନାହିଁ ଦେଖବା କେମିତି 3 ଦ୍ୱାରା ଚେକିଂ କରିବା 5 3 8 8 6 14 14 8 କେତେ ଆମର 22 22 ରେ 2 ମିଶିଲା ହଉଛି କେତେ 24 ମାନେ ହଉଛି 3 ଦ୍ୱାରା ବି ଡିଭିଜିବୁଲ ବୁଝିହେଲା 3 ଦ୍ୱାରା ବି ଡିଭିଜିବୁଲ। ତେବେ ପୁରା ନମ୍ବରଟା କିସ 6 ଦ୍ୱାରା ଡିଭିଜିବୁଲ ହବ ବୁଝିପାରିଲ ପୁରା ନମ୍ବରଟା 6 ଦ୍ୱାରା ଡିଭିଜିବୁଲ ହବ।
ତାପରେ 6 ଦ୍ୱାରା ପଢି ସାରିଲେ ଏଇନା ପଢବା ହଉଛି 7 ଦ୍ୱାରା। 7 ଦ୍ୱାରା ଡିଭିଜିବୁଲ ବୁଝିଲା। ଏବେ ଗୋଟେ ଧରା ଯାଉ କୁହାହେଇଛି 516 ବୁଝିଲା। ସେ କହିଛି ଏଇ ନମ୍ବରଟା 7 ଦ୍ୱାରା ଡିଭିଜିବୁଲ ନା ନାହିଁ ଚେକ୍ କର। କେମିତି କରିବ କହନା, ତୁମେ ଦେଖିଦବ ଲାଷ୍ଟ ଡିଜିଟ କେତେ ଅଛି। ଲାଷ୍ଟ ଡିଜିଟ କେତେ ଅଛି ରେ 6। 6 କୁ 2 ଗୁଣ କରିଦବ କେତେ ହବ 6 ଦୁଣେ 12 ହେଲା। ଆଉ ଯେତେ ବଢିଲା ସେଇଟାରୁ ସେଇଟାରେ ପ୍ଲସ କରିଦବ କିସ 12 କୁ ହେଲା। ଯେତେ ବଢିଲା ସେଇଟାରେ ପ୍ଲସ କରିଦବ 12 କୁ। ତ ପ୍ଲସ କଲେ କେତେ ହବ 51 ରେ 12 ମିଶିଲେ ହଉଛି 3 କୁ 3 5 ରେ 1 ମିଶିଲେ 6 କେତେ 63। ତେବେ 63 ଟା ଆମର 12 କୁ ପଣିକିରେ ଅଛି ନା ନାହିଁ। 63 ଟା ଆମର 12 କୁ ସରି 7 କୁ ପଣିକିରେ ଅଛି ନା ନାହିଁ। 7 କୁ ପଣିକିରେ ଅଛି। ତେବେ ଇଏ ବି ହଉଛି କିସ ଆମର 7 ଦ୍ୱାରା ଡିଭିଜିବୁଲ ବୁଝିଲା। 7 ଦ୍ୱାରା ଡିଭିଜିବୁଲ ର ଦୁଇଟା ଫର୍ମୁଲା ଅଛି ହେଲା। 7 ଦ୍ୱାରା ଡିଭିଜିବୁଲ ର କେତେଟା ଫର୍ମୁଲା ଅଛି ଦୁଇଟା ଫର୍ମୁଲା ଅଛି। ତେବେ ଦୁଇଟା ଫର୍ମୁଲାକୁ ପ୍ରୟୋଗ କରିପାରିଲେ ବି ଭଲ ବୁଝିଲା। ଆଉ ଗୋଟେ ଫର୍ମୁଲା ବି ଶିଖେଇଦେବି ହେଲା। ଛୋଟ ଛୋଟ ନମ୍ବର ପାଇଁ ଏମିତି ବୁଝିଲା। ଛୋଟ ଛୋଟ ନମ୍ବର ପାଇଁ ହଉଛି କିସ ଏମିତି ଦେଖବା ହରଣ କରି 5 1 1 2 ହରଣ 7 7 ସତା 49 ହେଲା 2 1 7 3 21 ତ ଟିକେ ଖାଲି ମିଷ୍ଟେକ୍ ହେଲା ହେଲା 9 ଟିକେ ଖାଲି ମିଷ୍ଟେକ୍ ହେଇଗଲା ସରି 7 ଦ୍ୱାରା ଡିଭିଜିବୁଲ ହଉଛି 7 ଦ୍ୱାରା ଡିଭିଜିବୁଲ କେମିତି ଚେକ୍ କରବ। 7 ଦ୍ୱାରା ଡିଭିଜିବୁଲ ହଉଛି ଧରାଯାଉ 1 କେତେ ଥିଲା 5 1 1 2 ହେଲା। 7 ଦ୍ୱାରା 5 1 2 ହେଲା 5 1 2 7 ଦ୍ୱାରା ଡିଭିଜିବୁଲ ଚେକ୍ କରିବ କେମିତି କୁହନା। ସେକେଣ୍ଡ ଟାକୁ ହଉଛି 2 ଗୁଣ କରିଦବ ବୁଝିଲା। ଆଉ 2 ଗୁଣ କଲେ କେତେ ହେବ 2 ଦୁଣେ 4। ତାପରେ ହଉଛି ସେଟାକୁ 51 ରୁ ବିয়োଗ କରିବ। 51 ରୁ ବିয়োଗ କରିବ ବୁଝିପାରିଲ। 51 ରୁ ବିয়োଗ କଲେ କେତେ ହବ 51 ରୁ ବିয়োଗ କଲେ ହଉଛି ଆମର ବାହାରିବ ହଉଛି ଆମର 11 ରୁ 4 ଗଲେ କେତେ 11 ରୁ 4 ଗଲେ 7 ମାନେ 47 ବାହାରିବ। 47 ଟା ହଉଛି ଆମର 7 ଦ୍ୱାରା ଡିଭିଜିବୁଲ ନୁହଁ। ତେବେ 512 ବି ହଉଛି 7 ଦ୍ୱାରା ଡିଭିଜିବୁଲ ନୁହଁ ବୁଝିପାରିଲ। ଗୋଟେ ଫର୍ମୁଲା ହେଲା। ଆଉ ଗୋଟେ ଏକ୍ସାମ୍ପଲ ଦଉଛି 7 5 ହେଲା। ଗୋଟେ ଛୋଟିଆ ଏକ୍ସାମ୍ପଲ ଦଉଛି 63 ଇଏ ହଉଛି 7 ଦ୍ୱାରା ଡିଭିଜିବୁଲ ନା ନାହିଁ ହେଲା। ଦେଖ କିସ କରିବ ତୁମେ 3 କୁ କିସ କରିଦବ 2 ଗୁଣ କରିଦବ ହେଲା। 2 ଗୁଣ କଲେ କେତେ ହେଇଯିବ 3 ଦୁଣେ 6 ଆଉ ଯୋଉଟା ଆଗରେ ଥିବ ବଳିଗଲା ହେଲା ଯୋଉ ଯେତିକି ବି ବଳିଗଲା ସେଇଟାରୁ ଡିଫରେନ୍ସ କରିଦବ 6 ବୁଝିଲା। ତେବେ 6 ରୁ 6 ଗଲେ କେତେ 0। ତେବେ 0 ହଉଛି 7 ଦ୍ୱାରା ଡିଭିଜିବୁଲ। ତେବେ ହଉଛି ପୁରା ନମ୍ବରଟା ହଉଛି 7 ଦ୍ୱାରା ଡିଭିଜିବୁଲ। ସେମିତି 343 ଇଏ 7 ଦ୍ୱାରା ଡିଭିଜିବୁଲ ନା ନାହିଁ ଦେଖବା ହେଲା। 3 କୁ 2 ଗୁଣ କଲେ କେତେ ହବ 6 ଆଉ ହଉଛି ସେଇ 6 ଟାକୁ କିସ 34 ରୁ ବିয়োଗ କରିବ। 34 ରୁ ବିয়োଗ କଲେ 6 କେତେ ହବ 28। 28 ଟା 7 ଦ୍ୱାରା ଡିଭିଜିବୁଲ ମାନେ 343 ବି 7 ଦ୍ୱାରା ଡିଭିଜିବୁଲ ଜାଣିପାରିଲ। ଏଇଟା ଗୋଟେ ଫର୍ମୁଲା ହେଲା। ତ ବଡ ବଡ ସଂଖ୍ୟା ଦେଇଥିଲେ କିସ କରିବ କଣ ଧରାଯାଉ ଗୋଟେ ନମ୍ବର ଦେଇଛି 4537792 ଏତେ ବଡ ସଂଖ୍ୟା ଦେଇଥିଲେ କିସ କରିବ। ଏତେ ବଡ ସଂଖ୍ୟା ଦେଇଥିଲେ ତୁମେ କରିବ ହଉଛି ତିନିଟା ତିନିଟା ହଉଛି କିସ କରିଦବ ଭାଗ କରିଦବ ହେଲା। ଏ ତିନିଟା ଉପରେ ଗାର ଛାଣିଦେଲ ହେଲା। ତ ତିନିଟା ତିନିଟା ଭାଗ କରିଦେଲ। ତିନିଟା ତିନିଟା ଭାଗ କରି ସାରିଲା ପରେ ହଉଛି ଯୋଉଗୁଡା ଅଡ ପ୍ଲେସ ରେ ଥିବେ ହେଲା ଯେମିତି ଇଏ ଆଉ ଇଏ ଗୋଟେ ଛାଡି ଗୋଟେ ହେଲା ଯୋଗ କରିଦବ ବୁଝିଲା। 792 ପ୍ଲସ 4 ବିୟୋଗ 537 କେତେ ହବ 4 5 6 9 କୁ 9 7 କୁ 7 ବିୟୋଗ 5 3 7 ମାନେ ହଉଛି କେତେ ହବ 16 ରୁ 7 ଗଲେ ହଉଛି କେତେ ଆମର 16 ରୁ 7 ଗଲେ ହଉଛି 7 7 14 15 8 16 ରୁ 7 ଗଲେ ହଉଛି କେତେ 9 9 16 ରୁ 7 ଗଲେ ହଉଛି 9 ବୁଝିଲା। ତାପରେ ଏଠି କେତେ ରହିଲା 8 8 ରୁ 3 ଗଲେ 5 ତାପରେ ଏଠି ରହିଲା 7 ରୁ 5 ଗଲେ 2 259 ହେଲା। 259 ହଉଛି 7 ଦ୍ୱାରା ଡିଭିଜିବୁଲ କି ଚେକ୍ କରି ଦେଖ ୟାକୁ କେମିତି ଚେକ୍ କରିବ ହରଣ କରିବ ନହେଲେ ହଉଛି ତାର ସିମ୍ପଲ ଫର୍ମୁଲା ଅଛି 9 କୁ 2 ଗୁଣ କରିଦେଲେ 18 25 ବିୟୋଗ 18 ଟା କେତେ ହବ 25 ବିୟୋଗ 18 ଟା ହବ ହଉଛି କେତେ ଆମର 7 25 ବିୟୋଗ 18 ଟା କେତେ ହବ 7 ମାନେ ପୁରା ନମ୍ବରଟା ହଉଛି 7 ଦ୍ୱାରା ଡିଭିଜିବୁଲ ବୁଝିଲା। ପୁରା ନମ୍ବରଟା ହଉଛି 7 ଦ୍ୱାରା ଡିଭିଜିବୁଲ ଜାଣିପାରିଲନି। ଆଉ ଗୋଟେ ଏକ୍ସାମ୍ପଲ ଦଉଛି ହେଲା 3648921 ये 4 द्वारा डिविजिबल ना नहीं सॉरी 7 द्वारा डिविजिबल ना नहीं चेक करवा ହେଲା। ତ ଦୁଇଟା ଫର୍ମୁଲା ଜାଣିଛ ଗୋଟେ ହଉଛି କି ଲାଷ୍ଟ ଡିଜିଟ କୁ 2 ଗୁଣ କରିକି ସେମିତି ବି ଚେକ୍ କରିହବ ହେଲା। କିନ୍ତୁ ଏଇଟା ବଡ ନମ୍ବରଟା ତ ବଡ ନମ୍ବରଟାକୁ ସିମ୍ପଲରେ କେମିତି ଚେକ୍ କରିବା ଆମେ ଲାଷ୍ଟ ଆଡୁ ତିନିଟା ତିନିଟାରେ ଗାର ଦେବା ତିନିଟା ତିନିଟା ନମ୍ବରରେ ଗାର ଦେବା
ତିନିଟାରେ ଦେଲି ଆଉ ଗୋଟେ ବଳିଗଲା ବୁଝିହେଲା। ତ ଯୋଉଗୁଡ଼ା ଅଡ୍ ପ୍ଲେସ୍‌ରେ ଅଛନ୍ ମାନେ ପ୍ରଥମ ଆଉ 3 ହେଲା ମାନେ ଲାଷ୍ଟରେ 9 2 1 ଆଉ 3 ସେମାନେ ଅଛନ୍ ହେଲା ସେମାନଙ୍କୁ ହଉଛି ଏଡ୍ କରିବି। କେତେ 9 2 1 ପ୍ଲସ୍ 3 ଯୋଗ କଲି ବିୟୋଗ ଯୋଉଟା ମଝିରେ ଥିବ ସେଇଟାକୁ ବିୟୋଗ କରିବି। ମଝିରେ କିଏ ଅଛି? ମଝିରେ ଅଛି 6 4 8 ତେବେ କେତେ ହବ ବିୟୋଗ କଲେ 3 1 4 2 କୁ 2 9 କୁ 9 ହେଲା ବିୟୋଗ 6 4 8 ତେବେ ଏମାନଙ୍କୁ ବିୟୋଗ କଲେ କେତେ ହବ 4 ରୁ 8 ଯିବନି 1 ନେଲି 14 ରୁ 8 ଗଲେ ହେଲା ଯଦି ବିୟୋଗ ବି ଜାଣିନ 12 ଟାଣି କରିବ ହେଲା 14 ରୁ 8 ଗଲେ କେତେ 6 ଏଠି ହଉଛି 2 ରୁ 4 ଯିବନି ମାନେ 1 ତ ଅଛି ହେଲା 2 ରୁ 1 ପଳେଇଛି 1 ଅଛି 1 ରୁ 4 ଯିବନି ଆଉ 1 ଆଣି ଆସିବ 11 ରୁ 4 ଗଲେ କେତେ 7 ଆଉ ଏଠି ରହିଲା ହଉଛି 8 8 ରୁ 6 ଗଲେ ହଉଛି 2 276 ବାହାରିଲା ବିୟୋଗଟା ହେଲା ଦେଖ ଚେକିଂ କରିଦିଅ ବିୟୋଗଟା ଠିକ କରିଛି ନା ନାଇଁ 14 ରୁ 8 ଗଲେ 6 ଏଠି 11 ରୁ 4 ଗଲେ 7 7 ରୁ 6 ଏଠି ହଉଛି କେତେ 8 ରୁ 6 ଗଲେ 2 ଠିକ ଅଛି ବିୟୋଗଟା ହେଲା ତେବେ 276 ଇଏ ପୁଣି ଜାଣିନ ହଉଛି ଇଏ 7 ଦ୍ୱାରା ଡିଭିଜିବୁଲ ନା ନାହିଁ ୟାକୁ ଚେକ୍ କରବ ନା 7 ଦ୍ୱାରା ଡିଭିଜିବୁଲ ତେବେ ଇଏ ହଉଛି କିସ କରବ ଲାଷ୍ଟଟାକୁ 2 ଗୁଣ କରିଦବ 6 ଦୁଣେ 12 12 ରୁ କାହାଠୁ ବିୟୋଗ କରିବ 27 ରୁ 27 ବିୟୋଗ 12 27 ରୁ 12 ଗଲେ କେତେ ହବ 7 ରୁ 2 ଗଲେ 5 15 ବୁଝିହେଲା ତେବେ 15ଟା 7 ପଣିକାରେ ଅଛି କି ନାହିଁ ତେବେ ପୁରା 7 ଦ୍ୱାରା ଡିଭିଜିବୁଲ ହବନି ଜାଣିପାରିଲ 7 ଦ୍ୱାରା ଡିଭିଜିବୁଲ ହେଲା ତାପରେ 8 ଦ୍ୱାରା 8 ଦ୍ୱାରା ଡିଭିଜିବୁଲ ଜାଣିବ କେମିତି ଲାଷ୍ଟ 3 ଡିଜିଟ୍ ଦ୍ୱାରା ଗଠିତ ସଂଖ୍ୟା ଯଦି 8 ପଣିକାରେ ଥାଏ ତେବେ ହଉଛି ପୁରା ନମ୍ବରଟି ହଉଛି 8 ଦ୍ୱାରା ଡିଭିଜିବୁଲ ହବ ହେଲା ଲାଷ୍ଟ 3 ଡିଜିଟ୍ ନମ୍ବର ଯଦି ଲାଷ୍ଟ 3 ଡିଜିଟ୍ ନମ୍ବର ଯଦି 8 ଦ୍ୱାରା ଡିଭିଜିବୁଲ ହୁଏ 8 ଦ୍ୱାରା ଡିଭିଜିବୁଲ ହୁଏ ଦେନ୍ ପୁରା ନମ୍ବରଟି 8 ଦ୍ୱାରା ଡିଭିଜିବୁଲ ହବ ହେଲା ଡେଫିନେସନରୁ କିଛି ବୁଝିପାରିଲନି ଏକ୍ସାମ୍ପଲ ଦେବା ଗୋଟେ ଏକ୍ସାମ୍ପଲ ହଉଛି 73816 ହେଲା ତ ଏଇ ନମ୍ବରଟା 8 ଦ୍ୱାରା ଡିଭିଜିବୁଲ ନା ନାହିଁ ଚେକ୍ করতে କୁହାହଉଛି ବୁଝିଲ ତେବେ କିସ করব তুমি ছোট ছুয়া পরি 7 3 8 1 6 হরণ 8 করবনি বুঝিপারলো কিস করব এতে প্র্যাকটিস করিথিব ହେଲା জলদি ହିଁ କରିପାରିବ ଯଦି ପ୍ରାକ୍ଟିସ ଥିବ ଲାଷ୍ଟ 3 ଡିଜିଟ୍ କିଏ 816 ୟାକୁ ହିଁ ହରଣ କରିବ କେତେ ଦ୍ୱାରା 8 ଦ୍ୱାରା ବୁଝିହେଲା 8 ଦ୍ୱାରା ହରଣ କଲେ କେତେ ହବ 8 1 8 8 0 0 8 2 16 ହଉଛି ଡିଭିଜିବୁଲ ହଉଛି ତେବେ ପୁରା ନମ୍ବରଟି 8 ଦ୍ୱାରା ଡିଭିଜିବୁଲ ହବ ବୁଝିପାରିଲନି ହେଲା ଆଉ ଗୋଟେ ଏକ୍ସାମ୍ପଲ ଦବା 7 2 3 4 ଇଏ ଦେଖବା 8 ଦ୍ୱାରା ଡିଭିଜିବୁଲ ନା ନାହିଁ ତେବେ କିସ করব পুরা নম্বরটাକୁ 8 দ্বারা হরণ করবনি কিস করব লাস্ট 3 ডিজিট দ্বারা গঠিত সংখ্যা সেইটাକୁ ହିଁ 8 দ্বারা কটাইতে চেষ্টা করব ତେବେ 8 ଦ୍ୱାରା ହବ ନା ନାହିଁ ଇଏ କଟବ ନା ନାହିଁ 2 3 4 বাই হরণ মানে বিভক্ত বুঝালা ছোটবেলে হরণ মানে এমতি কারো টাণুଥିଲ এইনা হচ্ছে বিভক্ত দেব বাই 8 ଏବେ ହଉଛି କିସ ହବ 8 1 8 8 2 16 16 ହେଲା ମାନେ ଆଉ କେତେ ବଢିଲା 4 3 7 7 64 ମାନେ 8 ଦ୍ୱାରା ଡିଭିଜିବୁଲ ନୁହଁ ହେଲା 8 ଦ୍ୱାରା ଡିଭିଜିବୁଲ ନୁହଁ ମାନେ ପୁରା ନମ୍ବରଟା ହଉଛି 8 ଦ୍ୱାରା ଡିଭିଜିବୁଲ ନୁହଁ ତାପରେ ଦେଖିବା 9 ଦ୍ୱାରା ଡିଭାଇଡ 9 ଦ୍ୱାରା ଡିଭିଜିବୁଲ ନା ନାହିଁ ହେଲା ଗୋଟେ ସଂଖ୍ୟା 9 ଦ୍ୱାରା କେମିତି ଡିଭିଜିବୁଲ ହବ 9 ଦ୍ୱାରା ଡିଭିଜିବୁଲ ଫର୍ମୁଲା ଅଛି ଗୋଟେ ନମ୍ବର ଯେମିତି 3 1 4 5 6 9 ଆଉ 3 ଟିକେ ଟିକେ ସେମ୍ ହେଲା 3 1 9 ଇଏ ହଉଛି 9 ଦ୍ୱାରା ଡିଭିଜିବୁଲ ନା ନାହିଁ ଚେକ୍ କରିବା କେମିତି ୟାକୁ ଯୋଗ କରି ଦେଖ ଯେତେ ଗୁଡ଼ା ଡିଜିଟ୍ ଅଛନ୍ ସବୁକୁ ଯୋଗ କରି ଦେଖ 3 ରେ ମିଶିଲେ 4 4 4 8 8 5 ହଉଛି କେତେ 13 13 3 ହଉଛି 16 16 ରେ 1 ମିଶିଲେ 17 17 ରେ 9 ମିଶିଲେ କେତେ 17 ରେ 9 ମିଶିଲେ ହଉଛି 26 ହେଲା ତେବେ 26ଟା 9 ଦ୍ୱାରା ଡିଭିଜିବୁଲ କି ନାହିଁ ତେବେ ପୁରା ନମ୍ବରଟା 9 ଦ୍ୱାରା ଡିଭିଜିବୁଲ ନୁହଁ 343 ଦେଖବା 9 ଦ୍ୱାରା ଡିଭିଜିବୁଲ ନା ନାହିଁ ହେଲା କିସ କରିବା ଯୋଗ କରି ଦେଖବା 4 3 7 8 9 10 ହେଲା ମାନେ 343 ବି 9 ଦ୍ୱାରା ଡିଭିଜିବୁଲ ନୁହଁ ଦେଖ ଆଉ ଗୋଟେ ନମ୍ବର ଦଉଛି 9861 ये 9 द्वारा डिविजिबल ना नहीं चेक करवा है जोग कर देखा फास्ट केमती जानवा 9 द्वारा डिविजिबल ना नहीं एड कर देखा एड करवा 6 रे 1 मिसले 7 7 8 केते 15 15 रे 9 मिसले केते 15 रे 9 मिसले होची 24 हला तबे 24 टा 9 को पणिकारे नाही तबे ये भी होची किछो हमर 9 द्वारा डिविजिबल नो सेमती 72 72 टा 9 द्वारा डिविजिबल ना नहीं देखबा 7 रे 2 मिसले 9 हला माने 9 टा 9 को पणिकारे अछि तेबे होची 72 टा 9 द्वारा डिविजिबल 9 द्वारा जानलो 10 द्वारा जानिछो ऑलरेडी लास्ट रे किसो थिबो शून्य थिले होची 10 द्वारा डिविजिबल 11 द्वारा इंपोर्टेंट बुझाला 11 इंपोर्टेंट 11 द्वारा चाहबो केमती 1331 अछि हला 11 द्वारा होची जानबा पई हेले तुमे ओड प्लेस गुडा प्रथम गारो देइ दो हला 1 3 एगुडा होची ओड प्लेस रे अछन तो एमान को पाखरे गारो देइ बुझाला हमर राइट साइड टू देबो हला यूनिट डिजिट रु देबो हला
ତାପରେ ହଉଛି ସେମାନଙ୍କୁ ଏଡ୍ କରିଦବ ଯୋଉଗୁଡାରେ ଗାର ଦେଇଛ। 3 ରେ 1 ମିଶିଲେ କେତେ 4, ଆଉ ଯୋଉଗୁଡା ବାକି ରହିଗଲେ ସେମାନଙ୍କୁ ବି ଯୋଗ କରିଦବ। ବୁଝିହେଲା, 3 ରେ 1 ମିଶିଲେ 4। ତ ଯେଇ ଯୋଗ ଫଳଟା ବାହାରିଲା ସେମାନଙ୍କୁ ବିয়োଗ କରିଦବ। ବିয়োଗ କଲେ ଯଦି ସେଇ ବିয়োଗ ଫଳଟା ଆମର 11 ଦ୍ୱାରା ଡିଭିଜିବୁଲ ହୁଏ, ତେବେ ହଉଛି ପୁରା ନମ୍ବରଟି 11 ଦ୍ୱାରା ଡିଭିଜିବୁଲ। ବୁଝିପାରିଲ କିସ କହିଲି? 4 ରୁ 4 ଗଲେ 0, 0 ଟା 11 ଦ୍ୱାରା ବିଭାଜ୍ୟ ହେଲା, 11 0 0, ତେବେ ହଉଛି ଏଇ ନମ୍ବରଟା ବି 11 ଦ୍ୱାରା ଡିଭିଜିବୁଲ। ତ ମନେ ରହିଲାନି, ଆଉ ଗୋଟେ ଏକ୍ସାମ୍ପଲ ଦଉଛି 1 4 3 6 2 1। ये देखो 11 द्वारा डिविजिबल ना नहीं है। क्वेश्चन ଦେଇଛି check it is divisible by 11 or not ହେଲା। କିସ करबा फास्ट ऑड प्लेस गुडारे होची गारो ଦେଇଦବା ହେଲା। ଜଣେ ସେ ଗାରଟାକୁ ସ୍କିପ ବି କରିପାରେ, ସେ ସିଧା ଅଡ୍ ପ୍ଲେସ ଦେଖିକି ଜଣା ପଡୁଛି ଯୋଗ କରିଦବ ହେଲା। ଆଉ ଯେ ଜାଣି ପାରୁନ ଗାର ଦବ। ବୁଝିଲ, 6 ରେ 1 ମିଶିଲେ 7, 7 ରେ 4 ମିଶିଲେ କେତେ 11, ବିୟୋଗ 2 ରେ 3 ମିଶିଲେ କେତେ 5, 5 ରେ 1 ମିଶିଲେ 6, 11 ରୁ 6 ଗଲେ କେତେ 5, 5 ଟା 11 ପଣିକାରେ ନାହିଁ, ତେବେ ଇଏ ହଉଛି 11 ଦ୍ୱାରା ଡିଭିଜିବୁଲ ନୁହଁ। ବୁଝିପାରିଲ, 11 ଦ୍ୱାରା ଡିଭିଜିବୁଲ ଫର୍ମୁଲା ଜାଣିଲ। ତାପରେ ହଉଛି 12 ଦ୍ୱାରା ଡିଭିଜିବୁଲ ଜାଣିବା। 12 ଦ୍ୱାରା ହଉଛି କିସ କନା, ଯଦି if a number is divisible by both 3 and 4 then it is divisible by 12 ହେଲା। ଯଦି ଗୋଟେ ନମ୍ବର ଉଭୟ 3 ଆଉ 4 ଦ୍ୱାରା ଡିଭିଜିବୁଲ ହେଇଯାଏ, ତେବେ ଇଏ ହଉଛି କିସ 12 ଦ୍ୱାରା ଡିଭିଜିବୁଲ ହବ। if a number is divisible by both 3 and 4, both 3 and 4 then it is also divisible by 12 ହେଲା। ଏକ୍ସାମ୍ପଲ ଗୋଟେ ଦବା, ଯେମିତି 144, 144 ଟା ଆମର 2 ଦ୍ୱାରା ଡିଭିଜିବୁଲ ହବ ନା ନାହିଁ? 2 ଦ୍ୱାରା ଡିଭିଜିବୁଲ ହବ, ଦେଖିକି ଜଣା ପଡୁଛି ଲାଷ୍ଟରେ 4 ଅଛି ମାନେ ହେଲା। 3 ଦ୍ୱାରା ହବ ନା ନାହିଁ? 3 ଦ୍ୱାରା ହଉଛି ଯୋଗ କରି ଦେଖବା, 4 4 କେତେ 8, 8 ରେ 1 ମିଶିଲା 9, ମାନେ 3 ଦ୍ୱାରା ବି ଡିଭିଜିବୁଲ ହବ। ତେବେ ଯଦି 3 ଆଉ 4 ଉଭୟ ଦ୍ୱାରା ଡିଭିଜିବୁଲ ହଉଛି, ଅବଭିୟସଲି ଏ 12 ଦ୍ୱାରା ଡିଭିଜିବୁଲ ହବ। ବୁଝିପାରିଲ? ତାପରେ ହଉଛି 13 ଦ୍ୱାରା ଦେଖବା ହେଲା। 13 ଦ୍ୱାରା ଡିଭିଜିବୁଲ ଫର୍ମୁଲା, 13 ଦ୍ୱାରା ଡିଭିଜିବୁଲ ଫର୍ମୁଲା ଆକ୍ଚୁଆଲି 7 ଦ୍ୱାରା ଡିଭିଜିବୁଲ ଫର୍ମୁଲା ସହ ଟିକେ ଟିକେ ସେମ୍ ହୁଏ। ବୁଝିହେଲା, 7 ଦ୍ୱାରା ଟିକେ ଟିକେ ନାହିଁ, ପୁରା ସେମ୍ ହୁଏ ହେଲା। ଧରା ଯାଉ ଗୋଟେ 7 3 1 4 ଦେଇଛି ହେଲା। 13 ଦ୍ୱାରା ଡିଭିଜିବୁଲ ନା ନାହିଁ, କେମିତି ଯୋଗ କରବା? ତୁମେ କରବ ହଉଛି 3ଟା 3ଟାରେ ଗାର ଦେବ। କିସ କରବ? 3ଟା 3ଟାରେ ଗାର ଦେବ ନା। 7 3 1 4 2 1 3ଟାରେ ଗାର ଦେଲ ହେଲା। 3ଟାରେ ଗାର ଦେଲ ତ ଏମାନଙ୍କୁ ଡିଫରେନ୍ସ କରବ। ବୁଝିହେଲା, ଆଉ ଧରା ଯାଉ ଗୋଟେ ନମ୍ବର ଅଛି ଏତିକି, ତେବେ ଏମାନଙ୍କୁ ଡିଫରେନ୍ସ କରବ। ବୁଝିହେଲା, 4 2 1 ଆଉ 1 କୁ ପ୍ଲସ କଲ କେତେ ହବ? 4 2 2 ହବ। 4 2 1 ପ୍ଲସ 1 ବିୟୋଗ 7 3 1, ତେବେ 4 2 2 ବିୟୋଗ 7 3 1 କେତେ ହବ? ଛୋଟରୁ ବଡ ତ ବିୟୋଗ ହେଇପାରୁନି, ବଡରୁ ସାନ ବିୟୋଗ କରିବା ହେଲା। 7 3 1 ବିୟୋଗ 4 2 2 ମାନେ 11 ରୁ 2 ଗଲେ 9 ହେଲା। ତାପରେ ହଉଛି କେତେ ଆମର ଏଠି 2 ରୁ 2 ଗଲେ 0, ତାପରେ ଏଠି କେତେ ରହିଲା 7 ନାହିଁ, ହଁ 7 ରୁ 4 ଗଲେ ହଉଛି 3, 309। 309 ଟା 13 ଦ୍ୱାରା ଡିଭିଜିବୁଲ ନା ନାହିଁ ଦେଖବା। 13 କେ 13 13 ଦୁନେ 26, 26 ମାନେ ହଉଛି 4, ମାନେ 33 ଦ୍ୱାରା ଡିଭିଜିବୁଲ 30 ଦ୍ୱାରା ଡିଭିଜିବୁଲ ହବନି। ବୁଝିପାରିଲ? ତ 13 ଏତେ ଇମ୍ପୋର୍ଟାଣ୍ଟ ନୁହଁ। ଯଦି ଜାଣିପାରିଲନି ଭିଡିଓଟିକୁ ଆଉ ଥରେ ଉଲ୍ଟା କରି ଦେଖ ହେଲା। ଆଉ ଗୋଟେ ଏକ୍ସାମ୍ପଲ ଦଉଛି, ବୁଝିପାରୁନ। ଆଉ ଗୋଟେ ଏକ୍ସାମ୍ପଲ ହଉଛି 7 3 8 7 8 4 1 2, ଇଏ 13 ଦ୍ୱାରା ଡିଭିଜିବୁଲ ନା ନାହିଁ ଚେକ୍ କରବ। କିସ କରବ? ତୁମେ ହଉଛି 3ଟା 3ଟା ଗାର ଟାଣିଦବ। ଏଠି 3ଟା ଗାର ଟାଣିଲ ତ 78 ବଚିଗଲା ହେଲା। ତେବେ କିସ କରବ? 4 1 2 ମାଇନସ 7 8 କଲେ କେତେ ହବ? 12 ରୁ 8 ଗଲେ କେତେ? 12 ରୁ 8 ଗଲେ 4, ଏଠି ରହିଛି ହଉଛି କେତେ ଆମର 0, 0 ରୁ 7 ଯିବନି, 1 ନେଲ 10 ରୁ 7 ଗଲେ କେତେ ହବ? 3, ଏଠି ରହିଲା 3 କୁ 3, ତେବେ 334 ଟା 13 ଦ୍ୱାରା ଡିଭିଜିବୁଲ ନା ନାହିଁ ଚେକ୍ କରବ। 334 ହରଣ 13, 13 1 13, 13 ଦୁणे 26, ଏଟା କେତେ ହବ? 3 6 4 ହେଲା। ତ ହବନି, 13 ଦ୍ୱାରା ଡିଭିଜିବୁଲ ହବନି। ବୁଝିହେଲା? ତ 13 ଦ୍ୱାରା ଜାଣିଲ। 14 ଦ୍ୱାରା ଦେଖବା। 14 ଦ୍ୱାରା ଡିଭିଜିବୁଲ ଫର୍ମୁଲା ହଉଛି 14 ଦ୍ୱାରା ଡିଭିଜିବୁଲ ଫର୍ମୁଲା ହଉଛି if a number divisible by both 7 and 2, if a number divisible by both 7 and 2 is called ମାନେ is divisible by 14। ବୁଝିହେଲା? ଗୋଟେ ନମ୍ବର ଯଦି 7 ଆଉ 2 ଦ୍ୱାରା ଉଭୟ ଦ୍ୱାରା ଡିଭିଜିବୁଲ ହେଲା, ତେବେ ସିଏ ହଉଛି କିସ ଆମର 14 ଦ୍ୱାରା ଡିଭିଜିବୁଲ ହବ ହେଲା। କିସ କହିଲି? ଗୋଟେ ନମ୍ବର if a number is divisible by both 7 and 2 then it is also divisible by 14 ହେଲା। ଗୋଟେ ଏକ୍ସାମ୍ପଲ ଦେଖ,
ଡେଫିନେସନ ମନେ ରଖିବା ଦରକାର ନାହିଁ। ତୁମେ ଯଦି ଡେଫିନେସନ ବି ଘୁଷି ଦେଇଥାଉ ହେଲା, ଗଣିତ ଗୋଟେ କରିପାରିଲନି, ତେବେ ତୁମର ଡେଫିନେସନ ଘୋଷିବାର କିଛି କାମରେ ଦେବନି, ବୁଝିହେଲା। କିନ୍ତୁ ତୁମେ ଡେଫିନେସନ ନ କହିପାରିଲେ ବି ଯଦି ଗୋଟେ ଗଣିତ କରିଦେଲ ହେଲା, ସେଇଟା ଗୋଟେ ବଡ କଥା ହେଲା। ତ ଗୋଟେ ନମ୍ବର ଦଉଛି 7314 ହେଲା। देखा ये आमर 14 द्वारा डिविजिबल हम ना नहीं। फास्ट देखा 2 द्वारा डिविजिबल ना नहीं है 2 द्वारा डिविजिबल जानी पारलो ई पाइना लास्ट रे 4 अछि। तापर 7 द्वारा डिविजिबल ना नहीं देखा 7 द्वारा डिविजिबल केमती चेक करबा 7 द्वारा डिविजिबल लो दुईटा अछि हैला तीनटा रे गारो देले 3 1 4 वियोग 7 केते हबो 307 तबे 307 माने पुणी याको हरण करि पारबे किंतु मु हरण करबिनी शॉर्टकट ट्रिक रे करबी 7 को 2 गुण करले केते हबो 14 14 रु 30 कले 30 रु 14 कले केते हबो 16 16 टा होची ते हमर 7 को पणिकार नाही माने ये 7 द्वारा डिविजिबल होबनी तबे पूरा फुल संख्याटा 7 द्वारा डिविजिबल होबनी हैला 14 जानलो 15 15 द्वारा डिविजिबल केमति जानबा if a number is divisible by both 3 and 5 then it is also divisible by 5 now 15 if a number is divisible by both 3 and 5 3 and 5 then it is also divisible by 15 जानलो 3 माने 15 द्वारा हैला तापर होची 16 द्वारा 16 द्वारा केमति जानबा 16 द्वारा होची 4 digit of a number is if last 4 digit of a number is divisible by 16 then it is also divisible by 16 बुझला तो जदि गोटे बड़ संख्या देइथबो पचास ये 16 द्वारा विभाजन नहीं है किस करबो तुमे बड़ संख्या रु लास्ट 4टा डिजिट द्वारा नहीं तैयारी होतबा नंबर को नेबो बुझला तबे सेटा को हरण कर देखो पूराटा को हरण करले तुमरो 5 मिनिट पळेबो तबे लास्ट 4 डिजिट को होची हरण करबो हैला तो कहबो सेटा भी तो लेट लागो प्रैक्टिस करो जल्दी रे हिजबो हैला लास्ट 4 डिजिट द्वारा नंबर को डिविजिबल डिवाइड कर देखो जदि सेटा 16 द्वारा डिविजिबल हे गला तबे पूराटा होची 16 द्वारा डिविजिबल हबो तापर 17 द्वारा हमर बही रे नाही हैला 17 द्वारा नाही 17 जो द्वारा जे जानिछो से जणैबो बुझाला कमेंट रे बा पर्सनल मेसेज करी कहबो आपरे होची 18 द्वारा होची कि सब ना if a number is divisible by both 9 and 2 sorry 8 and 3 9 and 2 नहीं if a number is divisible by both 8 and 3 then it is also divisible by 18 बुझाला 18 द्वारा डिविजिबल केमति जानबा जदि गुटे नंबर बोथ सॉरी एटा 18 द्वारा होची 9 and 2 ठीक कहिथिले हैला if a number is divisible by both 9 and 2 then it is also divisible by 18 गुटे नंबर 18 द्वारा डिविजिबल बोले जानबो केमति तुमे 2 द्वारा देखबो कटुची ना नहीं आ होची 9 द्वारा कटुची ना नहीं जदि 2 आ 9 द्वारा डिविजिबल हे गला तबे सी ऑटोमेटिक 18 द्वारा डिविजिबल हे जिवो बुझ पारलो 18 द्वारा जानलो तुमे छोट बड़े 11 जाई पढितलो हला एना होची केते 20 जाई पाखा पाखी पढबा तापर होची 18 जानलो 19 देखबा 19 रो नाही हला 19 रो नाही सीधा 24 को आसो 24 रो होची कि सब ना if a number is divisible by both 8 and 3 if a number is divisible by both 8 and 3 then it is also divisible by 24 बुझाला गुटे संख्या जदि 8 और 3 द्वारा विभाजित होची तेबे से 24 द्वारा भी विभाजित होबो ऑटोमेटिक निहाती हैला गारंटी रो सो तापर होची 24 रो पढले तापर पढवा 40 रो 40 रो होची if a number is divisible by 8 and 5 if a number is divisible by both 8 and 5 then it is also divisible by 40 हैला it is also divisible by 40 बुझपारलो तापर होची जानले 40 रो 80 द्वारा जानबा 80 द्वारा होची कि सब ना if a number is divisible by 5 and 16 if a number is divisible by 5 and 16 then it is also divisible by किसो 80 it is also divisible by 80 जानि पारलो
तो एतकी थिला होची डिविजिबल फार्मूला हैला। तो यार छाड़िक भी बहुत फार्मूला अछि तुमे जदि जानिछ सेगुडा होची कमेंट सेक्शन रे होची मेंशन करबो बुझला। जे जदि जानिछ या करबो हैला। तापर पढ़बा होची इम्पोर्टेंट फार्मूला किछि पढ़ी दबा हैला। इम्पोर्टेंट 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 फार्मूला इम्पोर्टेंट फार्मूला माने होची जेमति 1 2 3 हैला एडा होची केते n जाय जोक हेतबो यार फार्मूला होची कि n into n plus 1 by 2 एग्जांपल गुटे करि देखुची हैला 1 जुक्त 2 जुक्त 3 जुक्त 5 जुक्त 6 जुक्त 7 जुक्त डैश 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 केते 19 हैला। तबे एटा केते हबो जदि पचारि जे तुमे छोटो छुआ परि जोग करबो कि नाइ छोटो छुआ परि जोग करबोनी हैला। छोटो छुआ परि जोग करले भी हबो आंसर बाहिरिबो किंतु होची गुटे जोग करू 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 किस हमर बेल बाजी हितबो बुझि पालो। तबे किस करबो कोना n into n plus 1 by 2 हैला फार्मूला n माने होची केतेटा पद अछि एठी केतेटा अछि 19 टा अछि 1 रो स्टार्ट हिच माने 19 टा अछि हैला 19 into 19 plus 1 by 2 तबे केते हबो हैला तुमे डायरेक्ट करि पारबो एटा फार्मूला परि न लिखि भी केते करबो 19 into 20 by 2 केते हबो 2 1 2 2 10 20 माने 19 10 190 बुझला। एमती होची तार फार्मूलाटा हैला। तापर पढ़बा होची कि सब 1 जुक्त 3 जुक्त 5 जुक्त 7 जुक्त n जाई हैला माने अजुग्म संख्यार जोगफल होची केते होय कोना तार फार्मूला n स्क्वायर। ता माने गुटे एग्जांपल देखा गुटे एग्जांपल होची 1 जुक्त 3 जुक्त 5 जुक्त 7 जुक्त डैश 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 13 केते हबो 13 रो 13 रो स्क्वायर कर दबनी बुझला 13 रो स्क्वायर कर लास्ट रे की अछि सेटा देखबोनी देखबो केटा अछि 1 रु 13 टा केटा अछि 1 3 5 7 9 तापर होची केते 11 13 केटा अछि हमर गणी गणी होची 7 टा अछि 7 रो स्क्वायर करबो बुझला 7 रो स्क्वायर 7 रो स्क्वायर माने केते 7 7 49 बुझला एतकी हबो हला नाले लास्ट रे 13 देखि कि 13 रो वर्ग कर दिबो सेमति नो हला केटा अछि 1 रु 13 जाय केटा अछि 1 तापर होची 3 तापर होची 5 7 9 11 तापर 13 हला केटा अछि 7 टा तबे 7 रो स्क्वायर समान 49 हबो बुझि पारलो। सेमति आ गुटे फार्मूला होची 1 ना 2 प्लस 4 प्लस 6 प्लस हला एटा जुग्म संख्यार समष्टि तार फार्मूला होची n into n plus 1 2n plus 1 by 6 हला माने देखबो केटा पद अछि लास्ट केते अछि सेटा इंपोर्टेंट नो केटा पद अछि केटा पद जानबा पय हले किसो कर दबो डिवाइड 2 कर दबो हला जुग्म और अजुग्म संख्या केटा अछि जानबा पय हले लास्ट जे थिबो सेटा हरण 2 कर दबो बुझला बाहरी जुग्म होची केटा पद अछि सेटा होची n बाहरिला बुझ पारलो फार्मूला जानलो हला। तो फार्मूला लगे कि ए वीडियोटा को मने रखो ए फार्मूला गुडा को खाता रे लिखि रखो नेक्स्ट क्लास रे हमें होची गुटे गुटे गणित करबा बुझि पारलो। तापर होची आ गुटे होची वर्ग फार्मूला 1 रो स्क्वायर प्लस 2 रो स्क्वायर प्लस 3 रो स्क्वायर प्लस केते n n रो स्क्वायर एटा केते होय कोना यार फार्मूलाटा होय होची सॉरी एठी टिके भूल कर देले हला n into n plus 1 यार फार्मूलाटा होची केते n into n plus 1 2 plus 4 plus 6 plus डैश 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 n टा होची किछ होय n into n plus 1 हला यार फार्मूला होची n into n plus 1 2n plus 1 by 6 बुझ पारलो। आ गुटा होची 1 रो क्यूब प्लस 2 रो क्यूब प्लस 3 रो क्यूब केते n रो क्यूब सेटा केते होय कोना n into n plus 1 by 2 रो होल स्क्वायर हला एटा होची गुटे फार्मूला बुझला एटा होची कि हमर समांतर प्रगति रो फार्मूला हला जो गुटे गुटे मैथ करबा नेक्स्ट क्लास रे। तापर देखबा होची फेस वैल्यू और प्लेस वैल्यू फेस वैल्यू आ गुटा होची प्लेस वैल्यू फेस वैल्यू और प्लेस वैल्यू केमति जानबा देखो गुटे नंबर देछि 3 4 8 6 9 हला एठी होची 9 रो होची प्लेस वैल्यू केते कोना सेही 9 बुझिहला कि पई 1 10 100 1000 ऐत लक्ष नियुत कोटी सुनि छन 9 रो प्लेस वैल्यू केते 9 into 1 बुझिहला 6 रो प्लेस वैल्यू केते 6 into केते हिबो 10 हला 6 into 10 माने 1460 तार प्लेस वैल्यू केते हिबो 60 8 रो प्लेस वैल्यू केते हो 8 into 100 देखो तुमे जदि जानि परनो केमति करबो 1 10 100 जानि छन नै 1 एई पटु कोनबो बा सब डाहा पटु कोनबो 1 10 100 1000 ऐत हला हमर केते 9 रे 1 पडुची एबे 9 into 1 हला 6 रे 10 पडुची 6 into 10 हला 8 रे होची केते 100 पडुची 8 into 100 हला 800 हबो एबे होची 4 रे केते पडुची 4 रे पडुची होची 4 into होची केते 1000
ମାନେ ହଉଛି 4000। ଆଉ ହଉଛି 3 ରେ କେତେ ପଡୁଛି 3 ଇଣ୍ଟୁ 10,000 ହେଲା, ମାନେ 30,000। ବୁଝିପାରିଲ? କିନ୍ତୁ ଯଦି ଫେସ୍ ଭ୍ୟାଲୁ 9 ର ଫେସ୍ ଭ୍ୟାଲୁ ସେଇ ସେତିକି 9, 6 ର ଫେସ୍ ଭ୍ୟାଲୁ ସେଇ 6, 8 ର ଫେସ୍ ଭ୍ୟାଲୁ ସେଇ 8, 4 ର ଫେସ୍ ଭ୍ୟାଲୁ ସେଇ 4, 3 ର ଫେସ୍ ଭ୍ୟାଲୁ ସେଇ 3। ବୁଝିଗଲା? ଫେସ୍ ଭ୍ୟାଲୁ ପ୍ଲେସ୍ ଭ୍ୟାଲୁ ଜାଣିଲ ହେଲା। ତାପରେ ହଉଛି ପଢବା ହଉଛି ୟୁନିଟ୍ ଡିଜିଟ୍ ହେଲା। ତ ଏମିତି ସିମ୍ପଲ କ୍ୱେଶ୍ଚନ୍ ପଡେନି ହେଲା, ସିମ୍ପଲ କ୍ୱେଶ୍ଚନ୍ ପଡେନି। ସେ ପଡିଥିବ ଗୋଟେ ନମ୍ବରରେ ହେଲା 3 4 8 6, ଏଇ ନମ୍ବରରେ 8 ର ଫେସ୍ ଭ୍ୟାଲୁ ଆଉ ପ୍ଲେସ୍ ଭ୍ୟାଲୁ ର ମଲ୍ଟିପ୍ଲାଏ କଲେ କେତେ ବାହାରିବ, ସେମାନଙ୍କର ସମ୍ କେତେ ହେଲା, ସେମିତି ପଡିଥିବ। ବୁଝିଲା? ତାପରେ ହଉଛି ୟୁନିଟ୍ ଡିଜିଟ୍, ୟୁନିଟ୍ ଡିଜିଟ୍ ପଢବା। ୟୁନିଟ୍ ଡିଜିଟ୍, ତ ୟୁନିଟ୍ ଡିଜିଟ୍ ଦେଖ ଗୋଟେ ଇମ୍पोର୍ଟାଣ୍ଟ ଟପିକ୍ ୟୁନିଟ୍ ଡିଜିଟ୍ ହେଲା। ପରୀକ୍ଷାରେ ହଉଛି ଏଇଠୁ ବେଶୀ ଇମ୍पोର୍ଟାଣ୍ଟ କ୍ୱେଶ୍ଚନ୍ ପଡେ ହେଲା। ତ ୟୁନିଟ୍ ଡିଜିଟ୍ ମାନେ ହଉଛି ଲାଷ୍ଟ ଡିଜିଟ୍ ଟା କେତେ। ବୁଝିଲା? ତ ସିମ୍ପଲ ରୁ ଯିବା ଏକ୍ସାମ୍ପଲ 1 ହେଲା, ଟାଇପ 1। ଟାଇପ 1 ରେ ହଉଛି ଦେଖ ନା, ଏଇଠି କୁହ 382138210। ଏଠି ୟୁନିଟ୍ ଡିଜିଟ୍ କେତେ? ଏଠି ୟୁନିଟ୍ ଡିଜିଟ୍ ହଉଛି 0। ବୁଝିଲା? ଏଟା ତ ଦେଖିକି ଜାଣିପାରିଲ ହେଲା, ଇଏ ହଉଛି ଟାଇପ 1। ତାପରେ ହଉଛି ଟାଇପ 2 ରେ ହଉଛି ୟୁନିଟ୍ ଡିଜିଟ୍ କେତେ? ଟାଇପ 2 ର କ୍ୱେଶ୍ଚନ୍ ଦଉଛି 2 3 ପ୍ଲସ୍ 3 5। ଏଇଠି ୟୁନିଟ୍ ଡିଜିଟ୍ କେତେ? ଏଇଠି ୟୁନିଟ୍ ଡିଜିଟ୍ କେତେ? ତୁମେ ଲାଷ୍ଟ ଟାକୁ ଯୋଗ କରି ଦେଖବ। ବୁଝିଲା? ଲାଷ୍ଟ ଟାକୁ ଯୋଗ କଲେ କେତେ? 5 3 8, ୟୁନିଟ୍ ଡିଜିଟ୍ ହଉଛି 8। ସେମିତି 2 9 ପ୍ଲସ୍ 1, তো পুরাটাକୁ যোগ করবা দরকার নেই ହେଲା, পুরাটাକୁ যোগ করবা দরকার নেই 3 1 ହେଲା। পুরাটাକୁ যোগ করবা দরকার নেই, ଲାଷ୍ଟକୁ ଯୋଗ করବ। 9 ରେ 1 ମିଶିଲେ କେତେ? 10। 10 ରୁ ହଉଛି 0 ଟା ହଉଛି ୟୁନିଟ୍ ଡିଜିଟ୍ ହବ, ନହେଲେ 10 ଲେଖି ଦେଇଥିବ, ଭୁଲ ହେଇଯିବ। ବୁଝିଲା? 10 ଲେଖିଦେଲେ। ତାପରେ ସେମିତି ଆଉ ଗୋଟେ କଡା କ୍ୱେଶ୍ଚନ୍ ଯିବା ହେଲା, 3 4 ପ୍ଲସ୍ 2 3 ଯୁକ୍ତ 3 6 ହେଲା। ଏଠି ୟୁନିଟ୍ ଡିଜିଟ୍ କେତେ ହବ? 4 3 7, 7 6 କେତେ? 6 6 12 13। 13 ମାନେ ହଉଛି ୟୁନିଟ୍ ଡିଜିଟ୍ ଟା କେତେ ହବ? 13 ରୁ 3 ଲେଖବ। ବୁଝିହେଲା? ସେଇଟା ହଉଛି ୟୁନିଟ୍ ଡିଜିଟ୍। ବୁଝିପାରିଲ? ସେଇଟା ହଉଛି ୟୁନିଟ୍ ଡିଜିଟ୍। ଆଉ ଟିକେ କଡା ଯିବା ହେଲା, 2 3 ଇଣ୍ଟୁ 4 6। ଏଠି ୟୁନିଟ୍ ଡିଜିଟ୍ କେତେ ହବ? ଲାଷ୍ଟ ଗୁଡାକୁ ଗୁଣନ କରି ଦେଖ, 6 3 18, 18 ରୁ 8, ୟୁନିଟ୍ ଡିଜିଟ୍ ହଉଛି 8। ଜାଣିପାରିଲ ୟୁନିଟ୍ ଡିଜିଟ୍ ହେଲା। ୟୁନିଟ୍ ଡିଜିଟ୍ ଏଗୁଡା ତ ସିମ୍ପଲ ଜିନିଷ ଥିଲା, ୟୁନିଟ୍ ଡିଜିଟ୍ ବାହାର କରିବା ହେଲା। ତାପରେ ଧୀରେ ଧୀରେ କଡା ଯିବା। ଏଇନା ଟାଇପ ନମ୍ବର 3, ଏଇଠି କହିଥିବ ଏଇଠି ୟୁନିଟ୍ ଡିଜିଟ୍ କେତେ ବାହାର କର ହେଲା। 2 ଟୁ ଦି ପାୱାର 3, ୟାର ୟୁନିଟ୍ ଡିଜିଟ୍ କେତେ ହେଲା। ତ ଦେଖ 2 ଟୁ ଦି ପାୱାର 3 ର ୟୁନିଟ୍ ଡିଜିଟ୍ ବାହାର କରିବା ପାଇଁ ହେଲେ ତୁମେ କେତେ 2 ଟୁ ଦି ପାୱାର 3 ମାନେ କେତେ ହବ? 8 ହବ। ତେବେ ୟୁନିଟ୍ ଡିଜିଟ୍ କେତେ ହେଲା? 8। ବୁଝିଲା? ଏଟା ତ ସିମ୍ପଲ ଟା ଥିଲା, ଜାଣିପାରିଲ ହେଲା। ତେବେ ଗୋଟେ ଟେବୁଲ ମନେ ରଖିବ ହେଲା, ଟେବୁଲ ମନେ ରଖିବ, ମାନେ ଟେବୁଲ ଟା ମନେ ରଖିଲେ ନ ରଖିଲେ ବି ହବ। ବୁଝିଲା? ବାର ପ୍ରାକ୍ଟିସ କଲେ ହେଲା ତୁମର ହେଇଯିବ। ଦେଖ ଗୋଟେ ଏକ୍ସାମ୍ପଲ ଦଉଛି, 3 ଟୁ ଦି ପାୱାର 7, ୟାର ୟୁନିଟ୍ ଡିଜିଟ୍ କେତେ ବାହାର କରବା। ବୁଝିଲା? ୟାର ୟୁନିଟ୍ ଡିଜିଟ୍ କେତେ ବାହାର କରବା। ତେବେ ଦେଖ ତୁମେ ଜାଣିଛ 3 ଟୁ ଦି ପାୱାର 1 ଟା କେତେ ହୁଏ ହେଲା। 3 ଟୁ ଦି ପାୱାର 1 ଟା କେତେ ହୁଏ? 1। 3 ଟୁ ଦି ପାୱାର 3 ଟା କେତେ ହୁଏ? ସରି 3 ଟୁ ଦି ପାୱାର 2 ଟା କେତେ ହୁଏ? 9। 3 ଟୁ ଦି ପାୱାର 3 ଟା କେତେ ହୁଏ? 27 ହେଲା। 27 ମାନେ 7, ଲାଷ୍ଟ 7 ରୁହେ। ବୁଝିଲା? ତାପରେ ହଉଛି 3 ଟୁ ଦି ପାୱାର 4 ଟା କେତେ ହୁଏ? 21 ନା 81, 81 ରୁ 1 ରହେ ଲାଷ୍ଟରେ। ବୁଝିପାରିଲ? ତେବେ 81 ରୁ 1, ତେବେ ହଉଛି 3 ଟୁ ଦି ପାୱାର 5 ଟା କେତେ ହୁଏ? 343 ହେଲା, ମାନେ ଲାଷ୍ଟରେ ପୁଣି ହଉଛି କେତେ ହଉଛି? 3 ଟୁ ଦି ପାୱାର 3 ଟୁ ଦି ପାୱାର କେତେ? 5। ରୁହ ଟିକେ ଖାଲି ସକାଳ ୟୁନିଟ୍ ଡିଜିଟ୍ ହେଲା। ତ ଦେଖ କେମିତି କରୁଛି। ତୁମେ ଜାଣିଛ 3 ଟୁ ଦି ପାୱାର 7 ର ୟୁନିଟ୍ ଡିଜିଟ୍ ମାଗିଛି। ବୁଝିହେଲା? 3 ଟୁ ଦି ପାୱାର 1 କେତେ ହୁଏ? 3 ହୁଏ। 3 ଟୁ ଦି ପାୱାର 2 କେତେ ହୁଏ? ଆମର 9 ହୁଏ। 3 ଟୁ ଦି ପାୱାର 3 କେତେ ହୁଏ? 27 ହୁଏ। 27 ମାନେ ହଉଛି ଲାଷ୍ଟରେ କେତେ ରହିବ? ଲାଷ୍ଟରେ 7 ରହିବ ହେଲା। ତାପରେ ହଉଛି କି 3 ଟୁ ଦି ପାୱାର 4 ଟା କେତେ ହୁଏ? 81 ହୁଏ, ମାନେ ଲାଷ୍ଟରେ କେତେ ରହିବ? ଆମର 1 ରହିବ ହେଲା। 3 ଟୁ ଦି ପାୱାର 5, 3 ଟୁ ଦି ପାୱାର 5 ଟା କେତେ ହୁଏ? 243 ହେଲା। ଲାଷ୍ଟରେ କେତେ ରହିବ? 3, ମାନେ ୟୁନିଟ୍ ଡିଜିଟ୍ ଟା 3 ହବ। ଦେଖ 3 9 7 1 ପରେ ପୁଣି ରିପିଟ୍ ହଉଛି। ବୁଝିହେଲା? ପୁଣି ହଉଛି ୟୁନିଟ୍ ଡିଜିଟ୍ କେତେ କେତେ ଆସିବ? 3 ଟୁ ଦି ପାୱାର 6 ରେ ୟୁନିଟ୍ ଡିଜିଟ୍ କେତେ ଆସିବ? 9 ଆସିବ। 3 ଟୁ ଦି ପାୱାର 7 ରେ ୟୁନିଟ୍ ଡିଜିଟ୍ କେତେ ଆସିବ? 7। 3 ଟୁ ଦି ପାୱାର 8 ରେ ୟୁନିଟ୍ ଡିଜିଟ୍ କେତେ ଆସିବ? 1। ପୁଣି ରିପିଟ୍ ହବ। ବୁଝିହେଲା? ତ ଏଇ ଚାରିଟା ପରେ ରିପିଟ୍ ହଉଛି। ତେବେ କିସ କରିବ କୁହନି? ତୁମେ ଏଇ ଉପରେ ଦେଖ 7 ଅଛି, 7 କୁ କିସ ଦ୍ୱାରା ହରଣ କରିବ? 7 କୁ 4 ଦ୍ୱାରା ହରଣ କରିବ। 4ଟା ପରେ ରିପିଟ୍ ହଉଛି, 4 ଦ୍ୱାରା ହରଣ କରିବ। ତେବେ ହରଣ କଲେ କେତେ ହବ? 4
ଏକେ 4 କେତେ ବାହାରିଲା ରିମାଇଣ୍ଡର? ରିମାଇଣ୍ଡର ବାହାରିଲା ହଉଛି 3। ରିମାଇଣ୍ଡର ଯଦି 3 ବାହାରିଲା ତେବେ ହଉଛି ଏଇଠୁ କଣ ହବ 1 2 3 ତେବେ ହଉଛି 3 ଟୁ ଦ ପାୱାର 7 ରହୁଛି ୟୁନିଟ୍ ଡିଜିଟ୍ କେତେ ଆସିବ 7 ହେଲା। ବୁଝିପାରିଲନି? ଆଉ ଗୋଟେ କରିବା ହେଲା। ତ କଷ୍ଟ ତ କରତେ ହବ, ପ୍ରାକ୍ଟିସ ତ କରତେ ହବ। ପ୍ରାକ୍ଟିସ মেড এ ম্যান পারফেক্ট। যদি ପ୍ରାକ୍ଟିସ করবନି ହବନି କିଛି। ବୁଝିହେଲା? ତ ଦେଖ ନେକ୍ସଟ ଗୋଟେ ଗଣିତ କରିବା। ଧରାଯାଉ ଦିଆହେଇଛି 4 ଟୁ ଦି ପାୱାର 6 ହେଲା। ୟାର ୟୁନିଟ୍ ଡିଜିଟ୍ କେତେ ହବ? ତେବେ କିସ କରିବ କୁହନି? ତୁମେ ଫାଷ୍ଟ ଦେଖିବ ହଉଛି 4 ଟୁ ଦି ପାୱାର 1 ଟା କେତେ ହୁଏ? 4 ହୁଏ। 4 ଟୁ ଦି ପାୱାର 2 ର ୟୁନିଟ୍ ଡିଜିଟ୍ କେତେ ହୁଏ? 8 ହୁଏ। 4 ଟୁ ଦି ପାୱାର 3 ର ୟୁନିଟ୍ ଡିଜିଟ୍ କେତେ ହୁଏ? ସରି 8 ନାହିଁ, ଏଇଟା 16 ହୁଏ ହେଲା, ମାନେ 6 ହୁଏ ୟୁନିଟ୍ ଡିଜିଟ୍ ହେଲା। ତାପରେ 4 ଟୁ ଦି ପାୱାର 3 ର ୟୁନିଟ୍ ଡିଜିଟ୍ କେତେ ହୁଏ? 64 ମାନେ ଲାଷ୍ଟରେ 4 ହୁଏ। ତାପରେ 4 ଟୁ ଦି ପାୱାର 4 ର କେତେ ହୁଏ? 64 ଗୁଣନ 4 ମାନେ ପୁଣି 16 ହୁଏ ହେଲା। 4 ଚଉ 16, 16 ଚଉ 64 ହେଲା। ପୁଣି ଇଏ ହୁଏ 6 ହୁଏ। ତେବେ ଦେଖ ଆମର 4 ର ୟୁନିଟ୍ ଡିଜିଟ୍ ଟା ହେଲା 4 6 ପୁଣି 4 6 ରିପିଟ୍ ହଉଛି, ଦୁଇଟା ପରେ ରିପିଟ୍ ହଉଛି। ବୁଝିହେଲା? ତେବେ 4 ଟୁ ଦି ପାୱାର 1 ରେ 4 ହେଲା, 4 ଟୁ ଦି ପାୱାର 2 ରେ 6 ହେଲା, 4 ଟୁ ଦି ପାୱାର 3 ରେ 4 ହେଲା, 4 ଟୁ ଦି ପାୱାର 4 ରେ 6 ହେଲା। ପୁଣି 4 ଟୁ ଦି ପାୱାର 5 ଯଦି ଦେଖିବା ପୁଣି ଆଉଥରେ କେତେ ହେଇଯିବ? 4 ହେଇଯିବ। ବୁଝିହେଲା? ତେବେ ଦୁଇଟା ଦୁଇଟା ପରେ ରିପିଟ୍ ହଉଛି। ତେବେ ୟାର ୟୁନିଟ୍ ଡିଜିଟ୍ ହେଇଯିବ କିସ କରିଦବା 4 ଟୁ ଦି ପାୱାର 6 ମାନେ ହଉଛି 6 ହରଣ କେତେ କରିବା 4 ସରି 2 ହେଲା। ଦୁଇଟା ପରେ ରିପିଟ୍ ହଉଛି ମାନେ କିସ କରିବା? ଦୁଇଟା ପରେ ରିପିଟ୍ ହଉଛି ମାନେ 6 ହରଣ 2 କଲେ 2 3 6। ତେବେ ଆମ ରିମାଇଣ୍ଡର କେତେ ବାହାରିଲା? 0। ଯଦି ରିମାଇଣ୍ଡର 0 ବାହାରୁଛି ତେବେ ଲାଷ୍ଟରେ ଯିଏ ରହିବ ହେଲା ସିଏ ହଉଛି ତାର ୟୁନିଟ୍ ଡିଜିଟ୍ ହବ। ଲାଷ୍ଟରେ କିଏ ରହିଲା? 6। ଇଏ ହଉଛି ତାର ୟୁନିଟ୍ ଡିଜିଟ୍। ବୁଝିପାରିଲନି? ଆଉ ଗୋଟେ ଏକ୍ସାମ୍ପଲ ଦବା ହେଲା। 7 ଟୁ ଦି ପାୱାର 13 ହେଲା। 7 ଟୁ ବଡ଼ ବଡ଼ ଦବା 7 ଟୁ ଦି ପାୱାର 131 ବୁଝିହେଲା। ୟାର ୟୁନିଟ୍ ଡିଜିଟ୍ କେତେ ହବ? କିସ କରବ? ତୁମେ ଫାଷ୍ଟ ଲେଖବ ହଉଛି ହେଲା। ଲେଖବ ମାନେ ହଉଛି ପ୍ରଥମ ପ୍ରଥମ ଲେଖତେ ପଡବ, ପରେ ପ୍ରାକ୍ଟିସ ହେଇଗଲେ ଆଉ ଲେଖିବା ପାଇଁ ପଡବନି। 7 ଟୁ ଦି ପାୱାର 1 ର ୟୁନିଟ୍ ଡିଜିଟ୍ କେତେ ହବ? 7। 7 ଟୁ ଦି ପାୱାର 2 ର ୟୁନିଟ୍ ଡିଜିଟ୍ କେତେ ହବ? 49 ମାନେ 9। 7 ଟୁ ଦି ପାୱାର 3 ର ୟୁନିଟ୍ ଡିଜିଟ୍ କେତେ ହବ? 7 9 63 ମାନେ ହଉଛି କେତେ? 7 ଟୁ ଦି ପାୱାର 3 ର ୟୁନିଟ୍ ଡିଜିଟ୍ ମାନେ ହଉଛି 9। 9 ରେ 7 ଗୁଣନ କରିଦବ 7 9 63 ମାନେ 3। 7 ଟୁ ଦି ପାୱାର 4 ର ୟୁନିଟ୍ ଡିଜିଟ୍ କେତେ ହବ? ପୁଣି କେତେ ଗୁଣନ କରିଦବ? 3 ରେ 7 ଗୁଣନ କରିଦବ 7 3 21 ହେଲା 1 ହବ। ପୁଣି ହଉଛି ୟାର ୟୁନିଟ୍ ଡିଜିଟ୍ କେତେ ହବ? ମାନେ 7 ଟୁ ଦି ପାୱାର 5 ର ୟୁନିଟ୍ ଡିଜିଟ୍ ହବ ହଉଛି 1 ରେ 7 ଗୁଣନ କରିଦବ କେତେ ହବ? 7 1 7 ହେଲା। ତେବେ ପୁଣି ରିପିଟ୍ ହବ, 4ଟା ପରେ ପୁଣି ରିପିଟ୍ ହବ। ତେବେ ୟାର ୟୁନିଟ୍ ଡିଜିଟ୍ କେତେ ହବ କୁହ? ୟାର ୟୁନିଟ୍ ଡିଜିଟ୍ ହବ 131 ହରଣ କେତେ କରିବ? 7 ବୁଝିହେଲା। 7 ନୁହଁ 4 କରିବ ହେଲା। 1 2 3 4 ପରେ ରିପିଟ୍ ହଉଛି ହେଲା। 1 2 3 4 4ଟା ପରେ ରିପିଟ୍ ହଉଛି। ତେବେ 131 ହରଣ 4 କଲ। ତେବେ ହରଣ କଲେ କେତେ ହବ? 4 3 12। ତେବେ 3 ରୁ 2 ଗଲେ 1 1 କୁ 1। ତେବେ ପୁଣି କରିବ କେତେ? 4 ଦୁଣେ 8। ତେବେ 11 ରୁ 8 ଗଲେ କେତେ ହବ? 3। ତେବେ ହଉଛି 1 2 3 ହେଲା। ତେବେ ହଉଛି କିସ ଆମର 7 ଟୁ ଦି ପାୱାର 131 ର ୟୁନିଟ୍ ଡିଜିଟ୍ କେତେ ହବ? 3। ବୁଝିପାରିଲନି? ଆଉ ଗୋଟେ ଏକ୍ସାମ୍ପଲ ଦବା ହେଲା। ଆଉ ଗୋଟେ ଏକ୍ସାମ୍ପଲ ଦବା। ଫାଇଣ୍ଡ ୟୁନିଟ୍ ଡିଜିଟ୍ ଅଫ 3 7 1 8 ଟୁ ଦି ପାୱାର 3 ବୁଝିହେଲା। 3 7 1 8 ଟୁ ଦି ପାୱାର 3 ନାହିଁ 13 ବୁଝିହେଲା। ଏତେ ବଡ଼ ସଂଖ୍ୟା ଦେଇଛି ତ ତୁମକୁ କ୍ୱେଶ୍ଚନ ଦେଖିକି ହଉଛି ମୁଣ୍ଡ ପାଗଲା ହେଇଯିବ ହେଲା। ତ ଟେନସନ ନିଅନି, ବହୁତ ସିମ୍ପଲ। ବୁଝିହେଲା? ତୁମେ ଏତେ ବଡ଼ ସଂଖ୍ୟାରୁ ଲାଷ୍ଟଟାକୁ ଦେଖ ରେ ବାବୁ। ବୁଝିହେଲା? ଲାଷ୍ଟଟାକୁ ଲାଷ୍ଟରେ କେତେ ଅଛି? 8 ଅଛି ହେଲା। ଲାଷ୍ଟରେ 8 ଅଛି ମାନେ 8 ର 1 କରିବା। 8 ର 1 କେତେ ହବ? 8। ତାପରେ ହଉଛି 8 ର 2 ଟା କେତେ ହବ? 8 ରେ 8 ଗୁଣନ କରିଦବା। 8 ରେ 8 ଗୁଣନ କଲେ କେତେ? 8 ଅଷ୍ଟାଙ୍ଗ 64। 64 ମାନେ 4 ଲେଖବ। ବୁଝିହେଲା? ତାପରେ ହଉଛି 8 ର 3 କେତେ ହବ? ପୁଣି 4 ରେ 8 ଗୁଣନ କରିଦବା ହେଲା। 4 ଅଷ୍ଟାଙ୍ଗ 32। 4 ରେ କେତେ ଗୁଣନ କରିବା? 8 ମାନେ 4 ଅଷ୍ଟାଙ୍ଗ 32 ରୁ 2 ହେଲା। ପୁରାଟା ଲେଖବନି। ବୁଝିହେଲା? ତାପରେ 8 ଟୁ ଦି ପାୱାର 4 ଟା କେତେ ହବ? 2 ରେ କେତେ ଗୁଣନ କରିବା? 2 ରେ ପୁଣି ଗୁଣନ କରିବା ହଉଛି 8। 2 ଅଷ୍ଟାଙ୍ଗ 16 ମାନେ 6 ହବ। ବୁଝିହେଲା? 8 ଟୁ ଦି ପାୱାର 5 ଟା କେତେ ହବ? 6 ରେ କେତେ ଗୁଣନ କରିବା? 6 ରେ ଗୁଣନ କରିବା 8 6 ଅଷ୍ଟାଙ୍ଗ 48 ହେଲା। ତାପରେ ହଉଛି 8 ଟୁ ଦି ପାୱାର 6 ଟା କେତେ ହବ? 8 ଟୁ ଦି ପାୱାର 6 ଟା ହବ ହଉଛି 8 ରେ 8 ଗୁଣନ କର 8 ଅଷ୍ଟାଙ୍ଗ 64 ପୁଣି ରିପିଟ୍ ହଉଛି। ବୁଝିହେଲା? 4ଟା ପରେ ରିପିଟ୍ ହଉଛି। ବୁଝିପାରିଲ? 4ଟା ପରେ ରିପିଟ୍ ହଉଛି ମାନେ କିସ କରିବ? 13 ହରଣ କିସ 4 4 3
12 12 ହେଲେ ମାନେ 1 ହେଲା ରିମାଇଣ୍ଡର। ତେବେ 1 ହେଲା ରିମାଇଣ୍ଡର ମାନେ ପ୍ରଥମରେ ନେବ ବୁଝିହେଲା। ପ୍ରଥମ 1 ମାନେ ହଉଛି ପ୍ରଥମରୁ ଗଣିବ 1 ହେଲା। ତେବେ ହଉଛି ୟାର ୟୁନିଟ୍ ଡିଜିଟ୍ କେତେ ହବ 8। ବୁଝିପାରିଲନି? ଆଉ ଗୋଟେ କରିବା ହେଲା। 7 3 ଉପରେ ଅଛି 27 ବୁଝିହେଲା। ୟାର ୟୁନିଟ୍ ଡିଜିଟ୍ କେତେ ହବ ହେଲା। ତେବେ ତୁମେ ଜାଣିଛ ଲାଷ୍ଟ ଦେଖିଲ କେତେ 3 ଅଛି। ୟାର ୟୁନିଟ୍ ଡିଜିଟ୍ ବାହାର କରିବା ପାଇଁ ଲାଷ୍ଟ ନମ୍ବରଟାକୁ ସବୁବେଳେ ଦେଖିବ। ୟାର ୟୁନିଟ୍ ଡିଜିଟ୍ ବାହାର କରିବା ପାଇଁ କିସ ଲାଷ୍ଟ ନମ୍ବରକୁ ଦେଖ। ଲାଷ୍ଟରେ କେତେ ଅଛି 3 ଅଛି। ତେବେ 3 ର ହଉଛି 1 ଟା କେତେ ହୁଏ 3 ଟୁ ଦି ପାୱାର 1 ହୁଏ 3। 3 ଟୁ ଦି ପାୱାର 3 ହୁଏ କେତେ 9 ନା 3 ଟୁ ସରି 3 ଟୁ ଦି ପାୱାର 2 ହୁଏ 9। 3 ଟୁ ଦି ପାୱାର 3 କେତେ ହୁଏ 27 ମାନେ 7 ହବ ୟୁନିଟ୍ ଡିଜିଟ୍। 3 ଟୁ ଦି ପାୱାର 4 କେତେ 81 ମାନେ 1 ହବ। 3 ଟୁ ଦି ପାୱାର 5 ମାନେ ସେଇ ପୁଣି ହବ କେତେ 3 ହେଲା। ତେବେ ହଉଛି ଏତିକି 4ଟା ଅଛି 4ଟା ପରେ ରିପିଟ୍ ହଉଛି। ତେବେ କିସ କରିବ 27 ହରଣ 4 କେତେ ପଡିବ 4 ଅଷ୍ଟାଙ୍ଗ 32 ବେଶୀ ହେଉଛି 424 3 ହେଲା। ଆମର ରିମାଇଣ୍ଡରଟା କେତେ ହେଲା 3 ହେଲା। ତେବେ ଏଇ ରିମାଇଣ୍ଡର 3 ହେଲା ମାନେ 1 2 3। ତେବେ ୟାର ୟୁନିଟ୍ ଡିଜିଟ୍ କେତେ ହବ 7 ବୁଝିପାରିଲ। ୟାର ୟୁନିଟ୍ ଡିଜିଟ୍ ହବ 7। ତେବେ ଆଉ ଗୋଟେ କଡା କ୍ୱେଶ୍ଚନ ହେଲା। ଆଉ ଗୋଟେ କଡା କ୍ୱେଶ୍ଚନ ହଉଛି 7 ଟୁ ଦି ପାୱାର 26 ପ୍ଲସ୍ 8 ଟୁ ଦି ପାୱାର 29 ୟାର ୟୁନିଟ୍ ଡିଜିଟ୍ କେତେ ହବ। ତୁମେ ଫାର୍ଷ୍ଟ ବାହାର କରିବ ୟାର ୟୁନିଟ୍ ଡିଜିଟ୍ ତାପରେ ୟାର ୟୁନିଟ୍ ଡିଜିଟ୍ ସେମାନଙ୍କୁ ଯୋଗ କରିବ ବୁଝିହେଲା। ତେବେ ୟାର ୟୁନିଟ୍ ଡିଜିଟ୍ କେତେ ହବ 7 ର ହଉଛି କେତେ ରିପିଟ୍ ହୁଏ 7 ର ରିପିଟ୍ ହଉଛି 7 7 49 7 9 63 3 ତାପରେ ହଉଛି 3 7 21 1 1 7 7 ହେଲା। ତାପରେ ହଉଛି ପୁଣି 7 ଏତିକିରେ ରିପିଟ୍ ହୁଏ ବୁଝିହେଲା। ଏତିକି ରିପିଟ୍ ହୁଏ 7 ର ହେଲା। ତେବେ ହଉଛି 26 ରଣ କେତେ କରିବି ଉପରେ ଯେତେ ଥିବ 26 ରଣ 1 2 4ଟା ପରେ ରିପିଟ୍ ହଉଛି ମାନେ 4 4 124 2 ହେଲା। ତେବେ 2 ମାନେ ହଉଛି 1 2 ହେଲା। ୟାର ୟୁନିଟ୍ ଡିଜିଟ୍ କେତେ ହବ 3। ଆଉ ହଉଛି 8 ଟୁ ଦି ପାୱାର 29 ମାନେ 8 ର କେତେ ପରେ ରିପିଟ୍ ହୁଏ 8 ର ହଉଛି ପ୍ରଥମ ହଉଛି 8 ରୁ ପାୱାର 1 8 8 ଟୁ ଦି ପାୱାର 2 କେତେ 64 ମାନେ ହଉଛି ୟାର ୟୁନିଟ୍ ଡିଜିଟ୍ 4। 8 ଟୁ ଦି ପାୱାର 3 କେତେ 8 4 32 ମାନେ 2। 8 ଟୁ ଦି ପାୱାର 4 କେତେ 2 ଷ୍ଟାଙ୍ଗ 16 ମାନେ 6। ତାପରେ ହଉଛି 8 ଟୁ ଦି ପାୱାର 5 ମାନେ 6 ଷ୍ଟାଙ୍ଗ 48 ପୁଣି ରିପିଟ୍ ହବ ହେଲା। ୟାର ବି 4ଟା ପରେ ରିପିଟ୍ ହବ। ତେବେ 29 ହରଣ କେତେ କରିବି 29 ହରଣ ଆମର 8 କରିବି 8 ନୁହଁ 4 ହେଲା। 4 ଶତାଙ୍ଗ 28 କେତେ ହବ 9 ରୁ 8 ଗଲେ 1। ତେବେ 1 ମାନେ ହଉଛି ପ୍ରଥମଟା 8 ହବ ହେଲା। 8 ହବ ୟୁନିଟ୍ ଡିଜିଟ୍। ତେବେ ୟାର ୟୁନିଟ୍ ଡିଜିଟ୍ 8। ତେବେ ଏମାନଙ୍କର ପ୍ଲସ୍ ର ୟୁନିଟ୍ ଡିଜିଟ୍ କେତେ ହବ 8 9 10 11। 11 ରୁ 1 ଲେଖିବ ବୁଝିହେଲା। ୟାର ୟୁନିଟ୍ ଡିଜିଟ୍ କେତେ ହବ 1 ହେଲା। ତ ଏତିକି ଥିଲା ହଉଛି ଆମର ପାଠ ନମ୍ବର ସିଷ୍ଟମର ବୁଝିହେଲା। ତ ନେକ୍ସଟ କ୍ଲାସରେ ଆମେ ଗୋଟେ ଗୋଟେ ମ୍ୟାଥ୍ ହଉଛି ପ୍ରୋବ୍ଲେମ ହଉଛି ସଲ୍ଭ କରିବା ଏଇ ବହିରୁ ହେଲା। ଏଇ ଆମର ଏଇ ବହିରୁ ବୁଝିହେଲା। ଏଇ ବହିରୁ ପୁରା ଗୋଟେ ଗୋଟେ ମ୍ୟାଥ୍ ସଲ୍ଭ କରିବା ବୁଝିପାରିଲ। ଯଦି ନ ବୁଝିବ ପିଲେ ହେଲା ତୁମର ଯଦି ଡାଉଟ୍ ନ କ୍ଲିୟର ହେଇଛି ତେବେ ହଉଛି ପୁଣି କମେଣ୍ଟ କରିବ ହେଲା। ଆଉ ହଉଛି କିସ ହବ ନା ସରି ପିଲେ ନୁହଁ ତୁମେ ମାନେ ବଡ ବଡ ଭାଇ ଭଉଣୀ ବି ଥିବ ଆଉ ହଉଛି ଛୋଟ ଛୋଟ ଭାଇ ଭଉଣୀ ବି ଥିବ ହେଲା। ତ ଯୋଉମାନେ ବି କମ୍ପିଟିଟିଭ ଏକ୍ଜାମ ପାଇଁ ପ୍ରିପେୟାର ହଉଛ ସେମାନେ ହଉଛି କିସ କରିବ କୁହନା ଏଇ ଶୁଣ ଅଲଗା ମାନେ ବି ପଢାନ୍ କିନ୍ତୁ ହଉଛି ବେସିକ ଯଦି ତୁମର ଷ୍ଟ୍ରଙ୍ଗ ହେଇନି ଏଇ ଭିଡିଓଟିକୁ ଦେଖ। ଆଉ ନହେଲେ ହଉଛି ବେସିକ ଯଦି ଷ୍ଟ୍ରଙ୍ଗ ହେଇଛି ତେବେ ଭିଡିଓଟିକୁ ସ୍କିପ୍ କରିପାର ହେଲା। ଭିଡିଓଟିକୁ ସ୍କିପ୍ କରିପାର। ତ ଯୋଉମାନଙ୍କର ବେସିକ ଷ୍ଟ୍ରଙ୍ଗ ହେଇନି ପୁରା ସିମ୍ପଲ ଲାଙ୍ଗୁଏଜ ରେ ବୁଝା ହେଇଛି ପୁରା ଦେଶୀ ଲାଙ୍ଗୁଏଜ ରେ ପୁରା ଓଡିଆ ଲାଙ୍ଗୁଏଜ ରେ ହେଲା। ଯେମିତି ଗୋଟେ ପିଲା ବୁଝିପାରିବ ସେମିତି ବୁଝା ହେଇଛି। ତ ଯୋଉମାନଙ୍କର ବେସିକ ଷ୍ଟ୍ରଙ୍ଗ ହେଇନି ସେମାନେ ଭିଡିଓଟିକୁ ଦେଖ। ସେମାନଙ୍କ ପାଇଁ ପ୍ରାକ୍ଟିସ ପ୍ରୋବ୍ଲେମ ବି କିଛି ଦେଇଦେବି ହେଲା। ପୁଣି ନେକ୍ସଟ କ୍ଲାସରେ ଗୋଟେ ଗୋଟେ ମ୍ୟାଥ ପ୍ରାକ୍ଟିସ କରିବା। ଯାହା ଦ୍ୱାରା ହଉଛି କିଛି ହବ କନା ଶୁଣ ଏତେ ସବୁ ଲଙ୍ଗ ଲଙ୍ଗ ପ୍ରୋସେସ ହିଁ କହିଲି କିନ୍ତୁ ଏମିତି ପ୍ରାକ୍ଟିସ କର ଯେମିତି ହଉଛି ତୁମର ହଉଛି କିସ ହବ ନା ଏଇ ଗୁଡା ଗୋଟେ ମ୍ୟାଥ କରିବା ପାଇଁ 2 ରୁ 3 ସେକେଣ୍ଡ କି 5 ସେକେଣ୍ଡ ଭିତରେ ଯେମିତି ହେଇଯାଏ ବୁଝିପାରିଲ। କିସ କହିଲି କିସ କହିଲି ମୁଁ କହିଲି ଯେତେ ସବୁ ଦେଖୁଛ ହେଲା ସର୍ଟକଟ ବି ଅଛି ବୁଝିହେଲା। ସର୍ଟକଟ ବି ଅଛି ହେଲା। ସର୍ଟକଟ ହିଁ ଏଗୁଡା ହିଁ ସର୍ଟକଟ ବୁଝିପାରିଲ। ତୁମେ ଏମିତି ପ୍ରାକ୍ଟିସ କର ଯେମିତି କି କିସ ପୁରା ଥିଓରି ପାର୍ଟଟା ଆଜି କଭର କରିଦେଲି ହେଲା। ନମ୍ବର ସିଷ୍ଟମର ଥିଓରି ପାର୍ଟ କଭର କରି ହେଇଗଲା। ତ ସେଇଗୁଡାକୁ ଗୋଟେ ଗୋଟେ ଏକ୍ସାମ୍ପଲ ନେଇକି ବି ବୁଝେଇଛି। ତ ଏମିତି ପ୍ରାକ୍ଟିସ କର ହେଲା। ଏକ୍ସାମ୍ପଲ ମୁଁ ପଠେଇଦେବି ପିଡିଏଫ ପଠେଇଦେବି ଟେଲିଗ୍ରାମ ଚ୍ୟାନେଲରେ ହେଲା। ଯୋଉମାନେ ଜଏନ ହେଇନ ଟେଲିଗ୍ରାମ ଚ୍ୟାନେଲ ଫ୍ରି ଅଫ କଷ୍ଟ ଜଏନ ହେଇଯାଉ। ଲାଇଭ କ୍ଲାସ ହଉଛି କିସ ଫ୍ରି ପିଡିଏଫ ର ଏକ୍ସେସ୍ ପାଇବା ପାଇଁ ଚାହୁଁଛ ଯଦି ଟେଲିଗ୍ରାମ ଚ୍ୟାନେଲ ଜଏନ ହେଇଯାଉ। ଆଉ ହଉଛି ମ୍ୟାଥ ଗୁଡା ପ୍ରାକ୍ଟିସ କରିବ ହେଲା। ଏମିତି ପ୍ରାକ୍ଟିସ କର ଯେମିତି କି କ୍ୱେଶ୍ଚନ ପଢି ସାରିଲା ମାତ୍ରେ ହିଁ ଆନ୍ସର ଆସିଯିବ ଏଇଟା ହେଲା। କିନ୍ତୁ ହଉଛି ଯଦି ତୁମେ ପ୍ରାକ୍ଟିସ କରବନି ତେବେ ତୁମେ ଜାଣିପାରିବନି କହିବ ବହୁତ ପଢା ହେଲା। ଶୁଣ ପରୀକ୍ଷାରେ କ୍ୱେଶ୍ଚନ ଏତେ ବଡ ଦେଇଥିବ ତ ତୁମେ ପଢି ପଢି ଏମିତି ପ୍ରାକ୍ଟିସ କର ଯେମିତି ହଉଛି ସେଇଟା ହଉଛି 5 ରୁ 10 ସେକେଣ୍ଡ ଭିତରେ ସଲ୍ଭ ହେଇଯାଏ ବୁଝିପାରିଲ। ପ୍ରାକ୍ଟିସ ମେଡ୍ ଏ ମ୍ୟାନ ପରଫେକ୍ଟ।
ତୁମର ପ୍ରାକ୍ଟିସ୍ ହିଁ ଡିସାଇଡ୍ କରିବ ଯେ ତୁମେ ହଉଛି କେତେ ମାର୍କ ରଖିବ, ବୁଝିପାରିଲ? ତୁମେ ଶୁଣ, ତୁମେ ଦିନ ସାରା ପଢୁଥିବ କିନ୍ତୁ ପ୍ରାକ୍ଟିସ୍ ନଥିବ, ତ ତୁମେ ପରୀକ୍ଷାରେ ବସି ଯାଇଥିବ ହେଲା। ଲେଖା-ଲେଖି ପ୍ରାକ୍ଟିସ୍ ନଥିବ, ଗଣିତର ପ୍ରାକ୍ଟିସ୍ ନଥିବ। ତୁମେ ପୁରା ଥିଓରି କ୍ଲିୟର ହେଲା। ତୁମେ ଜାଣିଛ ହଉଛି କିସ ଗଣିତ ପୁରା କଡା ଗଣିତ ବି ସଲ୍ଭ କରିପାର। କିନ୍ତୁ ତୁମର ପ୍ରାକ୍ଟିସ୍ ନାହିଁ ହେଲା। ତ ପ୍ରାକ୍ଟିସ୍ ନାହିଁ ମାନେ ପରୀକ୍ଷାରେ କରିପାରିବନି, ବୁଝିହେଲା? ପରୀକ୍ଷାରେ ଇମ୍ପୋର୍ଟାଣ୍ଟ ନାହିଁ ଯେ ତୁମେ ଜାଣିଛ ନା ନାହିଁ। ପରୀକ୍ଷାରେ ଇମ୍ପୋର୍ଟାଣ୍ଟ ହଉଛି କିସ ମାନେ ତୁମେ ସମୟରେ କରିପାରୁଛ ନା ନାହିଁ, ବୁଝିପାରିଲ? ସମୟରେ କରିପାରୁଛ ନା ନାହିଁ। ଯଦି ସମୟରେ କରିଦେଲ ତେବେ ହଉଛି କିସ ଭଲ। ଆଉ ଯଦି ସମୟରେ କରିପାରିବନି ତେବେ ହଉଛି ଆହୁରି ପ୍ରାକ୍ଟିସର ଆବଶ୍ୟକତା ଅଛି ହେଲା। ଟେଷ୍ଟ ସିରିଜ୍ ଆଟେଣ୍ଡ କର, ବୁଝିପାରିଲ? ତ ଯଦି ଫ୍ରି ଟେଷ୍ଟ ସିରିଜ୍ ଚାହୁଁଛ ତେବେ ମୁଁ ଗୋଟେ ପ୍ରୋଭାଇଡ୍ କରିବି, ବୁଝିହେଲା? ସେଇଟାରେ ହଉଛି କିସ ଫ୍ରି ଅଫ୍ କଷ୍ଟରେ ଟେଷ୍ଟ ସିରିଜ୍ ଆଟେଣ୍ଡ କରିପାରିବ, ବୁଝିହେଲା? ମୁଁ ଦେଖିକି ନିହାତି ତୁମକୁ ଜଣେଇବି ଫ୍ରି ଅଫ୍ କଷ୍ଟରେ କୋଉଠି ଟେଷ୍ଟ ସିରିଜ୍ ମିଳିବ, ବୁଝିପାରିଲ? ଦେଖା ହବ ନେକ୍ସଟ ଭିଡିଓରେ ପଢବା ଆମେ ହଉଛି ଏର ଗୋଟେ ପ୍ରୋବ୍ଲେମ ସଲ୍ଭ କରିବା, ବୁଝିପାରିଲ? ତାପରେ ହଉଛି ନେକ୍ସଟ କ୍ଲାସରେ ପୁଣି ପଢବା ହଉଛି ଏଲସିଏମ୍ ଆଉ ଏଚସିଏଫ୍, ବୁଝିପାରିଲ? ତ ଦେଖା ହବ ନେକ୍ସଟ ଭିଡିଓରେ। ଟିଲ୍ ଦେନ୍ ସମସ୍ତଙ୍କୁ ବାଏ ବାଏ। ହେଭ୍ ଏ ନାଇସ୍ ଡେ।